ସାଧାରଣତଃ ଆମେ ଯେତେବେଳେ କୌଣସି ମ୍ୟାପ୍ ବା ମାନଚିତ୍ର ଦେଖୁ ଆମକୁ ଲାଗେ ଯେ ସବୁକିଛି ପଥରରେ ଖୋଦେଇ ହେଲା ଭଳି ସ୍ଥିର ଅଛି, ମାନେ ସୀମାରେଖଗୁଡ଼ିକ ଥରେ ଟଣା ସରିଛି ତ ତାହାରୁ କେବେ ବଦଳିବା ନାହିଁ। ହଁ ବିଲକୁଲ। ବର୍ଷ ବର୍ଷ ଧରି ବହିରେ ସେଇ ଗୋଟିଏ ଆକାର ଦେଖି ଦେଖି ଆମର ଗୋଟେ ଧାରଣା ହୋଇଯାଇଛି। ଏକ୍ଜାକ୍ଟଲି। କିନ୍ତୁ ଆଜିର ଏହି ବିସ୍ତୃତ ବିଶ୍ଳେଷଣ ବା ଡିପ୍ ଡାଇଭ୍ରେ ଆମେ ଏକ ସମ୍ପୂର୍ଣ୍ଣ ଭିନ୍ନ କଥା ଜାଣିବାକୁ ଯାଉଛୁ। ଆଜିର ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦ ଓଡ଼ିଶା ଆଟଲସ୍, ଅ ସ୍ପେଶିଆଲ ଡସିୟରକୁ ବୁଝିବା। ବେସିକାଲି ଏହା କୌଣସି ସାଧାରଣ ଆଲୋଚନା ନୁହେଁ। ଆମେ ଆଜି ଏକଦମ ସ୍ଲାଇଡ୍ ଟୁ ସ୍ଲାଇଡ୍ ଏବଂ ଲାଇନ୍ ବାଇ ଲାଇନ୍ ଫ୍ଲୋରେ ଯିବା, ଯାହାକି ବିଶେଷ କରି କମ୍ପିଟିଟିଭ୍ ଆସ୍ପିରେଣ୍ଟମାନଙ୍କ ପାଇଁ ବହୁତ ଫ୍ୟାକ୍ଚୁଆଲ ରହିବ। ରାଇଟ୍। ଏଥିରେ ଦିଆଯାଇଥିବା ଜୋଗ୍ରାଫିକାଲ ଫ୍ରେମୱାର୍କସ୍ ଆଉ ତାର ପେରିମିଟର୍ସ ଏବଂ ସବୁଠାରୁ ଇମ୍ପୋର୍ଟାଣ୍ଟ ଅପଡେଟେଡ୍ କାର୍ଟୋଗ୍ରାଫିକ୍ ଡେଟା ଉପରେ ଆମେ ଫୋକସ୍ କରିବା। ଆଉ ଏଥିରେ ଏମିତି କିଛି ନୂଆ ତଥ୍ୟ ଅଛି ନା, ଯାହା ଆମର ପୁରୁଣା ଧାରଣାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ? ତେବେ ଆରମ୍ଭ କରିବା ଓଡ଼ିଶାର ମୌଳିକ ଅବସ୍ଥିତି ବା ଲୋକେସନରୁ। ହଁ ନିଶ୍ଚୟ। ଆମେ ତ ଜାଣିଛେ ଯେ ଓଡ଼ିଶା ଭାରତର ଇଷ୍ଟର୍ଣ୍ଣ କୋଷ୍ଟ ବା ପୂର୍ବ ଉପକୂଳରେ ଅବସ୍ଥିତ। କିନ୍ତୁ କେବଳ କୋଷ୍ଟାଲ ପ୍ଲେନ୍ସ ନୁହେଁ, ଏଠାରେ ଫରେଷ୍ଟେଡ୍ ହିଲ୍ସ ଆଉ ବିଭିନ୍ନ ପ୍ଲାଟୋଜର ଗୋଟେ ବହୁତ ବଡ଼ ବିବିଧତା ଅଛି। ଏକଦମ ଠିକ୍। ଆଉ ଏହି ବିବିଧତା ଭିତରେ ଯଦି ଆମେ ସ୍ଥାନାଙ୍କ ବା କୋଅର୍ଡିନେଟ୍ସ ଦେଖିବା, ମାନେ ସେଇ ଲାଟିଟ୍ୟୁଡ ଓ ଲଞ୍ଜିଟ୍ୟୁଡ ଡାଟା ତ? ହଁ, ଓଡ଼ିଶାର ଲାଟିଟ୍ୟୁଡ୍ ହେଉଛି 17 ଡିଗ୍ରୀ 49 ଏନ୍ରୁ ଆରମ୍ଭ କରି 22 ଡିଗ୍ରୀ 34 ଏନ୍ ମଧ୍ୟରେ ଏବଂ ତାର ଲଞ୍ଜିଟ୍ୟୁଡ୍ ହେଉଛି 81 ଡିଗ୍ରୀ 27 ଇରୁ 87 ଡିଗ୍ରୀ 29 ଇ ଭିତରେ। ଗୋଟେ ପ୍ରକାରେ କହିବାକୁ ଗଲେ ଏହି ଗ୍ରିଡ୍ ଭିତରେ ହିଁ ଆମର ପୁରା ରାଜ୍ୟ ଆବଦ୍ଧ। ଆଉ ଏହି ଗ୍ରିଡ୍ ଭିତରେ ଥିବା ଟୋଟାଲ ଏରିଆ ବା କ୍ଷେତ୍ରଫଳ କିଛି ଛୋଟ ନୁହେଁ। ଏହା ହେଉଛି 1,55,707 ସ୍କୋୟାର କିଲୋମିଟର। ଆଉ ଆମର ରାଜଧାନୀ ଭୁବନେଶ୍ୱରକୁ ତ ଆମେ କ୍ୟାଥେଡ୍ରାଲ ସିଟି ବା ଟେମ୍ପଲ ସିଟି ବୋଲି ମଧ୍ୟ କହୁ। ଆଜ୍ଞା। ଏବେ ଯଦି ଆମେ ଏହି 1,55,707 ସ୍କୋୟାର କିଲୋମିଟରକୁ ଟିକେ ସହଜରେ ବୁଝିବାକୁ ଚେଷ୍ଟା କରିବା। ମୁଁ ଏଠି ଗୋଟେ ଉଦାହରଣ ଦେବାକୁ ଚାହିଁବି। ଧରନ୍ତୁ ଭାରତର ମୋଟ ଲ୍ୟାଣ୍ଡ ଏରିଆକୁ ଆମେ ଗୋଟେ ବଡ଼ ପିଜ୍ଜା ବା ପାଏ ଭାବରେ ବିଚାର କରିବା। ସେହି ବିଶାଳ ପିଜ୍ଜାରୁ ଓଡ଼ିଶା ହେଉଛି ପ୍ରାୟ 5%। ସଠିକ୍ ଭାବରେ କହିଲେ 4.87%। ୱାଓ, ଏଇଟା ଗୋଟେ ବଢ଼ିଆ ଆନାଲଜି। ଆଉ ସେଇ 4.87% ଅଂଶ ଭିତରେ ସମୁଦ୍ରକୂଳରୁ ଆରମ୍ଭ କରି ମାଳଭୂମି ପର୍ଯ୍ୟନ୍ତ ଏତେ ଡାଇଭର୍ସ ଟୋପୋଗ୍ରାଫି ଭରି ରହିଛି। ବିଲକୁଲ। ଏବେ ଆସିବା ନ୍ୟାସନାଲ ଷ୍ଟାଣ୍ଡିଂକୁ। ଏତେ ବଡ଼ କ୍ଷେତ୍ରଫଳ ସହ ଏରିଆ ଅନୁଯାୟୀ ଭାରତରେ ଆମର ମାନ୍ୟତା ହେଉଛି 8th, ମାନେ ଅଷ୍ଟମ ସ୍ଥାନ। ଆଉ ସେହିପରି ପପୁଲେସନ ବା ଜନସଂଖ୍ୟା ଅନୁଯାୟୀ ଆମେ 11th ବା ଏକାଦଶ ସ୍ଥାନରେ ଅଛୁଁ। ରାଇଟ୍। ଏବେ ଆସୁଛି ସବୁଠୁ ଇଣ୍ଟରେଷ୍ଟିଂ ପଏଣ୍ଟ। କୋଷ୍ଟଲାଇନ୍ ଲେନ୍ଥ ବା ଉପକୂଳ ରେଖାର ଲମ୍ବ ଅନୁଯାୟୀ ଦେଶରେ ଆମର ସ୍ଥାନ ହେଉଛି 6th। କିନ୍ତୁ ଏଇଠି ଗୋଟେ ବଡ଼ ଟ୍ୱିଷ୍ଟ ଅଛି। ହଁ, ଟ୍ୱିଷ୍ଟଟା ହେଉଛି 2025 ହାଇଡ୍ରୋଗ୍ରାଫିକ୍ ରିଭିଜନ। ଏଇଟା କମ୍ପିଟିଟିଭ୍ ଆସ୍ପିରେଣ୍ଟମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅପଡେଟେଡ୍ ତଥ୍ୟ। ଏକ୍ଜାକ୍ଟଲି। ମୁଁ ତ ସ୍କୁଲ ବେଳୁ ପଢ଼ି ଆସିଥିଲି ଯେ ଆମର କୋଷ୍ଟଲାଇନ୍ ହେଉଛି 476.4 କିଲୋମିଟର। ଏବେ ନୂଆ ରିପୋର୍ଟ କ'ଣ କହୁଛି? ଜାନୁଆରୀ 2025ରେ ନ୍ୟାସନାଲ ହାଇଡ୍ରୋଗ୍ରାଫିକ୍ ଅର୍ଗାନାଇଜେସନ ବା NHO ଦେହରାଦୁନ ଦ୍ୱାରା ନୂତନ ତଥ୍ୟ ପ୍ରକାଶ ପାଇଛି। ପ୍ରଥମେ ଦେଶର କଥା କହିବି। ଭାରତର ମୋଟ କୋଷ୍ଟଲାଇନ୍ ଲେନ୍ଥ ପୂର୍ବରୁ ଥିଲା 7,516.60 କିଲୋମିଟର, ଯାହାକି ବର୍ତ୍ତମାନ ରିଭାଇଜ୍ ହୋଇ ସିଧା 11,098.81 କିଲୋମିଟରରେ ପହଞ୍ଚିଛି। ଓହୋ, 7,516ରୁ ସିଧା 11,098। ଦ୍ୟାଟ୍ସ ଅ ହ୍ୟୁଜ୍ ଜମ୍ପ। ତାହେଲେ ଆମ ଓଡ଼ିଶାର ଡାଟା ନିଶ୍ଚୟ ବଦଳିଥିବ? ଆଜ୍ଞା ହଁ। ଆମର ଯୋଉ 476.4 କିଲୋମିଟର ଥିଲା ନା, ସେଥିରେ ଏବେ ପ୍ଲସ୍ 98.3 କିଲୋମିଟର ଆଡିସନ୍ ହୋଇଛି, ମାନେ ଯୋଗ ହୋଇଛି। ଆଉ ବର୍ତ୍ତମାନ ଓଡ଼ିଶାର ନୂଆ କୋଷ୍ଟଲାଇନ୍ ହେଉଛି 574.7 କିଲୋମିଟର। 574.7 କିଲୋମିଟର, ମାନେ ଏଇଟା ହିଁ ବର୍ତ୍ତମାନ ଆମର ନ୍ୟୁଲି ସର୍ଭେଡ୍ ମ୍ୟାରିଟାଇମ୍ ଏଜ୍। ବିଲକୁଲ। କିନ୍ତୁ ମୋର ଏଠି ଗୋଟେ ଡାଉଟ୍ ଆସୁଛି, ଯାହା ବୋଧହୁଏ ଅନେକଙ୍କ ମନରେ ଆସୁଥିବ। ଏହି ଯୋଉ 98.3 କିଲୋମିଟର ବଢ଼ିଗଲା, ମାନେ ହଠାତ୍ ସମୁଦ୍ର ଭିତର ନୂଆ ଜମି ବାହାରି ଆସିଲାନି ତ? ନାଇଁ ନାଇଁ, ଭୂମି କେଉଁଆଡ଼େ ଯାଇନି କି ଆସିନି। ଏହା ମୂଳତଃ ଉନ୍ନତ କାର୍ଟୋଗ୍ରାଫିକ୍ ମାପ ଏବଂ ବୈଶ୍ୱିକ ଜ୍ଞାନକୌଶଳର ଫଳାଫଳ, ଯାହାକୁ ଆମେ କୋଷ୍ଟଲାଇନ୍ ପ୍ୟାରାଡକ୍ସ କହୁ। ଆଚ୍ଛା,
ମାନେ ସେ ଦୌଡ଼ି ଆଉ ସ୍କେଲ ଉଦାହରଣ ଭଳି ନା ଯେମିତି ଯଦି ଆମେ ଗୋଟେ ବଙ୍କା ଟଙ୍କା କୂଳକୁ ସିଧା ସ୍କେଲରେ ମାପିବା ତେବେ ଛୋଟ ଛୋଟ ବାଙ୍କଗୁଡ଼ିକ ଛାଡ଼ି ହୋଇଯିବ କିନ୍ତୁ ଗୋଟେ ଫ୍ଲେକ୍ସିବଲ୍ ଦୌଡ଼ି ବା ଷ୍ଟ୍ରିଂ ନେଇ ପ୍ରତ୍ୟେକଟି ମୋଡ଼ ଦେଇ ମାପିଲେ ଲମ୍ବ ଅଧିକ ବାହାରିବ। ଏକ୍ଜାକ୍ଟଲି ସେଇଆ। ପୂର୍ବରୁ ମାପର ରେଜଲ୍ୟୁସନ୍ କମ୍ ଥିଲା, କିନ୍ତୁ ଏବେ ଆମର ଆଡଭାନ୍ସ ସ୍ୟାଟେଲାଇଟ୍ ପ୍ରତ୍ୟେକଟି ସୂକ୍ଷ୍ମ ବାଙ୍କ, ମୁହାଣା ଏବଂ ଖାଲଢିପୁକୁ ନିଖୁଣ ଭାବରେ ମାପିପାରୁଛି। ସେଥିପାଇଁ ଏହି +98.3 କିଲୋମିଟର ବୃଦ୍ଧି ହୋଇଛି। ଦ୍ୟାଟ୍ ମେକ୍ସ ସେନ୍ସ। ଆଉ ଏ ବିସ୍ତାରିତ କୋଷ୍ଟାଲ ବାଉଣ୍ଡ୍ରିଜ୍ର ମ୍ୟାପିଂ କେମିତି ହୋଇଛି, ମାନେ କେଉଁଠୁ କେଉଁ ପର୍ଯ୍ୟନ୍ତ? ଆମର ଉତ୍ତର ପୂର୍ବ ବା ନର୍ଥ ଇଷ୍ଟରେ ଏହା ସୁବର୍ଣ୍ଣରେଖା ଏବଂ ଚାନ୍ଦବାଲିଠାରୁ ଆରମ୍ଭ ହେଉଛି। ତାପରେ ଦକ୍ଷିଣ ପଶ୍ଚିମ ବା ସାଉଥ୍ ୱେଷ୍ଟରେ ବ୍ରହ୍ମଗିରି ଆଉ ଚିଲିକା ହ୍ରଦ ଦେଇ ଯାଉଛି ହୁଁ। ଏବଂ ଶେଷରେ ପୁରା ସାଉଥ୍ରେ ଏହା ଇଚ୍ଛାପୁରମ୍ ପର୍ଯ୍ୟନ୍ତ ବିସ୍ତାରିତ। ୱାଓ, ସୁବର୍ଣ୍ଣରେଖାଠାରୁ ଇଚ୍ଛାପୁରମ୍। ତେବେ ଏହା ତ ଗଲା ବେ ଅଫ୍ ବେଙ୍ଗଲ ବା ସମୁଦ୍ର ଆଡ଼ର ସୀମା କଥା। କିନ୍ତୁ ଆମର ଯୋଉ ଲ୍ୟାଣ୍ଡ ବର୍ଡର୍ସ ଅଛି, ଯାହାକୁ ଆମେ ପେରିଫେରି ମ୍ୟାଟ୍ରିକ୍ସ କହୁଛି, ସେ ବିଷୟରେ ଟିକେ ଦେଖିବା। ନିଶ୍ଚୟ, ଓଡ଼ିଶା ମୋଟ 4ଟି ପଡ଼ୋଶୀ ରାଜ୍ୟ ସହିତ ନିଜର ସୀମା ବାଣ୍ଟୁଛି। ଆମେ ଯଦି ନର୍ଥ ବା ଉତ୍ତର ଦିଗକୁ ଦେଖିବା, ସେଠାରେ ୱେଷ୍ଟବେଙ୍ଗଲ ଆଉ ଝାଡ଼ଖଣ୍ଡ ଅଛନ୍ତି। ହଁ, ୱେଷ୍ଟ ବେଙ୍ଗଲ ସହିତ ତ ଆମର 2ଟି ଜିଲ୍ଲା ଅଛନ୍ତି, ମୟୂରଭଞ୍ଜ ଆଉ ବାଲେଶ୍ୱର। ରାଇଟ୍। ଆଉ ଝାଡ଼ଖଣ୍ଡ ସହିତ 3ଟି ଜିଲ୍ଲା ଅଛନ୍ତି, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ। ଗୋଟେ ସେକେଣ୍ଡ, ଏଇଠି ମୁଁ ଲକ୍ଷ୍ୟ କରୁଛି, ମୟୂରଭଞ୍ଜ ପଶ୍ଚିମବଙ୍ଗ ସହିତ ବି ଅଛି ଆଉ ଝାଡ଼ଖଣ୍ଡ ସହିତ ବି ଅଛି। ମାନେ ଏହା ଗୋଟିଏ ଜଙ୍କସନ୍ ଭଳି କାମ କରୁଛି ନା, ଏକା ସାଙ୍ଗରେ 2ଟି ରାଜ୍ୟକୁ ସଂଯୋଗ କରୁଛି। ଆଜ୍ଞା, ସମ୍ପୂର୍ଣ୍ଣ ଠିକ୍ ଧରିଛନ୍ତି। ଏଟା ଏକ ବହୁତ ଇମ୍ପୋର୍ଟାଣ୍ଟ ଷ୍ଟ୍ରାଟେଜିକ୍ ପଏଣ୍ଟ। ସେହିପରି ଆମେ ଯଦି ୱେଷ୍ଟ ବା ପଶ୍ଚିମ ଦିଗକୁ ଯିବା, ଛତିଶଗଡ଼ ସହିତ ଆମର ସବୁଠାରୁ ବଡ଼ ସୀମା ଅଛି। ମୋର ମନେ ଅଛି ସେଥିରେ ବୋଧହୁଏ 8ଟି ଜିଲ୍ଲା ସାମିଲ ଅଛନ୍ତି ତ? ହଁ, 8ଟି ଜିଲ୍ଲା। ସେଗୁଡ଼ିକ ହେଲେ ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼, ବରଗଡ଼ ଏବଂ ଝାରସୁଗୁଡ଼ା। ଓହୋ, ଏଠି ଦେଖନ୍ତୁ ପୁଣି ଏକ ଜଙ୍କସନ୍ ଆସିଗଲା। ସୁନ୍ଦରଗଡ଼ ଉଭୟ ଝାଡ଼ଖଣ୍ଡ ଆଉ ଛତିଶଗଡ଼ ସହ ଲାଗିଛି। ଏକ୍ଜାକ୍ଟଲି। ଆଉ ଆପଣ ଯଦି ସାଉଥ୍ ବା ଦକ୍ଷିଣ ଦିଗକୁ ଦେଖିବେ, ସେଠାରେ ଆନ୍ଧ୍ରପ୍ରଦେଶ ସହିତ ଆମର 5ଟି ଜିଲ୍ଲା ସୀମା ବାଣ୍ଟୁଛନ୍ତି, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା ଏବଂ କୋରାପୁଟ। ଆଉ ଏଠି ମଧ୍ୟ ଜଙ୍କସନ୍ ଅଛି, ମାଲକାନଗିରି ଆଉ କୋରାପୁଟ ଉଭୟ ଆନ୍ଧ୍ରପ୍ରଦେଶ ଆଉ ଛତିଶଗଡ଼ ସହ ଲାଗିଛନ୍ତି। ସତରେ ଏ ପୁରା ପେରିଫେରି ମ୍ୟାଟ୍ରିକ୍ସ ଗୋଟେ କଠିନ ପଜଲ୍ ବା ଜଟିଳ ନେଟୱାର୍କ ଭଳି ଲାଗୁଛି। କିଏ କାହା ସହ କେମିତି ଯୋଡ଼ି ହୋଇଛି, ସବୁ ଇଣ୍ଟରକନେକ୍ଟେଡ୍। ଆଜ୍ଞା ହଁ, ଏବଂ ଶେଷରେ ଇଷ୍ଟ ବା ପୂର୍ବ ଦିଗରେ ତ ଆମର ସେଇ 6ଟି ଜିଲ୍ଲା ଅଛନ୍ତି, ଯାହାକି ବେ ଅଫ୍ ବେଙ୍ଗଲ ଉପକୂଳରେ ଅଛି। ହଁ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ। ଏଇଟା ତ ଆମର ପୁରା ବାହ୍ୟ ସୀମା ବା ବାହାର ମ୍ୟାପ୍ କଭର ହୋଇଗଲା। ଏବେ ଆମେ ଟିକିଏ ରାଜ୍ୟର ଭିତର ଆଡ଼କୁ ଯିବା ବା ଇଣ୍ଟରନାଲ ଆନାଟମି କଥା ଆଲୋଚନା କରିବା। ନିଶ୍ଚୟ। ଓଡ଼ିଶାରେ ମୋଟ 30ଟି ଆଡମିନିଷ୍ଟ୍ରେଟିଭ ଡିଷ୍ଟ୍ରିକ୍ଟସ୍ ଅଛି, ଆଉ ଏହି 30ଟି ଜିଲ୍ଲା ନିଜ ଭିତରେ ଖୁବ୍ ଟାଇଟଲି ଇଣ୍ଟରୱୋଭନ୍ ବା ସୁସଂଗଠିତ ଅବସ୍ଥାରେ ରହିଛନ୍ତି। ଆଉ ସାଇଜ୍ ବା ଏରିଆ ଅନୁଯାୟୀ ଏମାନଙ୍କ ଭିତରେ କାଫି ପାର୍ଥକ୍ୟ ଦେଖିବାକୁ ମିଳେ। ବିଲକୁଲ। ଏରିଆ ଅନୁଯାୟୀ ଲାର୍ଜେଷ୍ଟ ବା ସବୁଠାରୁ ବଡ଼ ଜିଲ୍ଲା ହେଉଛି ମୟୂରଭଞ୍ଜ। ଏହା ଏକ ବହୁତ ଏକ୍ସପେନ୍ସିଭ୍ ଜିଲ୍ଲା। ଏବଂ ସ୍ମଲେଷ୍ଟ ବା ସବୁଠାରୁ ସାନ ଜିଲ୍ଲା ହେଉଛି ଜଗତସିଂହପୁର। ରାଇଟ୍। ଏବେ ଆମେ ସେହି ଦିଗଗୁଡ଼ିକର ସର୍ବଶେଷ ବିନ୍ଦୁ ବା ଏକ୍ସଟ୍ରିମ୍ସ ବିଷୟରେ କଥା ହେବା, ମାନେ ସର୍ବୋତ୍ତର, ସର୍ବଦକ୍ଷିଣ ଏମିତି। ହଁ, ଏହି ଏକ୍ସଟ୍ରିମ୍ସଗୁଡ଼ିକ ଏକ୍ଜାମ୍ ପର୍ସପେକ୍ଟିଭରୁ ବହୁତ ଇମ୍ପୋର୍ଟାଣ୍ଟ। ନର୍ଥ ବା ସର୍ବୋତ୍ତର ବିନ୍ଦୁ ହେଉଛି ମୟୂରଭଞ୍ଜ। ଆଉ ଇଷ୍ଟ ବା ସର୍ବପୂର୍ବ ବିନ୍ଦୁ ହେଲା କେନ୍ଦ୍ରାପଡ଼ା ତ? ଏକଦମ। କିନ୍ତୁ ସାଉଥ୍ ଏବଂ ୱେଷ୍ଟ କଥା ଯେତେବେଳେ ଆସେ, ସେଠି ଗୋଟେ ଖାସ୍ କଥା ଅଛି। ମୋତେ ଲାଗୁଛି ପଶ୍ଚିମରେ ବୋଧହୁଏ ବରଗଡ଼ କି ନୂଆପଡ଼ା ଥିବ, ଆଉ ଦକ୍ଷିଣରେ? ଏଇଠିରେ ସବୁଠୁ ବଡ଼ ସରପ୍ରାଇଜ୍ ଅଛି। ରାଜ୍ୟର ସାଉଥ୍ ଏବଂ ୱେଷ୍ଟ ଏହି 2ଟି ଯାକ ଦିଗର ପ୍ରାନ୍ତୀୟ ବିନ୍ଦୁ ଗୋଟିଏ ହିଁ ଜିଲ୍ଲାରେ ଅବସ୍ଥିତ, ଆଉ ତାହା ହେଉଛି ମାଲକାନଗିରି। ୱେଟ୍, ରିଏଲି? ମାଲକାନଗିରି ମାନେ ଗୋଟିଏ ଜିଲ୍ଲା ଏକା ସାଙ୍ଗରେ ରାଜ୍ୟର ସବୁଠାରୁ ସାଉଥ୍ ବିନ୍ଦୁ ଆଉ ସବୁଠାରୁ ୱେଷ୍ଟ ବିନ୍ଦୁ? ଦ୍ୟାଟ୍ସ ଅ ଡୁଆଲ୍ ଏକ୍ସଟ୍ରିମ୍ ଜିଲ୍ଲା। ଆଜ୍ଞା ହଁ, ଗୋଟିଏ ଜିଲ୍ଲା ଉଭୟ ଦିଗର ଶେଷ ବିନ୍ଦୁ ହେବା କାର୍ଟୋଗ୍ରାଫିକ୍ ପ୍ରୋଫାଇଲରେ ଏକ ବହୁତ ବିରଳ ଘଟଣା।
ଆପଣ ଯଦି ମ୍ୟାପ୍କୁ ଧ୍ୟାନରେ ଦେଖିବେ ମାଲକାନଗିରିର ଆକାର ଏମିତି ତଳକୁ ଆଉ ବାମପଟକୁ ଏତେ ଭିତରକୁ ପଶିଛି ଯେ ତାହା ଉଭୟ ଦକ୍ଷିଣ ଓ ପଶ୍ଚିମ ସୀମାକୁ ଛୁଉଁଛି। ଓହୋ ସତରେ ଏଇଟା ଏକ୍ଜାମ ଦୃଷ୍ଟିକୋଣରୁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଆହା ମୋମେଣ୍ଟ। ମୁଁ ତ କେବେ ଏମିତି ଭାବିନଥିଲି। ଭୂଗୋଳର ଏଇ ଛୋଟ ଛୋଟ ତଥ୍ୟଗୁଡ଼ିକ କେତେ ଇଣ୍ଟରେଷ୍ଟିଂ ନା? ବିଲକୁଲ। ସେଥିପାଇଁ ତ ଆମେ ଆଜି ଲାଇନ୍ ବାଇ ଲାଇନ୍ ସବୁ ଫ୍ୟାକ୍ଚୁଆଲ ଡାଟା କଭର କରୁଛୁ। ଆଉ ମତେ ଲାଗୁଛି ଆମେ ଆଜିର ଟାର୍ଗେଟ ବହୁତ ଭଲ ଭାବରେ ପୂରା କଲେ। ଏବେ ଯଦି ଆମେ ଏହି ପୂରା ଆଲୋଚନାକୁ ସମରାଇଜ୍ ବା ଏକାଠି କରିବା, ଆମେ ଦେଖିଲେ ଯେ କିପରି 1,55,707 ସ୍କୋୟାର କିଲୋମିଟର ମଧ୍ୟରେ ଏହି ବିଶାଳ ଭୂଖଣ୍ଡ ବ୍ୟାପ୍ତ ହୋଇଛି। ହଁ, ଆଉ ଜାତୀୟ ସ୍ତରରେ ଆମେ 8th, 11th ଏବଂ 6th ମାନ୍ୟତା ରଖିଛୁ। ଏକ୍ଜାକ୍ଟଲି। ଆଉ ସବୁଠୁ ବଡ଼ ଅପଡେଟ୍ ହେଉଛି NHOର 2025ର ରିପୋର୍ଟ, ଯାହା ଅନୁଯାୟୀ ଆମର ନୂଆ ମେରିଟାଇମ୍ ଏଜ୍ ବର୍ତ୍ତମାନ 574.7 କିଲୋମିଟର ହୋଇଯାଇଛି। ଏବଂ ଶେଷରେ ଆମର 30ଟି ଜିଲ୍ଲାର ଜଟିଳ ପେରିଫେରି ମେଟ୍ରିକ୍ସ କଥା ତ ଆମେ ଆଲୋଚନା କଲେ ହିଁ କଲେ। ସମ୍ପୂର୍ଣ୍ଣ ସଠିକ୍। କିନ୍ତୁ ଶେଷ କରିବା ପୂର୍ବରୁ ମୁଁ ଗୋଟେ କଥା ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବି। ଆମେ ଯେଉଁ ଏହି +98.3 କିଲୋମିଟରର ନୂଆ ଉପକୂଳ କଥା କହିଲେ, ହଁ, ଏହା କେବଳ ଆଟ୍ଲାସ୍ ବା ବହିରେ ମ୍ୟାପ୍ ବଦଳାଇବ ନାହିଁ। ଭବିଷ୍ୟତରେ ଯେତେବେଳେ ଭାରତ ସରକାର ସାମୁଦ୍ରିକ ସମ୍ବଳ ଏବଂ ନୀତି ବା ମ୍ୟାରିଟାଇମ୍ ରିସୋର୍ସେସ୍ ଆଲୋକେସନ୍ ନିର୍ଦ୍ଧାରଣ କରିବେ, ଭାବନ୍ତୁ ତ ଏହି ଅତିରିକ୍ତ 98.3 କିଲୋମିଟର ଉପକୂଳ ଓଡ଼ିଶାର ଅର୍ଥନୀତି ପାଇଁ କେତେ ବଡ଼ ଗେମ୍ ଚେଞ୍ଜର ହୋଇପାରିବ। ମାଇଣ୍ଡ ବ୍ଲୋଇଂ। ସତରେ ଏହା ଉପରେ ଗଭୀର ଚିନ୍ତା କରିବାର ଆବଶ୍ୟକତା ଅଛି। ଏହି ନୂଆ ମାପ୍ କେବଳ ଭୌଗୋଳିକ ନୁହେଁ, ବରଂ ଅର୍ଥନୈତିକ ସ୍ତରରେ ବହୁତ ବଡ଼ ପ୍ରଭାବ ପକାଇବ। ତେଣୁ ଏହା ଉପରେ ଆପଣମାନେ ନିଜର ଅନୁସନ୍ଧାନ ଏମିତି ଜାରି ରଖନ୍ତୁ। ଆଗାମୀ ବିସ୍ତୃତ ବିଶ୍ଳେଷଣରେ ପୁଣି ଏମିତି କିଛି ନୂଆ ତଥ୍ୟ ସହ ଭେଟ ହେବ। ଧନ୍ୟବାଦ। ମାନେ ସାଧାରଣତଃ ନା, ଯେତେବେଳେ ଆମେ କୌଣସି ନଦୀର ବନ୍ୟାପ୍ଲାବିତ ଅଞ୍ଚଳ କିମ୍ବା ଯାହାକୁ ଆମେ ଫ୍ଲଡ୍ ପ୍ଲେନ୍ସ ବୋଲି କହୁ, ସେଇଟା ବିଷୟରେ ଚିନ୍ତା କରୁ, ମନକୁ କେମିତି ଗୋଟେ ସବୁଜ ଆଉ ଜଳପୂର୍ଣ୍ଣ ଅଞ୍ଚଳର ଚିତ୍ର ଆସେ। ହଁ, ସେଇଟା ତ ସ୍ୱାଭାବିକ କଥା। ଏକଦମ। କିନ୍ତୁ ଆଜି ଟିକେ ଗୋଟେ ଅଲଗା କଥା କଳ୍ପନା କରନ୍ତୁ। ଏମିତି ଏକ ଅଞ୍ଚଳ ଯାହା ବିଶାଳ ନଦୀମାନଙ୍କ ଦ୍ୱାରା ତିଆରି ହେଇଛି, ଯୋଉଠି ବର୍ଷାଦିନେ ପୁରା ଉଛୁଳା ବନ୍ୟା ଜଳ ମାଡ଼ିଯାଏ, ଅଥଚ ସେହି ସମାନ ଅଞ୍ଚଳ ହେଉଛି ରାଜ୍ୟର ସବୁଠାରୁ ଭୟଙ୍କର ମରୁଡ଼ି ପ୍ରଭାବିତ ଜାଗା। ହଁ, ମାନେ ଯାହାକୁ ୱର୍ଷ୍ଟ ଡ୍ରଟ୍ ଆଫେକ୍ଟେଡ୍ ଏରିଆ କୁହାଯାଏ। ଗୋଟିଏ ପଟେ ଉଛୁଳା ନଦୀ ଆଉ ଅନ୍ୟପଟେ ପୁରା ଫାଟି ଆଁ କରିଥିବା ଶୁଖିଲା ମାଟି। ଆଉ ଏଇଟା କୌଣସି ଗପ ନୁହେଁ, ଆମ ଓଡ଼ିଶାର ଭୂଗୋଳର ଗୋଟେ ବାସ୍ତବ ଚିତ୍ର ଏଇଟା। ତାହେଲେ ଦ ଫିଜିଓଗ୍ରାଫି ଅଫ୍ ଓଡ଼ିଶାକୁ ନେଇ ଆଜିର ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଏଇ ଯୋଉ ବିରୋଧାଭାସ ବା ପାରାଡକ୍ସର କଥା ଆପଣ ଉଠାଇଲେ ନା, ଏଇଟା ହିଁ ତ ଭୂଗୋଳକୁ ଏତେ ରୋଚକ ଆଉ ଆକର୍ଷଣୀୟ କରିଥାଏ। ସତରେ। ଆଉ ଆଜି ଆମର ମୁଖ୍ୟ ଫୋକସ୍ ରହିବ ବିଶେଷ କରି ଓଡ଼ିଶା କୋଷ୍ଟାଲ ପ୍ଲେନ୍ସ ଇନ୍ ଦି ଇଷ୍ଟ ଉପରେ, ମାନେ ଓଡ଼ିଶାର ପୂର୍ବ ଉପକୂଳ ସମତଳ ଅଞ୍ଚଳ। ହଁ, ଆଉ ଏହି ବିଶ୍ଳେଷଣର ଗୋଟେ ଖାସ୍ ଉଦ୍ଦେଶ୍ୟ ବି ଅଛି। ଯେଉଁମାନେ କମ୍ପିଟିଟିଭ୍ ଏକ୍ଜାମ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ଗୋଟେ ପ୍ରକାରର ଜିଓଗ୍ରାଫି ମାଷ୍ଟର କ୍ଲାସ୍ ଦେବା ହେଉଛି ଆମର ଲକ୍ଷ୍ୟ। ମାନେ କେବଳ ତଥ୍ୟ ଘୋଷିବା ନୁହେଁ, ବରଂ ଅବଜେକ୍ଟିଭ୍ ପରୀକ୍ଷା ପାଇଁ ଦରକାରୀ ଟର୍ମସକୁ ବୁଝିବା। ଆଚ୍ଛା, ତାହେଲେ ଏଇ ବିଶାଳ ଉପକୂଳ ଅଞ୍ଚଳର ଜେନେସିସ୍ରୁ ବା ଜନ୍ମରୁ ହିଁ ଆରମ୍ଭ କରିବା। ଆମେ ଜାଣୁ ଯେ ଓଡ଼ିଶା ମୁଖ୍ୟତଃ 5ଟି ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ବିଭକ୍ତ, କିନ୍ତୁ ଆମେ କେବଳ ପୂର୍ବ ଉପକୂଳ କଥା କହିବା। ଗୋଟେ ୱାର୍ଡ ବହୁତ ଥର ବ୍ୟବହାର ହୁଏ, ଡିପୋଜିସନାଲ ଲ୍ୟାଣ୍ଡ ଫର୍ମସ୍। ଏକଦମ। ତ ଏଇଟା ମାନେ କ'ଣ? ଏତେ ବିପୁଳ ପରିମାଣର ମାଟି ଆସିଲା କେଉଁଠୁ ଯେ ପୁରା ଗୋଟେ ଉପକୂଳ ସୃଷ୍ଟି ହେଇଗଲା? ଏହାକୁ ବୁଝିବାକୁ ହେଲେ ଆମକୁ ଲକ୍ଷ ଲକ୍ଷ ବର୍ଷ ପଛକୁ ଯିବାକୁ ପଡ଼ିବ, ବିଶେଷ କରି ପୋଷ୍ଟ ଟର୍ସିୟରୀ ପିରିୟଡକୁ। ପରୀକ୍ଷା ପାଇଁ ଏହି ସମୟଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଶବ୍ଦ। ଆଚ୍ଛା, ପୋଷ୍ଟ ଟର୍ସିୟରୀ ପିରିୟଡ। ହଁ, ଧରିନିଅନ୍ତୁ ଭାରତୀୟ ଉପମହାଦେଶର ଗଠନ ସେତେବେଳେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଉଚ୍ଚ ପାର୍ବତ୍ୟ ଅଞ୍ଚଳର ବାହାରିଥିବା ନଦୀଗୁଡ଼ିକ ଲକ୍ଷ ଲକ୍ଷ ବର୍ଷ ଧରି ସେହି ପଥର ଆଉ ପାହାଡ଼କୁ କାଟି ତଳକୁ ଆସିଲେ। ସେମାନେ ନିଜ ସାଥିରେ ବାଲି ଆଉ ପଟୁମାଟି ସବୁ ବୋହି ଆଣିଲେ। ପୁରା ସଠିକ୍। ଆଉ ଯେତେବେଳେ ସେହି ନଦୀଗୁଡ଼ିକ ଆସି ସମୁଦ୍ର ପାଖରେ ବଙ୍ଗୋପସାଗର ପାଖରେ ପହଞ୍ଚିଲେ, ସେମାନଙ୍କର ଗତି ବହୁତ ମନ୍ଥର ହୋଇଗଲା।
ଗତି କମିଯିବାରୁ ସେମାନେ ଯାହା ବି ସେଡିମେଣ୍ଟସ୍ ବା ପଟୁମାଟି ଆଣିଥିଲେ ସେଗୁଡ଼ିକ ସବୁ ସମୁଦ୍ର କୂଳରେ ଜମା କରିବା ଆରମ୍ଭ କଲେ। ହଁ, ଆଉ ବର୍ଷ ବର୍ଷ ଧରି ସମୁଦ୍ର ଭିତରକୁ ଏହି ମାଟି ଜମା ହେବା ଫଳରେ ଏ ଯୋଉ ନୂଆ ଭୂମି ସୃଷ୍ଟି ହେଲା ତାହାକୁ ହିଁ ଡିପୋଜିସନାଲ ଲ୍ୟାଣ୍ଡଫର୍ମସ୍ କୁହାଯାଏ। ଆରେ ବାଃ, ମାନେ ପ୍ରକୃତି ନିଜେ ପାହାଡ଼କୁ ଭାଙ୍ଗି ସମୁଦ୍ରକୁ ପୋତି ଏକ ନୂଆ ସମତଳ ଭୂମି ତିଆରି କରିଛି। ହଁ, ଆଜି ଆମେ ଯୋଉ ଉପକୂଳରେ ଠିଆ ହୋଇଛେ ସେଇଟା ପ୍ରକୃତିର ଅତୀତରେ କୌଣସି ପାହାଡ଼ର ଅଂଶ ଥିଲା। ବହୁତ ଇଣ୍ଟରେଷ୍ଟିଂ କଥା ଏଟା। ଆଚ୍ଛା, ତାହେଲେ ଯଦି ନଦୀଗୁଡ଼ିକ ଏହି ଭୂମି ସୃଷ୍ଟି କଲେ ଏହାର ଗୋଟେ ବାଉଣ୍ଡ୍ରି ବା ସୀମା ବି ଥିବ ନିଶ୍ଚୟ। ପାହାଡ଼ ଆଉ ସମତଳ ଭୂମି ମଧ୍ୟରେ ଗାର ଟାଣିଲା ଭଳି ଗୋଟେ ଲାଇନ୍ ଅଛି, 75 ମିଟର କଣ୍ଟୋର ଲାଇନ୍। ଏଇଟା କ'ଣ ଗୋଟେ ପ୍ରାକୃତିକ ପାଚେରୀ ଭଳି କାମ କରେ? ଏ ଯୋଉ ଷ୍ଟ୍ରିକ୍ଟ ବର୍ଡର ୱାଲ୍ ବା ପ୍ରାଚୀରର ଉଦାହରଣ ଆପଣ ଦେଲେ ସେଟା ବୁଝିବାକୁ ବହୁତ ସହଜ। ଆପଣ ଦେଖନ୍ତୁ, ମାନଚିତ୍ରରେ କଣ୍ଟର ଲାଇନ୍ସ ହେଉଛି ସେହି କାଳ୍ପନିକ ରେଖା ଯାହା ସମାନ ଉଚ୍ଚତା ଥିବା ଜାଗାଗୁଡ଼ିକୁ ଯୋଡ଼ିଥାଏ। ଆଚ୍ଛା, ମାନେ ସମୁଦ୍ର ପତନରୁ 75 ମିଟର ଉଚ୍ଚତା। ହଁ, ଏକଦମ। ଏହି 75 ମିଟର କଣ୍ଟର ଲାଇନ୍ ହିଁ ଉପକୂଳ ସମତଳ ଅଞ୍ଚଳର ପଶ୍ଚିମ ଦିଗକୁ ଘେରି ରଖିଛି। ଯେମିତି ଆପଣ ଏହି 75 ମିଟର ସୀମା ଅତିକ୍ରମ କରି ପଶ୍ଚିମ ଆଡ଼କୁ ଯିବେ, ଭୂମିର ଢାଳୁ ବଦଳିଯିବ ଆଉ ପାର୍ବତ୍ୟ ଅଞ୍ଚଳ ଆରମ୍ଭ ହୋଇଯିବ। ଆଉ ଏହି ସୀମା ଭିତରେ ଯୋଉ ସମତଳ ଅଞ୍ଚଳ ରହିଲା, ସେଠି ନଦୀର ଉର୍ବର ପଟୁମାଟି ଥିବାରୁ ପ୍ରଚୁର ଧାନ ଚାଷ ହୁଏ, ରାଇଟ୍? ହଁ, ଆଉ ସେଥିପାଇଁ ତ ଏହାକୁ ସାର୍ବଜନୀନ ଭାବରେ ରାଇସ୍ ବଲ୍ ଅଫ୍ ଓଡ଼ିଶା ବୋଲି କୁହାଯାଏ। ହଁ, ରାଇସ୍ ବଲ୍ ଅଫ୍ ଓଡ଼ିଶା ତ ପ୍ରାୟତଃ ସବୁ କମ୍ପିଟିଟିଭ୍ ଏକ୍ଜାମ୍ର ଗୋଟେ ପ୍ରିୟ ପ୍ରଶ୍ନ। ତାହେଲେ ଏବେ ଆମେ ଏହାର ଜିଓଗ୍ରାଫିକାଲ ଏକ୍ସଟେଣ୍ଟ କଥା ଟିକେ ଦେଖିବା, ମାନେ ଏହାର ଆକାର ଓ ବିସ୍ତାର କେମିତି ରହିଛି। ନିଶ୍ଚୟ। ଏହା ଉତ୍ତର ପୂର୍ବରେ ସୁବର୍ଣ୍ଣରେଖା ନଦୀରୁ ଆରମ୍ଭ ହୋଇ ଦକ୍ଷିଣ ପଶ୍ଚିମରେ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ବ୍ୟାପିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଏଇ ସମତଳ ଭୂମିର ଓସାର ସବୁଠି ସମାନ ନୁହେଁ। କାହିଁକି ଏମିତି? ଏହି ୱିଡ୍ଥ ଭେରିଏସନ୍ ପଛରେ ଗୋଟେ ସିଧାସଳଖ ଗାଣିତିକ କାରଣ ଅଛି। ନଦୀ ଯେତେ ବଡ଼ ହେବ ଆଉ ଯେତେ ଅଧିକା ନଦୀ ଏକାଠି ମିଶିବେ, ସେଠାରେ ସେତେ ଅଧିକ ପଟୁମାଟି ଜମା ହେବ। ମାନେ ଭୂମି ସେତେ ଅଧିକ ପ୍ରଶସ୍ତ ବା ଚଉଡ଼ା ହେବ? ହଁ, ତେଣୁ ଯଦି ଆମେ ଉତ୍ତର ଦିଗକୁ ଦେଖିବା, ସେଠି ନଦୀଗୁଡ଼ିକ ଟିକେ ଛୋଟ, ତେଣୁ ଉପକୂଳଟି ସଂକୀର୍ଣ୍ଣ। କିନ୍ତୁ ମଝି ଭାଗକୁ ଆସିଲେ ମଝି ଭାଗରେ ତ ଆମର ବିଶାଳ ମହାନଦୀ, ବ୍ରାହ୍ମଣୀ ଆଉ ବୈତରଣୀ ଅଛନ୍ତି। ଏକଦମ, ସେଠାରେ ସେମାନଙ୍କର ମିଳିତ ଡେଲ୍ଟା ବା କମ୍ବାଇଣ୍ଡ ଡେଲ୍ଟାଜ୍ ରହିଛି। ତେଣୁ ଅଧିକ ନଦୀ, ଅଧିକ ମାଟି, ସେଇଥିପାଇଁ ମଝି ଅଞ୍ଚଳଟା ହେଉଛି ସବୁଠାରୁ ୱାଇଡେଷ୍ଟ ପଏଣ୍ଟ। ଆଚ୍ଛା, ତାପରେ ପୁଣି ଦକ୍ଷିଣକୁ ଯାଇ ଚିଲିକା କୋଷ୍ଟ ପାଖରେ କ'ଣ ହୁଏ? ସେଠି ଏହା ହଠାତ୍ ସବୁଠାରୁ ନାରୋଏଷ୍ଟ ପଏଣ୍ଟର ପରିଣତ ହୁଏ, କାରଣ ସେଠାରେ ପୂର୍ବଘାଟ ପର୍ବତମାଳା ସମୁଦ୍ରର ବହୁତ ପାଖକୁ ପଳେଇ ଆସିଛି। ଆଉ ତାପରେ ଶେଷରେ ଋଷିକୁଲ୍ୟା ବେସିନ୍ ପାଖରେ ପୁଣି ଟିକେ ଚଉଡ଼ା ହୋଇଯାଏ। ମାନେ ଏଇଟା ନଦୀମାନଙ୍କର ଶକ୍ତି ଅନୁସାରେ ତିଆରି ହୋଇଥିବା ଗୋଟେ ଅଙ୍କାବଙ୍କା ଡିଜାଇନ। ଆଉ ଏଇ ବିଶାଳ ଅଞ୍ଚଳକୁ ତିଆରି କରିଛନ୍ତି ମୁଖ୍ୟତଃ 6ଟି ନଦୀ, ଯୋଉଥିପାଇଁ ଏହାକୁ ହେକ୍ସା ଡେଲ୍ଟାଇକ୍ ରିଜନ୍ ବା ଗିଫ୍ଟ ଅଫ୍ 6 ରିଭର୍ସ କୁହାଯାଏ। ହଁ, ଆଉ ଏହି 6ଟି ନଦୀର ସିକ୍ୱେନ୍ସ ଯୋଉଟା ଅଛି, ମାନେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ କ୍ରମ, ସେଟା ଅବଜେକ୍ଟିଭ ଏକ୍ଜାମ୍ସ ପାଇଁ ବହୁତ ବହୁତ ଜରୁରୀ। ଆପଣ ଟିକେ ସେ କ୍ରମଟା କହିଦେବେ କି? ହଁ, ନିଶ୍ଚୟ। ଯଦି ଆମେ ଉତ୍ତରରୁ ଦକ୍ଷିଣକୁ ଯିବା, ତେବେ ସବୁଠୁ ଉପରେ ଆସିବ ସୁବର୍ଣ୍ଣରେଖା, ତାପରେ ବୁଢ଼ାବଲଙ୍ଗା, ତା ତଳକୁ ବାହାରିବ ବୈତରଣୀ, ତାପରେ ବ୍ରାହ୍ମଣୀ, ତାପରେ ଆମର ବିଶାଳ ମହାନଦୀ ଆଉ ଶେଷରେ ସବୁଠାରୁ ଦକ୍ଷିଣରେ ଋଷିକୁଲ୍ୟ। ପୁରା ଠିକ୍। ଏହି କ୍ରମଟି ସମସ୍ତେ ମନେ ରଖିବା ଉଚିତ। ଆଚ୍ଛା, ଏବେ ଆମେ ଆଲୋଚନାକୁ ଆଉ ଟିକେ ଡିପ୍କୁ ନେଇଯିବା। ଏହି ପୁରା ସମତଳ ଅଞ୍ଚଳକୁ ଉତ୍ତରରୁ ଦକ୍ଷିଣକୁ ବା ଲଙ୍ଗିଚୁଡନାଲି 3ଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି, ଯାହାକୁ ଆମେ ଷ୍ଟ୍ରକ୍ଚରାଲ ସବଡିଭିଜନ୍ସ ବୋଲି କହୁ। ତାହେଲେ ଆରମ୍ଭ କରିବା ଡିଭିଜନ 1ରୁ। ଏଇଟା ହେଉଛି ନର୍ଦର୍ନ କୋଷ୍ଟାଲ ବାଲାସୋର ପ୍ଲେନ୍ସ। ହଁ, ଯାହାକି ସୁବର୍ଣ୍ଣରେଖାଠାରୁ ଆରମ୍ଭ ହୋଇ ବୈତରଣୀ ପର୍ଯ୍ୟନ୍ତ ବ୍ୟାପ୍ତ। ଆଉ ଏଥିକି ଆମର ସେଇ ପ୍ରଥମ ରହସ୍ୟମୟ ପ୍ରଶ୍ନର ଉତ୍ତର ଲୁଚି ରହିଛି। ହଁ, ମୁଁ ବି ସେଇଆ ଭାବୁଥିଲି। ଏଠି ସୁବର୍ଣ୍ଣରେଖା ଆଉ ବୁଧବାଲାଙ୍ଗା ନଦୀର ବିସ୍ତୃତ ଫ୍ଲଡ୍ ପ୍ଲେନ୍ସ ଅଛି। ତଥାପି ଏଇଟା ୱର୍ଷ୍ଟ ଡ୍ରଟ୍ ଆଫେକ୍ଟେଡ୍ ଏରିଆ କେମିତି ହେଲା? ଯୋଉଠି ବନ୍ୟା ଆସେ, ସେଠି ପୁଣି ମରୁଡ଼ି କାହିଁକି? ଏହାର ମୁଖ୍ୟ କାରଣ ହେଉଛି ସେଠାକାର ମାଟିର ଗଠନ। ଏହି ନର୍ଦର୍ନ ପ୍ଲେନ୍ସର ଅନେକ ଜାଗାରେ ନା ମାଟିରେ ବାଲି ଆଉ ଲ୍ୟାଟରାଇଟ୍ର ପରିମାଣ ବହୁତ ଅଧିକ ଥାଏ। ଆଚ୍ଛା, ଆଉ ଲ୍ୟାଟରାଇଟ୍ ମାଟି ମାନେ ଏହାର ଜଳଧାରଣ କ୍ଷମତା ବା ୱାଟର ରିଟେନସନ୍ କାପାସିଟି ବିଲକୁଲ କମ୍। ବର୍ଷାଦିନେ ଫ୍ଲଡ୍ ପ୍ଲେନ୍ସରେ ପାଣି ମାଡ଼ିଯାଏ ସତ,
କିନ୍ତୁ ଏହି ମାଟି ପାଣିକୁ ଧରି ରଖିପାରେ ନାହିଁ। ପାଣି ବହୁତ ଜଲ୍ଦି ସମୁଦ୍ରକୁ ଚାଲିଯାଏ କିମ୍ବା ବାଷ୍ପୀଭୂତ ହୋଇଯାଏ। ଭୂଗର୍ଭସ୍ଥ ଜଳସ୍ତର ବଢ଼ିପାରେ ନାହିଁ। ଓହୋ, ମାନେ ପାଣି ଆସୁଛି ଖର୍ଚ୍ଚ ହେବା ପାଇଁ କିନ୍ତୁ ବ୍ୟାଙ୍କରେ ସଞ୍ଚୟ ହୋଇକି ରହୁନି, ସେଥିପାଇଁ ଖରାଦିନେ ଭୟଙ୍କର ଜଳାଭାବ ଦେଖାଦିଏ। ଏକଦମ ଠିକ୍ ବୁଝିଲେ। ବର୍ତ୍ତମାନ ଆସନ୍ତୁ ଡିଭିଜନ 2କୁ, ମିଡିଲ୍ କିମ୍ବା କଟକପୁରୀ କୋଷ୍ଟାଲ ପ୍ଲେନ୍। ଆରେ, ଏହି ମଝି ଅଞ୍ଚଳକୁ ମୁଁ ନଦୀମାନଙ୍କର ହେଭିୱେଟ୍ ଚାମ୍ପିୟନ ବୋଲି କହିବି, କାରଣ ଏଠି ଉତ୍ତର ଦିଗରୁ ଆସୁଛନ୍ତି ସାଲନ୍ଦୀ, ବୈତରଣୀ, ବ୍ରହ୍ମଣୀ ଆଉ ଦକ୍ଷିଣ ଦିଗରୁ ବିଶାଳ ମହାନଦୀ। ଏତେଗୁଡେ ନଦୀ ଏକଠି ଆଉ ଏଇ ଭୌଗୋଳିକ ସମାବେଶକୁ ହିଁ ବୈଷୟିକ ଭାଷାରେ କମ୍ବାଇନ୍ଡ ଡେଲ୍ଟାସ୍ କୁହାଯାଏ। ଯେତେବେଳେ ଏତେଗୁଡ଼ିଏ ବଡ଼ ନଦୀ ସମୁଦ୍ର ସହ ମିଶନ୍ତି, ସେମାନେ ଅସଂଖ୍ୟ ଶାଖା ନଦୀ ବା ଡିଷ୍ଟ୍ରିବ୍ୟୁଟରିଜରେ ବିଭକ୍ତ ହୋଇଯାନ୍ତି। କିନ୍ତୁ ଏହାର ଗୋଟେ ଖାସ୍ ଟପୋଗ୍ରାଫିକ୍ ଫିଚର ଅଛି। କ'ଣ ସେଇଟା? ଏହି ବିସ୍ତୃତ ଆଉ ସମତଳ ଡେଲ୍ଟା ଅଞ୍ଚଳରେ ନା ଢାଲୁ ବହୁତ କମ୍ ଥାଏ। ସେଥିପାଇଁ ପାଣି ସହଜରେ ନିଷ୍କାସିତ ହୋଇପାରେ ନାହିଁ, ଯାହାଫଳରେ ବିଭିନ୍ନ ଜାଗାରେ ଜଳ ଜମି ରହି ଅନେକଗୁଡ଼ିଏ ପ୍ରାକୃତିକ ହ୍ରଦ ସୃଷ୍ଟି ହୁଏ। ଆଚ୍ଛା, ମାନେ ଯଦି ପରୀକ୍ଷାରେ ପ୍ରଶ୍ନ ଆସେ ଯେ ଉପକୂଳର କେଉଁ ଅଞ୍ଚଳରେ ନମ୍ବର ଅଫ୍ ଲେକ୍ସ ବହୁତ ଦେଖାଯାଏ, ତାର ସିଧା ଉତ୍ତର ହେବ ମିଡିଲ୍ କୋଷ୍ଟାଲ ପ୍ଲେନ୍। ପୁରା ଠିକ୍। ବର୍ତ୍ତମାନ ଶେଷ ବିଭାଗ ଡିଭିଜନ 3 ବା ସଦର୍ନ କୋଷ୍ଟାଲ ପ୍ଲେନ୍ସକୁ ଯିବା। ଯାହାକୁ ଆମେ ରଶିକୁଲ୍ୟା ପ୍ଲେନ୍ସ ମଧ୍ୟ କହୁ। ଏଠି ତ କୌଣସି ବଡ଼ ଡେଲ୍ଟା ନାହିଁ ବୋଧହୁଏ? ନା, କାରଣ ଋଷିକୁଲ୍ୟା ନଦୀ ସିଧା ଯାଇ ସମୁଦ୍ରରେ ପଡ଼ିଛି। କିନ୍ତୁ ଏହି ଅଞ୍ଚଳରେ ଏମିତି ଗୋଟେ ଜିନିଷ ଅଛି ଯାହା ଆମ ଓଡ଼ିଶା କ'ଣ ପୁରା ଭାରତ ପାଇଁ ଗୋଟେ ଗର୍ବର ବିଷୟ। ଚିଲିକା ହ୍ରଦ। ଏକଦମ। ଋଷିକୁଲ୍ୟା ନଦୀର ଆଲୁଭିଆଲ୍ ଡିପୋଜିଟ୍ସ ଦ୍ୱାରା ଏହା ଗଠିତ। କିନ୍ତୁ ଇକୋଲୋଜିକାଲ ଦୃଷ୍ଟିକୋଣରୁ ଏହାର ସବୁଠୁ ବଡ଼ ଆକର୍ଷଣ ହେଉଛି ଲେକୋଷ୍ଟ୍ରାଇନ୍ ପ୍ଲେନ୍ ଅଫ୍ ଚିଲିକା ଲେକ୍। ଲେକୋଷ୍ଟ୍ରାଇନ୍ ପ୍ଲେନ୍ ମାନେ ହ୍ରଦ ଦ୍ୱାରା ସୃଷ୍ଟି ହୋଇଥିବା ସମତଳ ଭୂମି। ଏହି ୱାର୍ଡଟା ମୁଁ ବହୁତ ଥର ଦେଖିଛି ଅବଜେକ୍ଟିଭ ପ୍ରଶ୍ନରେ। ହଁ, ଲେକୋଷ୍ଟ୍ରାଇନ୍ର ଅର୍ଥ ହିଁ ହେଉଛି ହ୍ରଦ ସମ୍ବନ୍ଧୀୟ। ଚିଲିକା କେବଳ ଗୋଟେ ପାଣି ଥିବା ଜାଗା ନୁହେଁ, ଏହା ନିଜ ଚାରିପାଖରେ ଏକ ବିସ୍ତୃତ ସମତଳ ଭୂମି ଏବଂ ଇକୋସିଷ୍ଟମ ଗଠନ କରିଛି। ବାଃ, ଏଟା ଥିଲା ଆମର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯାତ୍ରା। କିନ୍ତୁ ମୁଁ ଭାବୁଥିଲି, ଯଦି ଆମେ ଦିଗ ପରିବର୍ତ୍ତନ କରିଦେବା, ଧରନ୍ତୁ ଆମେ ସମୁଦ୍ର କୂଳରେ ଅଛେ ଆଉ ସେଠୁ ବୁଲିପଡ଼ି ସିଧା ଭିତର ଆଡ଼କୁ ମାନେ ଇନଲ୍ୟାଣ୍ଡ ଆଡ଼କୁ ଯିବା। ଆଚ୍ଛା, ମାନେ ପ୍ୟାରାଲେଲ୍ ଟୁ ଦ ଶୋର୍ ଲାଇନ୍ ବିଭାଜନ ବା ଲ୍ୟାଟରାଲ୍ ବିଭାଜନ। ହଁ, ସେଠି ମାଟିର ପ୍ରକୃତି କେମିତି ବଦଳେ। ମୁଁ ପଢ଼ିଥିଲି ଯେ ଏହାକୁ 3ଟି ଜୋନ୍ ବା ଜୋନ୍ସରେ ବିଭକ୍ତ କରାଯାଇଛି। ହଁ, ଏହି ଇନଲ୍ୟାଣ୍ଡ ଯାତ୍ରା ଭୂଗୋଳକୁ ଆହୁରି ରୋମାଞ୍ଚକର କରିଦିଏ। ଏଠାରେ ଭୂମିର ଗୁଣବତ୍ତା ସ୍ତରକୁ ସ୍ତର ବଦଳେ। ପ୍ରଥମେ ସମୁଦ୍ର କୂଳରେ ଆସିବ ଜୋନ୍ 1, ଦ ସଲ୍ଟ ଟ୍ରାକ୍ଟ। ତାପରେ ଭିତରକୁ ଗଲେ ମିଳିବ ଜୋନ୍ 2, ଦ ଆରେବଲ୍ ଟ୍ରାକ୍ଟ। ଆଉ ତାଠାରୁ ଆହୁରି ଭିତରକୁ ଗଲେ ଆସିବ ଜୋନ୍ 3, ଦ ସବମାଉଣ୍ଟେନ୍ ଟ୍ରାକ୍ଟ। ତାହେଲେ ସମୁଦ୍ର କୂଳରୁ ଆରମ୍ଭ କରିବା ଜୋନ୍ 1 ବା ଦ ସଲ୍ଟ ଟ୍ରାକ୍ଟ। ଏଠି ସମୁଦ୍ରର ଜୁଆର ବା ଟାଇଡ୍ସ ଆସେ, ତେଣୁ ମାଟିରେ ଲୁଣ ଅଂଶ ଅଧିକ ଥାଏ। ମାନେ ଏହା ଏଣ୍ଟାୟାରଲି ଅନସୁଟେବଲ୍ ଫର୍ ଆଗ୍ରିକଲଚର। ଚାଷ ତ ହୋଇପାରିବନି ବିଲକୁଲ। ହଁ, ଆଉ ଏଠାରେ ଯାତାୟାତ କରିବା ବି ବହୁତ କଷ୍ଟ, କାରଣ ଏହା ଖାଲି ବାଲି ନୁହେଁ, ଗୋଟେ କାଦୁଆମୟ ଏବଂ ସନ୍ତସନ୍ତିଆ ଅଞ୍ଚଳ। ଏଠାରେ ବ୍ରାକିଶ୍ ବା ଲୁଣିଆ ସ୍ରୋତ ଆଉ ଛୋଟ ଛୋଟ ନାଳ ବା କ୍ରିକ୍ସର ଜାଲ ବିଛେଇ ଥାଏ। କିନ୍ତୁ ଶୁଣିବାକୁ ମିଳେ ଯେ ଏହି କଷ୍ଟକର ପରିବେଶ ଭିତରେ ହିଁ ଆମର ଲିଟିଲ୍ ସୁନ୍ଦରବନ୍ସ ଅଛି। ଆରେ ବାଃ, ଆପଣ ଠିକ୍ ମନେ ରଖିଛନ୍ତି। ଏହି ମହାନଦୀ ଡେଲ୍ଟାରେ ଥିବା ସଲ୍ଟ ଟ୍ରାକ୍ଟରେ ହିଁ ଟାଇଡଲ୍ ଫରେଷ୍ଟ ବା ହେନ୍ତାଳ ବଣ ଦେଖିବାକୁ ମିଳେ, ଯାହା ସମୁଦ୍ର ବାତ୍ୟାରୁ ଆମକୁ ରକ୍ଷା କରେ ଆଉ ଇକୋସିଷ୍ଟମ ପଶ୍ଚିମବଙ୍ଗର ସୁନ୍ଦରବନ ଭଳି ହୋଇଥିବାରୁ ଏହାକୁ ଲିଟିଲ୍ ସୁନ୍ଦରବନ୍ସ କୁହାଯାଏ। ପୁରା ଠିକ୍। ପରୀକ୍ଷାରେ ପଚାରେ ଯେ ଲିଟିଲ୍ ସୁନ୍ଦରବନ୍ସ କେଉଁ ଡେଲ୍ଟାରେ ଅଛି? ଉତ୍ତର ହେବ ମହାନଦୀ ଡେଲ୍ଟା। ତାପରେ ଏବେ ଜୋନ୍ 2କୁ ଆସିବା। ଦ ଆରେବଲ୍ ଟ୍ରାକ୍ଟ ବା ଦ ଫର୍ଟାଇଲ୍ କୋର୍। ଏହି ଅଞ୍ଚଳକୁ ରାଇସ୍ କଣ୍ଟ୍ରି ବି କୁହାଯାଏ। କିନ୍ତୁ ମୁଁ ଗୋଟେ କଥା ପଚାରିବି, ଏଠି କୃଷିକୁ ନିୟନ୍ତ୍ରଣ କରୁଥିବା ଗୋଟେ ଖାସ୍ ଫର୍ମେସନ୍ ଅଛି, ଯାହାକୁ ଇଂରାଜୀରେ ଲିଭ୍ସ କୁହାଯାଏ। ମାନେ LEAVES ବୋଲି ସ୍ପେଲିଂ ଥାଏ। ମୁଁ ତ ପ୍ରଥମେ ଭାବିଲି ଏହା କ'ଣ ଗଛର ପତ୍ର କି? ମାନେ ଏହି ଭୌଗୋଳିକ ଲିଭ୍ସ ପ୍ରକୃତରେ କ'ଣ? ହଁ, ଏଠି ଟିକେ କନଫ୍ୟୁଜନ୍ ହୁଏ, କିନ୍ତୁ ଏହା ଗଛପତ୍ର ନୁହେଁ। ଏହା ହେଉଛି ନ୍ୟାଚୁରାଲ୍ ଏମ୍ବାଙ୍କମେଣ୍ଟସ୍ ବା ପ୍ରାକୃତିକ ନଦୀବନ୍ଧ। ଆଚ୍ଛା, ପ୍ରାକୃତିକ ନଦୀବନ୍ଧ କେମିତି ତିଆରି ହୁଏ ଏଟା? ଦେଖନ୍ତୁ, ଯେତେବେଳେ ନଦୀରେ ପ୍ରବଳ ବନ୍ୟା ଆସେ ଆଉ ପାଣି କୂଳ ଲଙ୍ଘେ, ସେତେବେଳେ ନଦୀ ସାଥିରେ ଆଣିଥିବା ବାଲି ଆଉ ମାଟି କଣିକା ମଧ୍ୟରୁ ସବୁଠାରୁ ଓଜନିଆ କଣିକାଗୁଡ଼ିକ ଠିକ୍ ନଦୀ କୂଳରେ ହିଁ ଖସିପଡ଼େ। ବର୍ଷ ବର୍ଷ ଧରି ପ୍ରତି ବନ୍ୟାରେ ଏହି ମାଟି ଜମା ହୋଇ ନଦୀର ଦୁଇ କୂଳରେ ଏକ ଉଚ୍ଚ ପ୍ରାକୃତିକ କାନ୍ତ ତିଆରି କରେ। ଏହାକୁ ହିଁ ଲିଭ୍ସ କୁହାଯାଏ। ଓହୋ,
ମାନେ ଦୁଇଟି ନଦୀର ଏହି ପ୍ରାକୃତିକ ବନ୍ଧ ମଧ୍ୟରେ ଥିବା ଜାଗାଟା ଗୋଟେ ବଡ଼ ଖାଲୁଆ ଅଞ୍ଚଳ ପରି ହୋଇଯାଏ ଆଉ ସେଠି ବର୍ଷା ପାଣି ଜମି ରହି ଧାନ ଚାଷ ପାଇଁ ବଢ଼ିଆ ପରିବେଶ ସୃଷ୍ଟି କରେ। ଏକଦମ ସଠିକ୍। ସେଥିପାଇଁ ତ ଏହାକୁ ରାଇସ୍ କଣ୍ଟ୍ରି କୁହାଯାଏ। ଆଉ ଶେଷରେ ଆମେ ପହଞ୍ଚିବା ଜୋନ୍ 3ରେ, ଦ ସବ୍ ମାଉଣ୍ଟେନ୍ ଟ୍ରାକ୍ଟ। ମାନେ ଆମର ଇଷ୍ଟର୍ଣ୍ଣ ଘାଟ ସହିତ ମିଶୁଥିବା ଜୋନ୍ ଅଫ୍ ଟ୍ରାନ୍ଜିସନ୍। ଏଠି ତ ପରିବେଶ ପୁରା ଅଲଗା ଥିବ। ହଁ, ଆପଣ ସମତଳରୁ ଉପରକୁ ଉଠିବା ଆରମ୍ଭ କରନ୍ତି। ଏଠି ଆଉ କଳା ଉର୍ବର ପଟୁମାଟି ନଥାଏ। ଏଠାରେ ମିଳେ ରେଡ୍ ସଏଲ୍ ଆଉ କଠିନ ଲେଟରାଇଟ୍। ଆଉ ଏଠାକାର ସବୁଠୁ ବଡ଼ ସମସ୍ୟା ହେଉଛି ଏହି ଇଲେଭେସନ୍ ଶିଫ୍ଟ ବା ଉଚ୍ଚତା ପରିବର୍ତ୍ତନ ଯୋଗୁଁ ଏହି ଅଞ୍ଚଳଟା ଅତ୍ୟଧିକ କ୍ଷୟପ୍ରବଣ ବା ହାଇଲି ପ୍ରୋନ୍ ଟୁ ଇରୋଜନ୍ ଅଟେ। ମାନେ ବର୍ଷା ହେଲେ ମାଟି ସହଜରେ ଧୋଇ ହୋଇ ତଳକୁ ଖସି ଆସେ। ହଁ। ଆଉ ଏଠି ତ ଚାଷ ହେଇପାରୁନଥିବ। ତେଣୁ ଗଛଲତା ବା ଭେଜିଟେସନ୍ କେମିତି ଥାଏ? ଏଠାକାର ଗଛଲତା ଆରିଡ୍ ବା ଶୁଷ୍କ ପ୍ରକୃତିର ହୋଇଥାଏ। ଆପଣଙ୍କୁ ମୁଖ୍ୟତଃ ଥର୍ନି ଶ୍ରବ୍ସ ମାନେ କଣ୍ଟାବୁଦା ଦେଖିବାକୁ ମିଳିବ। ଆଉ ଟିକେ ଭିତରକୁ ଗଲେ ଘଞ୍ଚ ଡେନ୍ସ ସାଲ୍ ଫରେଷ୍ଟ୍ସ ବି ଦେଖିବାକୁ ପାଇବେ। ଆଚ୍ଛା, ତାହେଲେ ଆମେ ଉଭୟ ଲଙ୍ଗିଚ୍ୟୁଡନାଲ ଏବଂ ଲାଟରାଲ ଗଠନ ବୁଝିଗଲେ। କିନ୍ତୁ ଆମେ ଏଇ ସବୁ ଯାହା ଆଲୋଚନା କଲେ ନା, ଏବେ ମୋ ମନରେ ଗୋଟେ ଭୟଙ୍କର ଚିତ୍ର ଆସୁଛି। ମୁଁ ଗୋଟେ ଯୁକ୍ତି ବା ପୁshବ୍ୟାକ୍ ରଖିବାକୁ ଚାହେଁ। ହଁ ହଁ, ନିଶ୍ଚୟ, କୁହନ୍ତୁ। ଆପଣ କହିଲେ ଯେ ମଝିରେ ଅଛି ଜୋନ୍ 2 ବା ଆମର ଆରେବଲ୍ ଟ୍ରାକ୍ଟ ରାଇସ୍ କଣ୍ଟ୍ରି, କିନ୍ତୁ ଏହାର ଗୋଟିଏ ପଟେ ଅଛି ସମୁଦ୍ରକୂଳର ସଲ୍ଟ ଟ୍ରାକ୍ଟ, ଯୋଉଠି ଲୁଣିଆ ପାଣି ମାଡ଼ି ଆସିବାର ଭୟ ଅଛି, ଆଉ ଅନ୍ୟପଟେ ପଛଆଡ଼କୁ ଅଛି ସବମଣ୍ଟାଇନ୍ ଟ୍ରାକ୍ଟ, ଯୋଉଠୁ ପାହାଡ଼ର ଲାଲ ମାଟି ଧୋଇ ହୋଇ ତଳକୁ ଖସୁଛି। ତାମାନେ ଆମର ଏହି ଅମୂଲ୍ୟ କୃଷି ଜମିଟି ଦୁଇଟି ବିପଜ୍ଜନକ ପ୍ରାକୃତିକ ଶକ୍ତି ମଧ୍ୟରେ ଏକ ପ୍ରକାର ସ୍ୟାଣ୍ଡୱିଚ୍ ହୋଇ ରହିଯାଇଛି। ଆମର ଏହି ରାଇସ୍ ବୋଲ୍ ପ୍ରକୃତରେ ଭବିଷ୍ୟତ ପାଇଁ କେତେ ସୁରକ୍ଷିତ? ମାନିବାକୁ ପଡ଼ିବ, ଏହା ହେଉଛି ଆଜିର ସବୁଠାରୁ ଗଭୀର ଆଉ ମୂଲ୍ୟବାନ ପ୍ରଶ୍ନ। ପ୍ରକୃତରେ ଆମେ ଏକ ଟାଇମ୍ ବମ୍ ଉପରେ ବସିଛୁ। ପ୍ରକୃତି ବର୍ଷ ବର୍ଷ ଧରି ଗୋଟେ ଡେଲିକେଟ୍ ବ୍ୟାଲେନ୍ସ ବା ସୂକ୍ଷ୍ମ ଭାରସାମ୍ୟ ରକ୍ଷା କରି ଆସିଥିଲା। ଲିଟଲ୍ ସୁନ୍ଦରବନ୍ସର ହେନ୍ତାଳ ବଣ ସମୁଦ୍ରର ଲୁଣିଆ ପାଣିକୁ ଅଟକାଉଥିଲା, ଆଉ ପାହାଡ଼ିଆ ଅଞ୍ଚଳର ଜଙ୍ଗଲ ମାଟି ଧରି ରଖୁଥିଲା, ଯାହାଫଳରେ ଇରୋଜନ୍ ନିୟନ୍ତ୍ରଣରେ ଥିଲା। କିନ୍ତୁ ଆମେ ମଣିଷମାନେ ସେହି ଭାରସାମ୍ୟକୁ ନଷ୍ଟ କରୁଛୁ। ଏକଦମ। ଯଦି ଆମେ ପାହାଡ଼ିଆ ଅଞ୍ଚଳରେ ଜଙ୍ଗଲ କାଟିଦେବା, ତେବେ ମାଟି କ୍ଷୟ ଏତେ ବଢ଼ିଯିବ ଯେ ଉର୍ବର ଜମିଲତରେ ଲାଳ ବାଲି ମାଡ଼ିଯିବ। ଅନ୍ୟପଟେ ସମୁଦ୍ର କୂଳରେ ହେନ୍ତାଳବଣ ନଷ୍ଟ ହେଲେ ଲୁଣିଆ ପାଣି ପଶି ଆମର ରାଇସ୍ କଣ୍ଟ୍ରିକୁ ନଷ୍ଟ କରିଦେବ। ସତରେ, ଏହା ଆଖି ଖୋଲିଦେବା ଭଳି କଥା। ଆମେ କେବଳ ପରୀକ୍ଷା ପାଇଁ ତଥ୍ୟ ପଢ଼ୁଥିଲେ, କିନ୍ତୁ ଏହା ଆମ ଜୀବନ ଆଉ ଜୀବିକାର କେତେ ନିକଟତର। ତାହେଲେ ଆସନ୍ତୁ ଆଜିର ଏହି ବିଶ୍ଳେଷଣର ଗୋଟେ କ୍ୱିକ୍ ସମରି କରିଦେବା। ଆମେ ଦେଖିଲେ ଯେ ଓଡ଼ିଶାର ପୂର୍ବ ଉପକୂଳ ଡିପୋଜିସନାଲ ଲ୍ୟାଣ୍ଡଫର୍ମସ୍ ଅଟେ, 6ଟି ନଦୀର ହେକ୍ସାଡେଲ୍ଟାଇକ୍ ରିଜିନ୍। ଆମେ ନର୍ଦର୍ନ ପ୍ଲେନ୍ସର ମରୁଡ଼ି ସମସ୍ୟା, ମିଡଲ୍ ପ୍ଲେନ୍ସର କମ୍ବାଇନ୍ଡ ଡେଲ୍ଟାସ୍ ଆଉ ଚିଲିକାର ଲେକ୍ୟୁଷ୍ଟ୍ରିନ୍ ପ୍ଲେନ୍ ବିଷୟରେ ବୁଝିଲେ। ତା ସହ ସଲ୍ଟ ଟ୍ରାକ୍ଟର ଲିଟଲ୍ ସୁନ୍ଦରବନ୍ସ ଆଉ ଆରେବଲ୍ ଟ୍ରାକ୍ଟର ପ୍ରାକୃତିକ ଲିଭ୍ସ ବିଷୟରେ ବି ଜାଣିଲେ। ହଁ, ଆଉ ଏହି ସବୁ ତଥ୍ୟ ଆଉ ଇଂରାଜୀ ଟର୍ମସକୁ ଯଦି କେହି ଲିଙ୍କ କରିଦିଏ, ତେବେ ଅବଜେକ୍ଟିଭ ପରୀକ୍ଷାରେ ଯେକୌଣସି ପ୍ରଶ୍ନ ଆସିଲେ ବି ସଠିକ୍ ଉତ୍ତର ବାଛିବାରେ ଅସୁବିଧା ହେବ ନାହିଁ। ଆପଣ କେବଳ କ'ଣ ଘଟୁଛି ଜାଣିଲେ ନାହିଁ, କାହିଁକି ଘଟୁଛି ତାହା ମଧ୍ୟ ବୁଝିଗଲେ। ପୁରା ସଠିକ୍। ଆଉ ପ୍ରତିଥର ପରି ଆମେ ଆଲୋଚନା ଶେଷ କରିବା ପୂର୍ବରୁ ଆମର ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ନୂଆ ପ୍ରୋଭୋକେଟିଭ୍ ଥଟ୍ ବା ଚିନ୍ତାଧାରା ଛାଡ଼ିଯିବାକୁ ଚାହୁଁ। ଆପଣଙ୍କ ମନରେ କିଛି ଅଛି କି? ହଁ, ଆମେ ସେହି ସ୍ୟାଣ୍ଡୱିଚ୍ କୃଷି ବ୍ୟବସ୍ଥା କଥା କହୁଥିଲେ ତ, ଏବେ ତା ସହ କ୍ଲାଇମେଟ୍ ଚେଞ୍ଜକୁ ଯୋଡ଼ି ଦିଅନ୍ତୁ। ଯଦି ସମୁଦ୍ର ପତନ ବୃଦ୍ଧି ପାଏ, ତେବେ ଜୋନ୍ 1ରୁ ଲୁଣିଆ ପାଣି ଜୋନ୍ 2କୁ ମାଡ଼ି ଆସିବ, ଆଉ ଅତ୍ୟଧିକ ବର୍ଷା ହେଲେ ଜୋନ୍ 3ରୁ ମାଟି କ୍ଷୟ ଭୟଙ୍କର ହେବ। ଏହି ଦୁଇମୁଖୀ ଆକ୍ରମଣରେ ଆମର ଉପକୂଳବର୍ତ୍ତୀ କୃଷି ବ୍ୟବସ୍ଥା କେତେଦିନ ତିଷ୍ଠିବ? ଭବିଷ୍ୟତରେ ଖାଦ୍ୟ ସୁରକ୍ଷା ବା ଫୁଡ୍ ସିକ୍ୟୁରିଟି ପାଇଁ ଏହା କ'ଣ ଏକ ବଡ଼ ସତର୍କ ଘଣ୍ଟି ନୁହେଁ କି? ଶିକ୍ଷାର୍ଥୀମାନେ ନିଜେ ଏହା ଉପରେ ଗଭୀର ଭାବେ ଅନୁଧ୍ୟାନ କରିବା ଦରକାର। ସତରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଯାହା ଆମେ ବହିରେ କେବଳ ମାଟିର ପ୍ରକାରଭେଦ ହିସାବରେ ପଢ଼ୁ, ତାହା ବାସ୍ତବରେ ଆମ ପାଇଁ କେତେ ବଡ଼ ପରିବେଶଗତ ଆହ୍ୱାନ। ଆଶା କରୁଛୁ ଆଜିର ଏହି ଆଲୋଚନା ଆପଣଙ୍କ ପରୀକ୍ଷା ପ୍ରସ୍ତୁତି ସହ ଆପଣଙ୍କ ଭୌଗୋଳିକ ଚିନ୍ତାଧାରାକୁ ମଧ୍ୟ ସମୃଦ୍ଧ କରିବ। ଏହି ମାଷ୍ଟର କ୍ଲାସରେ ସାମିଲ ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ। ମାନେ ଟିକେ କଳ୍ପନା କରାଯାଉ ଯେ ଏକ ବିଶାଳ ପର୍ବତ ପ୍ରାଚୀର ଗୋଟିଏ ରାଜ୍ୟର ସମୁଦାୟ କ୍ଷେତ୍ରଫଳର
ପ୍ରାୟ 75% ଅଞ୍ଚଳ ଘେରି ରହିଛି। ସାଧାରଣ ଦୃଷ୍ଟିରେ ଏହା ଏକ ବିଶାଳ ଆଉ ଅଭେଦ୍ୟ କାନ୍ଥ ଭଳି ମନେହେବ। ନିଶ୍ଚୟ ପୁରା ଗୋଟେ ଶକ୍ତ କାନ୍ଥ ଭଳି। ଏକ୍ଜାକ୍ଟ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଶାଳ ପ୍ରାଚୀରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଖଣ୍ଡବିଖଣ୍ଡିତ ହୋଇଯାଇଛି। ତାହେଲେ ଆଜିର ଏହି ବିସ୍ତୃତ ଆଲୋଚନାରେ ଆମେ ଓଡ଼ିଶାର ଏହି ଭାଙ୍ଗି ଯାଇଥିଲା ମେରୁଦଣ୍ଡର ରହସ୍ୟ ଉନ୍ମୋଚନ କରିବା। ବହୁତ ବଢ଼ିଆ ଟପିକ୍ ଆଜିର। ହଁ, ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାର ଭୂଗୋଳକୁ ମାଷ୍ଟର କରିବା। ବିଶେଷ କରି ଯେଉଁମାନେ ଅବଜେକ୍ଟିଭ୍ ଏକ୍ଜାମ୍ସ ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ଏହି ଆଲୋଚନା ଏକ ବ୍ଲୁ ପ୍ରିଣ୍ଟ ସଦୃଶ ହେବ। ଆଜି ଆମେ ଫୋକସ୍ କରିବା ଦ ମିଡଲ୍ ମାଉଣ୍ଟେନସ୍ ଆଣ୍ଡ ହାଇଲ୍ୟାଣ୍ଡ ରିଜନ୍ ଉପରେ, ଆଉ ଏହାର ଏକ କମ୍ପ୍ରିହେନ୍ସିଭ୍ ମର୍ଫୋଲୋଜିକାଲ ଆଉ ଜିଓଗ୍ରାଫିକ୍ ଆନାଲିସିସ୍ କରିବା। ଜାଣିଛନ୍ତି, ଏହି ବିଷୟଟି ପ୍ରକୃତରେ ଭୌଗୋଳିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ରୋମାଞ୍ଚକର। ପ୍ରତିବର୍ଷ ଅବଜେକ୍ଟିଭ୍ ଏକ୍ଜାମ୍ସ ଗୁଡ଼ିକରେ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଅନେକ ଟେକ୍ନିକାଲ ପ୍ରଶ୍ନ ଆସିଥାଏ। ହଁ, ସିଧାସଳଖ ଡାଟା ପଚାରିଦିଏ। ଠିକ୍ କଥା। ତେଣୁ ଆମେ କେବଳ ତଥ୍ୟ ବା ଡାଟା ଉପରେ ନଜର ପକାଇବା ନାହିଁ, ବରଂ ସେହି ତଥ୍ୟ ପଛରେ ଥିବା ପ୍ରାକୃତିକ କାରଣଗୁଡ଼ିକୁ ବିଶ୍ଳେଷଣ କରିବା। ମାନେ ଏହିପରି ଭାବରେ ବିଶ୍ଳେଷଣ କଲେ ସ୍ଲାଇଡ୍ ପରେ ସ୍ଲାଇଡ୍ ଥିବା ଜଟିଳ ତଥ୍ୟଗୁଡ଼ିକ ଆପଣାଛାଏଁ ମନେ ରହିଯିବ। ଆଉ ତାକୁ ଘୋଷିବାକୁ ପଡ଼ିବ ନାହିଁ। ବହୁତ ଭଲ କଥା। ତେବେ ସିଧାସଳଖ ପାହାଡ଼ ଉପରକୁ ଯିବା ପୂର୍ବରୁ ପ୍ରଥମେ ଗୋଟିଏ ମାନଚିତ୍ର ବା ମ୍ୟାପ୍କୁ ମନେ ପକାଇବା। ମାନେ ଯଦି ସମ୍ପୂର୍ଣ୍ଣ ଓଡ଼ିଶାକୁ ଦେଖାଯାଏ, ତେବେ ଏହାକୁ ମୋଟ 5ଟି ଫିଜିଓଗ୍ରାଫିକ୍ ରିଜନ୍ସରେ ବିଭକ୍ତ କରାଯାଇଛି। ହଁ, 5ଟି ମୁଖ୍ୟ ଭାଗ। ଆଜିର ଟପିକ୍ ହେଉଛି ସେହି 5ଟି ପିଲା ମଧ୍ୟରୁ ପିଲାର 2। ତାହେଲେ ପ୍ରଶ୍ନ ଉଠୁଛି, ବାକି 4ଟି ପିଲାର କ'ଣ? ସେଗୁଡ଼ିକ ହେଲା ପିଲାର 1 ଅର୍ଥାତ୍ ଓଡ଼ିଶା କୋଷ୍ଟାଲ ପ୍ଲେନ୍ସ, ଆଉ ପିଲାର 3 ଯାହା ହେଉଛି ସେଣ୍ଟ୍ରାଲ ପ୍ଲାଟୁଜ୍। ଆଉ ତାପରେ ପିଲାର 4 ହେଲା ୱେଷ୍ଟର୍ଣ୍ଣ ରୋଲିଂ ଅପଲ୍ୟାଣ୍ଡସ୍ ଏବଂ ଶେଷରେ ପିଲାର 5 ହେଉଛି ରିଭର ଭ୍ୟାଲିଜ୍ ଆଣ୍ଡ ଫ୍ଲଡ୍ ପ୍ଲେନ୍ସ। ଏକଦମ ସଠିକ୍। ଆମେ ପୂର୍ବରୁ ଆମର ପିଲାର 1 ଅର୍ଥାତ୍ ପୂର୍ବ ଦିଗରେ ଥିବା ଆମ ଓଡ଼ିଶାର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ବିଷୟରେ ଆଲୋଚନା ସମ୍ପୂର୍ଣ୍ଣ କରିସାରିଛେ। କିନ୍ତୁ ଆଜି ଆମେ କେବଳ ପିଲାର 2 ଅର୍ଥାତ୍ ଏହି ଡମିନେଣ୍ଟ କୋର୍ ଉପରେ ହିଁ ଆଲୋଚନା ସୀମିତ ରଖିବା। ଏହି ଡମିନେଣ୍ଟ କୋର୍କୁ ଭଲ ଭାବରେ ବୁଝିବା ନିହାତି ଜରୁରୀ, କାରଣ ଏହାର ଆକାର ହିଁ ଏହାର ସବୁଠାରୁ ବଡ଼ ପରିଚୟ। ଆମେ ଯେତେବେଳେ ମିଡଲ୍ ମାଉଣ୍ଟେନସ୍ ଆଣ୍ଡ ହାଇଲ୍ୟାଣ୍ଡସ୍ ରିଜିନ୍ କହୁଛୁ, ତାହା କୌଣସି ସାଧାରଣ ପାହାଡ଼ିଆ ଅଞ୍ଚଳ ନୁହେଁ। ଆଚ୍ଛା। ଏହା ଏକ ମାସିଭ୍ ଫୁଟପ୍ରିଣ୍ଟ ବହନ କରେ। ଆଗରୁ ଯେମିତି କୁହାଗଲା, ଏହା ଓଡ଼ିଶାର ସମୁଦାୟ କ୍ଷେତ୍ରଫଳର ପ୍ରାୟ 75% ବା ଅକ୍ୟୁପାଇଜ୍ ଆରାଉଣ୍ଡ 75% ଅକ୍ତିଆର କରିଛି। ଏହାକୁ ଓଡ଼ିଶାର ଜିଓଗ୍ରାଫିକ୍ ବ୍ୟାକବୋନ୍ ବୋଲି ମଧ୍ୟ କୁହାଯାଏ। ସତରେ? ଏହା ବହୁତ ବିଶାଳ। ହଁ, ଆଉ ଏହି ଅଞ୍ଚଳଟି ମୁଖ୍ୟତଃ ପେନିନସୁଲାର ଇଣ୍ଡିଆର ଏକ ଅଂଶ ଏବଂ ସମ୍ପୂର୍ଣ୍ଣ ରୂପେ ଇଷ୍ଟର୍ଣ୍ଣ ଘାଟ୍ସର ପାହାଡ଼ ଓ ପର୍ବତ ଦ୍ୱାରା ଆଚ୍ଛାଦିତ। ଏହାର ବ୍ୟାପ୍ତି ଦେଖିଲେ ଜଣାପଡ଼େ ଯେ ଏହା ଉତ୍ତର ପୂର୍ବ ଦିଗରେ ମୟୂରଭଞ୍ଜର ଆରମ୍ଭ କରି ମୟୂରଭଞ୍ଜରୁ ପୁରା ତଳୁକୁ, ମାନେ ଉତ୍ତର ପଶ୍ଚିମର ମଲକାଙ୍ଗିରି ପର୍ଯ୍ୟନ୍ତ ଲମ୍ବିଛି। ବିଲକୁଲ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ଉଚ୍ଚତା ବା ବେସ୍ ଏଲିଭେସନ୍, ଯାହାକି ସାଧାରଣତଃ 610 ମିଟରରୁ 1068 ମିଟର ମଧ୍ୟରେ ସୀମିତ। ଟିକେ ରହିବା ଏଠାରେ। ମୋର ଗୋଟେ ପ୍ରଶ୍ନ ଅଛି। ହଁ, ପଚାରନ୍ତୁ। ଯେତେବେଳେ ଗୋଟେ ମେରୁଦଣ୍ଡ ବା ଜିଓଗ୍ରାଫିକ୍ ବ୍ୟାକବୋନ୍ କଥା ଉଠୁଛି, ତାହା ତ ବହୁତ କଠିନ ହୋଇଥିବା ଦରକାର। କିନ୍ତୁ ଆରମ୍ଭରୁ ଆମେ କହିଲେ ଯେ ଏହା ସମ୍ପୂର୍ଣ୍ଣ ରୂପେ ଖଣ୍ଡବିଖଣ୍ଡିତ। ହଁ ଆଜ୍ଞା। ତାହେଲେ ସେହି ଶକ୍ତ ପଥରର ମେରୁଦଣ୍ଡ ଭିତରେ ଏତେ ବଡ଼ ଫାଟ ବା ଖାଲ ସୃଷ୍ଟି ହେଲା କିପରି? କୌଣସି ବଡ଼ ଟେକ୍ଟୋନିକ୍ ଭୂମିକମ୍ପ ଯୋଗୁଁ ଏହା ଘଟିଛି କି? ନା, ଏହାର ମୁଖ୍ୟ କାରଣ ହଠାତ୍ ହୋଇଥିବା କୌଣସି ଭୂମିକମ୍ପ ନୁହେଁ। ଏଠାରେ ପ୍ରକୃତିରେ ଏକ ଅତି ସାଧାରଣ କିନ୍ତୁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର କାମ କରିଛି। ତାହା ହେଉଛି ଜଳ। ଓହୋ, ଜଳ? ହଁ, ବିଶ୍ୱାସ କରିବା କଷ୍ଟକର ହୋଇପାରେ, କିନ୍ତୁ ଏହି ଇଷ୍ଟର୍ଣ୍ଣ ଘାଟ୍ସର ପର୍ବତମାଲାକୁ ବହୁତ ହିଂସ୍ର ଭାବରେ ଖଣ୍ଡିତ କରାଯାଇଛି, ଯାହାକୁ ଆମେ ଭୂଗୋଳ ଭାଷାରେ ଭାୟୋଲେଣ୍ଟଲି କାର୍ଭଡ୍ ବୋଲି କହୁ। ଅନେକ ବ୍ରଡ୍ ଆଉ ନାରୋ ରିଭର ଭ୍ୟାଲିଜ୍ ଅର୍ଥାତ୍ ଗଭୀର ନଦୀ ଉପତ୍ୟକା ଆଉ ଫ୍ଲଡ୍ ପ୍ଲେନ୍ସ ଏହି ପର୍ବତଗୁଡ଼ିକୁ ମଝିରୁ କାଟି ନିଜର ବାଟ ତିଆରି କରିଛନ୍ତି। ବାପ୍ରେ, ମାନେ ନଦୀ ପାଣି ପଥର କାଟିଦେଲା। ଏକଦମ। ଆଉ ଏହା ଗୋଟିଏ କିମ୍ବା 2ଟି ଦିନର ପ୍ରକ୍ରିୟା ନୁହେଁ, ବରଂ ଲକ୍ଷ ଲକ୍ଷ ବର୍ଷ ଧରି ଲଗାତାର ବୋହି ଚାଲିଥିବା ନଦୀର ଜଳସ୍ରୋତ ଶକ୍ତ ପଥରକୁ କାଟି ଏପରି ଅବସ୍ଥା ସୃଷ୍ଟି କରିଛି। ଏହା ଖୁବ୍ ଆଶ୍ଚର୍ଯ୍ୟଜନକ ଯେ କେବଳ ପାଣିର ସ୍ରୋତ ଏତେ ବିଶାଳ ପର୍ବତକୁ କାଟି ଦେଇପାରେ। ଯଦି ଆମେ ପରୀକ୍ଷା ଦୃଷ୍ଟିକୋଣରୁ ଦେଖିବା, ତେବେ ସେହି ମେଜର ସ୍କଲ୍ପଟର୍ସ ବା ମୁଖ୍ୟ ନଦୀଗୁଡ଼ିକର ନାମ ଜାଣିବା ନିହାତି ଜରୁରୀ। ନିଶ୍ଚିତ ଭାବରେ
ସେମାନେ ହିଁ ତ ତିଆରି କରିଛନ୍ତି ଏସବୁ। ହଁ, ଯେଉଁମାନେ ହେ ପର୍ବତକୁ କାଟିବାରେ ପ୍ରାଇମେରୀ ଇରୋଜନାଲ ଫୋର୍ସେସ୍ ଭାବରେ କାମ କରିଛନ୍ତି। ତାହେଲେ ନୋଟ୍ସ ଅନୁଯାୟୀ ଏଠାରେ ମୁଖ୍ୟତଃ 6ଟି ନଦୀ ଅଛନ୍ତି: ବେତରଣୀ, ବ୍ରାହ୍ମଣୀ, ମହାନଦୀ, ଋଷିକୁଲ୍ୟା, ବଂଶଧାରା ଏବଂ ନାଗାବଲି। ମାନେ ଏଇ 6ଟି ନଦୀଙ୍କର ନାମ ପରୀକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏମାନେ ସେଇ ନିର୍ମାଣକାରୀ ଯେଉଁମାନେ ପ୍ରକୃତରେ ଓଡ଼ିଶାର ଲ୍ୟାଣ୍ଡସ୍କେପକୁ ଡିଜାଇନ୍ କରିଛନ୍ତି। ଡିଜାଇନର କହିଲେ ଭୁଲ ହବନି। ହଁ, ସେମାନଙ୍କର ଲଗାତାର ପ୍ରବାହ ଯୋଗୁଁ ଆଜି ଆମେ ଡିପ୍ ଆଣ୍ଡ ନ୍ୟାରୋ ଭ୍ୟାଲିଜ୍ ଦେଖିବାକୁ ପାଉଛୁ। ଟିକେ ଭାବନ୍ତୁ, ଯଦି ଏଇ ନଦୀଗୁଡ଼ିକ ନଥାନ୍ତେ, ତେବେ ହୁଏତ ସମ୍ପୂର୍ଣ୍ଣ ଅଞ୍ଚଳଟି ଏକ ଉଚ୍ଚ ଆଉ ସମତଳ ମାଳଭୂମି ହୋଇ ରହିଥାନ୍ତା। ଠିକ୍ କଥା। ଏହି ଇରୋଜନାଲ ଫୋର୍ସେସ୍ ଯୋଗୁଁ ହିଁ ସମ୍ପୂର୍ଣ୍ଣ ମଧ୍ୟପାର୍ବତୀୟ ଅଞ୍ଚଳ ବିଭିନ୍ନ ଛୋଟ ବଡ଼ ଖଣ୍ଡରେ ବିଭକ୍ତ ହୋଇଛି। ଆଉ ସେହି ଖଣ୍ଡଗୁଡ଼ିକୁ ଅଧିକ ବୈଜ୍ଞାନିକ ଢଙ୍ଗରେ ବୁଝିବା ପାଇଁ ଭୂଗୋଳବିଦ୍ମାନେ ଏହି ସମଗ୍ର 75% ଅଞ୍ଚଳକୁ 5ଟି ମର୍ଫୋଲୋଜିକାଲ ସବ୍‌ଡିଭିଜନ୍ସରେ ବିଭକ୍ତ କରିଛନ୍ତି। ହଁ, 5ଟି ଭାଗ। ତେବେ ଆସନ୍ତୁ ଏକ ଭୌଗୋଳିକ ଯାତ୍ରା ଆରମ୍ଭ କରିବା ଆଉ ଦେଖିବା ପ୍ରତ୍ୟେକଟି ସବ୍‌ଡିଭିଜନ୍ କିପରି ପରସ୍ପରଠାରୁ ଅଲଗା। ଯଦି ଆମେ ଓଡ଼ିଶାର ଉତ୍ତର ଦିଗରୁ ଆରମ୍ଭ କରିବା, ତେବେ ସର୍ବପ୍ରଥମେ ନଜରକୁ ଆସେ ସିମ୍ଲିପାଲ୍ ଆଣ୍ଡ ମେଘାଶନୀ ମାଉଣ୍ଟେନ୍ସ। ଏକଦମ ଉତ୍ତରରେ। କିନ୍ତୁ ଏହାର ସବୁଠାରୁ ନିଆରା ଦିଗ ହେଉଛି ଏହାର ଆକାର। ମାନେ ଏହା ସାଧାରଣ ପର୍ବତ ଭଳି ତୀକ୍ଷ୍ଣ ନୁହେଁ। ଏହା ପଛର କାରଣ କ'ଣ? ଏହା ପଛର କାରଣ ଲୁଚି ରହିଛି ଏହାର ଉତ୍ପତ୍ତିରେ। ଏହି ସିମ୍ଲିପାଲ୍ ଏବଂ ମେଘାସନୀ ଅଞ୍ଚଳର ଜିଓଲୋଜିକାଲ ଅରିଜିନ୍ ହେଉଛି ଭଲ୍କାନିକ୍, ଅର୍ଥାତ୍ ଆଗ୍ନେୟଗିରିରୁ ଏହାର ସୃଷ୍ଟି। ଓହୋ, ମାନେ ଲାଭାରୁ? ହଁ, ବହୁ ପୁରାତନ କାଳରେ ଲାଭା ନିର୍ଗତ ହୋଇ ଯେତେବେଳେ ତାହାର ଥଣ୍ଡା ହୋଇଗଲା, ତାହା ଏକ ସ୍ୱତନ୍ତ୍ର ରୂପ ନେଲା। ସେଥିପାଇଁ ଏହାର ଷ୍ଟ୍ରକ୍ଚରାଲ ଫର୍ମ ମୁଖ୍ୟତଃ ଡୋମ୍ ଶେପ୍ଡ ଏବଂ ସର୍କ୍ୟୁଲାର ଷ୍ଟ୍ରକ୍ଚର୍ସ ପାଇଁ ପରିଚିତ। ଆଚ୍ଛା, ସେଥିପାଇଁ ଗମ୍ବୁଜ ଆକାର ଦେଖାଯାଏ। ବିଲକୁଲ, ଏହି ଗମ୍ବୁଜ ଆକାରରେ ହିଁ ଏହାକୁ ଅନ୍ୟ ପର୍ବତମାନଙ୍କଠାରୁ ଅଲଗା କରେ। ଯଦି ଆମେ ଏହାର ଉଚ୍ଚତା ଦେଖିବା, ତେବେ ଏହାର ଏଲିଭେସନ୍ ସାଧାରଣତଃ 600 ମିଟରରୁ 1050 ମିଟର ମଧ୍ୟରେ ରହିଛି। ଆଉ ଏହାର ଇମ୍ପୋର୍ଟାଣ୍ଟ ପିକ୍ସ? ମନେ ରଖିବା ଭଳି 2ଟି ଇମ୍ପୋର୍ଟାଣ୍ଟ ପିକ୍ସ ହେଲା, ପ୍ରଥମଟି ମେଘାସାଣୀ, ଯାହାର ଉଚ୍ଚତା 1147 ମିଟର, ଏବଂ ଦ୍ୱିତୀୟଟି ସିମ୍ଲିପାଳ, ଯାହାର ଉଚ୍ଚତା 900 ମିଟର ଅଟେ। ଏହାର ଅର୍ଥ ହେଲା, ପରୀକ୍ଷାରେ ଯଦି ଭଲ୍କାନିକ୍ ଓରିଜିନ୍ କିମ୍ବା ଡୋମ୍ ଶେପ୍ଡ କଥା ପଚରାଯାଏ, ତେବେ ତାହା ନିଶ୍ଚିତ ଭାବରେ ସିମ୍ଲିପାଳ ଓ ମେଘସାଣୀ ଆଡ଼କୁ ଇଙ୍ଗିତ କରୁଛି। ଏକଦମ ଠିକ୍ ଧରିଛନ୍ତି। ଆଚ୍ଛା, କିନ୍ତୁ ଯେତେବେଳେ ଆମେ ଉତ୍ତରରୁ ଟିକେ କେନ୍ଦ୍ର ଆଡ଼କୁ ଆସୁଛୁ, ସେଠାରେ ଲ୍ୟାଣ୍ଡସ୍କେପ୍ ସମ୍ପୂର୍ଣ୍ଣ ବଦଳି ଯାଉଛି। ଆମେ ପହଞ୍ଚି ଯାଉଛୁ ଦ୍ୱିତୀୟ ଭାଗରେ, ଯାହା ହେଲା ମନକଡନାଚା, ମଲାୟଗିରି ଆଣ୍ଡ ଗନ୍ଧାମର୍ଦ୍ଦନ ମାଉଣ୍ଟେନ୍ସ। ହଁ, ଏଇ ଅଞ୍ଚଳଟା ଟିକେ ଭିନ୍ନ। ଏହାର ଦିଗ ବା ଓରିଏଣ୍ଟେସନ୍ ଏକଦମ ଷ୍ଟ୍ରିକ୍ଟ ନର୍ଥ ସାଉଥ୍ ଡାଇରେକ୍ସନରେ ରହିଛି। ଏହା ତ ବୁଝାପଡ଼ୁଛି, କିନ୍ତୁ ଗୋଟେ ଟେକ୍ନିକାଲ ଶବ୍ଦ ଅଛି ଯାହା ବହୁତ କନଫ୍ୟୁଜିଂ ଲାଗେ। କେଉଁ ଶବ୍ଦଟା? କୁହାଯାଏ ଯେ ଏହି ପର୍ବତମାଳାର ଜିଓଲୋଜିକାଲ ନେଚର ହେଉଛି ପଲିସାଇଟେକ୍ ଇନ୍ ନେଚର। ଏହି ଶବ୍ଦଟି ଶୁଣିବାକୁ ବହୁତ ଜଟିଳ। ଏହାକୁ ଏକ ସହଜ ଉଦାହରଣ ଦେଇ ବୁଝାଇଲେ ଭଲ ହୁଅନ୍ତା ପିଲାମାନଙ୍କ ପାଇଁ। ହଁ, ନିଶ୍ଚୟ। ପଲିସାଇକ୍ଲିକ୍ ଶବ୍ଦଟିକୁ ବୁଝିବା ପାଇଁ ଆମକୁ ଏକ ସାଧାରଣ ଉଦାହରଣ ନେବାକୁ ପଡ଼ିବ। ମାନେ ଧରି ନିଆଯାଉ, ସମୁଦ୍ର କୂଳରେ ଗୋଟିଏ ବାଲିର ଘର ବା ସ୍ୟାଣ୍ଡ କ୍ୟାସଲ ତିଆରି କରାଯାଉଛି। ହଁ, ଛୁଆମାନେ ଯେମିତି କରନ୍ତି। ହଁ, ଠିକ୍। ପ୍ରଥମେ ତାକୁ ଉଚ୍ଚା କରାଗଲା, କିନ୍ତୁ ସମୁଦ୍ରର ଲହଡ଼ି ଆସି ତାକୁ ଟିକେ ଭାଙ୍ଗିଦେଲା। ତାପରେ ପୁଣି ତା ଉପରେ ଆଉ କିଛି ବାଲି ପକାଇ ତାକୁ ନୂଆ ରୂପ ଦିଆଗଲା, ଆଉ ପୁଣି ଲହଡ଼ି ତାକୁ କ୍ଷୟ କଲା। ଆଚ୍ଛା। ଏହି ଅଞ୍ଚଳ ସହିତ ଠିକ୍ ସେହିପରି ଘଟିଛି। ପଲିମାନେ ଅନେକ ଏବଂ ସାଇକ୍ଲିକ୍ ମାନେ ଚକ୍ର, ଅର୍ଥାତ୍ ଏହି ଅଞ୍ଚଳର ଲ୍ୟାଣ୍ଡସ୍କେପ୍ ବାରମ୍ବାର ଉତ୍ଥାନ ବା ଅପଲିଫ୍ଟ ଏବଂ କ୍ଷୟ ବା ଇରୋଜନ ଚକ୍ର ଦେଇ ଗତି କରିଛି। ମାନେ ଥରେ ନୁହେଁ, ବହୁତ ଥର। ହଁ, ପୃଥିବୀର ଆଭ୍ୟନ୍ତରୀଣ ଟେକ୍ଟୋନିକ୍ ଫୋର୍ସ ଯୋଗୁଁ ପର୍ବତ ଉପରକୁ ଉଠିଛି, ଆଉ ନଦୀ ତଥା ପବନ ତାକୁ କ୍ଷୟ କରି ତଳକୁ ନେଇ ଆସିଛନ୍ତି। ଏହି ରିକରିଂ ସାଇକେଲ୍ସ ଯୋଗୁଁ ପର୍ବତଗୁଡ଼ିକର ରୂପ ବହୁତ ଜଟିଳ ହୋଇଯାଇଛି। ୱାଃ, ବାଲିଘର ଆଉ ଲହଡ଼ିର ଏହି ଉଦାହରଣରୁ ପଲିସାଇକ୍ଲିକ୍ର ଅର୍ଥ ଏକଦମ ସ୍ପଷ୍ଟ ହୋଇଗଲା। କେବଳ ଥରେ ଉଠି ନାହିଁ, ବରଂ ବାରମ୍ବାର ଉଠିଛି ଆଉ ଭାଙ୍ଗିଛି। ଏକଦମ। ତାହେଲେ ଏହି ବିଶେଷ ଅଞ୍ଚଳରେ ଥିବା ଇମ୍ପୋର୍ଟାଣ୍ଟ ପିକ୍ସଗୁଡ଼ିକ ଉପରେ ଯଦି ନଜର ପକାଇବା, ତେବେ ସେଗୁଡ଼ିକ ହେଲା ମଲୟାଗିରି 1170 ମିଟର୍ସ, ମଙ୍କଡ଼ନାଚା 1092 ମିଟର୍ସ ଆଉ ଗନ୍ଧମର୍ଦ୍ଦନ 1044 ମିଟର୍ସ। ହଁ, ଏହି ତିନୋଟି ମୁଖ୍ୟ ଶୃଙ୍ଗ।
ଏହାପରେ ଯଦି ଆମେ ଭୂଗୋଳରେ ଏହି ନଦୀଗୁଡ଼ିକ କିପରି ପ୍ରଭାବ ପକାଇଛନ୍ତି ତାର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ଚାହିଁବା ତେବେ ତାହା ଆମକୁ ତୃତୀୟ ଭାଗରେ ମିଳିବ। ତାହା ହେଉଛି ଦ ବ୍ରାହ୍ମଣୀ ମହାନଦୀ ୱାଟରଶେଡ୍। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। କୁହାଯାଏ ଯେ ଏହି ଅଞ୍ଚଳଟି ଏକ ହାଇଲି ଡିସେକ୍ଟେଡ୍ ଟେରେନ୍। କିନ୍ତୁ ମୋତେ ଟିକେ ବୁଝାନ୍ତୁ, ଏତେ ବ୍ୟାପକ ଭାଗରେ ଖଣ୍ଡିତ ହେବାର ମୁଖ୍ୟ କାରଣ କ'ଣ? କ'ଣ କେବଳ ମହାନଦୀ ଏବଂ ବ୍ରାହ୍ମଣୀର ସ୍ରୋତ ଏଥିପାଇଁ ଦାୟୀ? ହଁ ଆଜ୍ଞା, ସମ୍ପୂର୍ଣ୍ଣ ରୂପେ ଦାୟୀ। କାରଣ ମହାନଦୀ ଏବଂ ବ୍ରାହ୍ମଣୀ ହେଉଛନ୍ତି ଦୁଇଟି ବିଶାଳ ଜଳପ୍ରବାହ ପ୍ରଣାଳୀ। ଯେତେବେଳେ ଏହି ଦୁଇ ନଦୀର ନିରନ୍ତର ଇରୋଜନାଲ ଫୋର୍ସ ବା କ୍ଷୟକାରୀ ଶକ୍ତି ଏକାଠି କାମ କରେ, ତେବେ କୌଣସି ବି ପର୍ବତ ସ୍ଥିର ରହିପାରିବା ନାହିଁ। ହଁ, ପାଣିର ଶକ୍ତି ବହୁତ ଯେ। ସେହି ନିରନ୍ତର କାର୍ଯ୍ୟ ଯୋଗୁଁ ଏହା ହାଇଲି ଡାଇସେକ୍ଟେଡ୍ ଟେରେନ୍ରେ ପରିଣତ ହୋଇଛି। ଏଥିସହିତ ଆଉ ଏକ ଆଶ୍ଚର୍ଯ୍ୟଜନକ ଭୌଗୋଳିକ ଘଟଣା ଏଠାରେ ଦେଖିବାକୁ ମିଳେ, ତାହା ହେଉଛି ଡାଇରେକ୍ସନାଲ ଶିଫ୍ଟସ୍। ଡାଇରେକ୍ସନାଲ ଶିଫ୍ଟସ୍ ମାନେ ଦିଗ ପରିବର୍ତ୍ତନ? ହଁ, ଯଦି ଆମେ ଏହାର ଉତ୍ତର ଦିଗକୁ ଦେଖିବା, ତେବେ ପର୍ବତଗୁଡ଼ିକ ନର୍ଥ ୱେଷ୍ଟ ବା ଉତ୍ତର ପଶ୍ଚିମ ଦିଗକୁ ଗତି କରିଛନ୍ତି। କିନ୍ତୁ ଆମେ ଯେତେ ଦକ୍ଷିଣ ଆଡ଼କୁ ଆସିବା, ଏହି ଦିଗ ବଦଳିଯାଏ ଏବଂ ଏହା ନର୍ଥ ନର୍ଥ ୱେଷ୍ଟରୁ ସାଉଥ୍ ସାଉଥ୍ ୱେଷ୍ଟକୁ ପରିବର୍ତ୍ତିତ ହୋଇଯାଏ। ଓହୋ, ଏମିତି ବାଣ୍ଟକି ଯାଇଛି। ହଁ, ଆଉ ଏହି ଦିଗ ପରିବର୍ତ୍ତନ ନଦୀଗୁଡ଼ିକର ପ୍ରବାହ ପଥକୁ ମଧ୍ୟ ବଦଳାଇ ଦେଇଥାଏ। ଏହି ଦିଗ ପରିବର୍ତ୍ତନ ବିଷୟରେ ଜାଣିବା ବହୁତ ଜରୁରୀ, କାରଣ ଏହା ସିଧାସଳଖ ଭୌଗୋଳିକ ପ୍ରଶ୍ନ ଭାବରେ ଆସିପାରେ। ଏବେ ଆସନ୍ତୁ ଆମ ଯାତ୍ରାକୁ ଆହୁରି ଦକ୍ଷିଣକୁ ନେଇଯିବା, ଚତୁର୍ଥ ଭାଗକୁ, ଯାହା ହେଉଛି ବେସନ୍ସ ଅଫ୍ ମହାନଦୀ, ଋଷିକୁଲ୍ୟା ଆଣ୍ଡ ବଂଶଧାରା। ଆମେ ଏବେ ପୁରା ଦକ୍ଷିଣ ଆଡ଼କୁ ଯାଉଛେ। ଯେତେବେଳେ ଆମେ ଏହି ଅଞ୍ଚଳର ଡାଟା ଉପରେ ନଜର ପକାଉଛୁ, ଜଣାପଡ଼ୁଛି ଯେ ଏହା ଏକ ଡିପ୍ଲି ଇରୋଡେଡ୍ ୱାଟରଶେଡ୍ ଯାହା ନର୍ଥ ସାଉଥ୍ ଆକ୍ସିସ୍ରେ ବିସ୍ତାରିତ ହୋଇଛି। କିନ୍ତୁ ମୋତେ ଗୋଟିଏ କଥା ବୁଝାପଡ଼ୁନାହିଁ। କ'ଣ? ଆମେ ଆରମ୍ଭରୁ ଦେଖିଲେ ଯେ ସାଧାରଣ ଉଚ୍ଚତା 600ରୁ 1000 ମିଟର ଭିତରେ ଥିଲା। କିନ୍ତୁ ଏଠାରେ ହଠାତ୍ ଏଲିଭେସନ୍ ପ୍ରୋଫାଇଲ୍ ବଦଳି ଯାଉଛି କିପରି? ହଁ, ଏହାକୁ ଆମେ ହାଇ ଭର୍ଟିକାଲିଟି ବୋଲି କହିଥାଉ। ମାନେ ଯେମିତି ଆମେ ଦକ୍ଷିଣ ଆଡ଼କୁ ଯାଉଛୁ, ଇଷ୍ଟର୍ଣ୍ଣ ଘାଟ୍ସର ପ୍ରକୃତ ଉଚ୍ଚତା ବୃଦ୍ଧି ପାଉଛି। ଆଚ୍ଛା, ଉଚ୍ଚତା ବଢ଼ିଯାଉଛି। ହଁ, ଏହି ଅଞ୍ଚଳର ଅଧିକାଂଶ ଶୃଙ୍ଗ 1200 ମିଟର ଥ୍ରେଶୋଲ୍ଡକୁ ପାର କରିଯାଇଛନ୍ତି। ଅର୍ଥାତ୍ ଏଠାରେ ପର୍ବତଗୁଡ଼ିକ ହଠାତ୍ ଅଧିକ ଉଚ୍ଚ ହୋଇଯାଇଛନ୍ତି। ଉଦାହରଣ ସ୍ୱରୂପ, ଏହି ଅଞ୍ଚଳର ଇମ୍ପୋର୍ଟାଣ୍ଟ ପିକ୍ସଗୁଡ଼ିକ ମଧ୍ୟରେ ଅଛି ସିଙ୍ଗାରାଜୁ, ଯାହାର ଉଚ୍ଚତା 1500 ମିଟରରୁ ମଧ୍ୟ ଅଧିକ। ବାପରେ, 1500 ମିଟର ପାର କଲାଣି? ହଁ, ସେହିପରି ମହେନ୍ଦ୍ରଗିରିର ଉଚ୍ଚତା 1501 ମିଟର ଏବଂ ଦେବଗିରିର ଉଚ୍ଚତା 1360 ମିଟର। ଆଉ ଜାଣିଛନ୍ତି, ଏହି ହାଇ ଭର୍ଟିକାଲିଟି କେବଳ ଏକ ନମ୍ବର ନୁହେଁ, ଏହା ସେଠାକାର ଜଳବାୟୁ ଏବଂ ବୃକ୍ଷଲତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ତାହେଲେ ଆମେ ବୁଝିପାରୁଛୁ ଯେ କିପରି ଉତ୍ତରରୁ ଦକ୍ଷିଣକୁ ଯିବା ସମୟରେ କେବଳ ଦିଗ ନୁହେଁ, ବରଂ ପର୍ବତର ରୂପ ଏବଂ ଉଚ୍ଚତା ମଧ୍ୟ ନାଟକୀୟ ଭାବରେ ବଦଳୁଛି। ଏକଦମ ନାଟକୀୟ ଭାବରେ। ଏହି କ୍ରମରେ ଆମେ ପହଞ୍ଚିଗଲେଣି ପଞ୍ଚମ ତଥା ଶେଷ ସବ୍ଡିଭିଜନରେ, ପୋଟାଙ୍ଗୀ ଆଣ୍ଡ ଚନ୍ଦ୍ରଗିରି ମାଉଣ୍ଟେନ୍ ରେଞ୍ଜେସ୍। ଏଇଟା ହେଲା ଶେଷ ଭାଗ। ସୂଚନା ଅନୁଯାୟୀ ଏହି ଅଞ୍ଚଳର ହାଇଡ୍ରୋଲୋଜିକାଲ ଫଙ୍କସନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ହାଇଲି ଡିସେକ୍ଟେଡ୍ ଫିଜିକାଲ ବ୍ୟାରିୟର ଭାବରେ କାର୍ଯ୍ୟ କରେ। କିନ୍ତୁ ମୋର ପ୍ରଶ୍ନ ହେଲା, ଏହି ବ୍ୟାରିୟର ବା ପ୍ରାଚୀରର ଆବଶ୍ୟକତା କ'ଣ? ଯଦି ଏହି ପର୍ବତମାଳା ନଥାନ୍ତା, ତେବେ କ'ଣ ହୋଇଥାନ୍ତା? ମୁଁ ବୁଝାଉଛି। ଯଦି ଏହି ଫିଜିକାଲ ବ୍ୟାରିୟର ନଥାନ୍ତା, ତେବେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ନଦୀ ଅବବାହିକା ପରସ୍ପର ସହ ମିଶି ଯାଇଥାନ୍ତେ ଏବଂ ଓଡ଼ିଶାର ଦକ୍ଷିଣାଞ୍ଚଳର ଜଳପ୍ରବାହ ସିଷ୍ଟମ ପୁରା ବିଗିଡ଼ି ଯାଇଥାନ୍ତା। ଓହୋ, ପୁରା ସିଷ୍ଟମ ଖରାପ ହେଇଯାନ୍ତା? ହଁ, ଏହି ପୋଟାଙ୍ଗୀ ଏବଂ ଚନ୍ଦ୍ରଗିରି ରେଞ୍ଜର ମୁଖ୍ୟ କାମ ହେଲା ବାସିନ୍ ସେପାରେସନ୍। ଏହା ସବରୀ ବେସିନ୍କୁ ନାଗାବାଲି ବେସିନ୍ ଠାରୁ ଅଲଗା କରେ। ଏହି ଦୁଇଟି ବେସିନ୍ ମଧ୍ୟରେ ଏହା ଏକ ପ୍ରାକୃତିକ କାନ୍ଥ ପରି ଛିଡ଼ା ହୋଇଛି। ଆଚ୍ଛା, ମାନେ ପାଣିକୁ ଅଲଗା କରୁଛି। ଏବଂ ଏହି ଅଞ୍ଚଳର ସାଧାରଣ ଉଚ୍ଚତା ମଧ୍ୟ ବହୁତ ଅଧିକ, ଯାହାକି 900ରୁ 1350 ମିଟର ମଧ୍ୟରେ ପରିବର୍ତ୍ତିତ ହୁଏ। ମୋ କହିବା କଥା ହେଲା, ପରୀକ୍ଷା ପାଇଁ ଏହି ବେସିନ୍ ସେପାରେସନ୍ ପଏଣ୍ଟଟିକୁ ଖୁବ୍ ଭଲ ଭାବରେ ମନେ ରଖିବା ଉଚିତ। ନିଶ୍ଚିତ ଭାବରେ। ଆଉ ବର୍ତ୍ତମାନ ଆମେ ସେହି ସ୍ଥାନରେ ପହଞ୍ଚି ସାରିଛେ ଯାହାକୁ ଏହି ସମଗ୍ର ଅଞ୍ଚଳର କ୍ରାଉନ୍ ଜୁଏଲ୍ ବା ମୁକୁଟମଣି କୁହାଯାଇପାରିବ। ହଁ, ସବୁଠାରୁ ଉଚ୍ଚ ସ୍ଥାନ। କାରଣ ଏହି ପତାଙ୍ଗୀ ଏବଂ ଚନ୍ଦ୍ରଗିରି ରେଞ୍ଜ ମଧ୍ୟରେ ହିଁ ଲୁଚି ରହିଛି ସେହି ଭର୍ଟିକାଲ ଏକ୍ସଟ୍ରିମ୍, ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ଦେଓମାଲି ପିକ୍,
ଯାହାର ଉଚ୍ଚତା ହେଉଛି 1672 ମିଟର। କିନ୍ତୁ କେବଳ ଉଚ୍ଚତା ଏବଂ ପଥର ବିଷୟରେ ଜାଣିଦେଲେ ଭୂଗୋଳ ଅଧ୍ୟୟନ ସମ୍ପୂର୍ଣ୍ଣ ହୋଇଯାଏ ନାହିଁ। ସତ କଥା, ତା ସହିତ ମଣିଷର ସମ୍ପର୍କ ବି ଦେଖିବାକୁ ପଡ଼ିବ। ହଁ, ମୁଁ ଭାବୁଛି ଏଠାରେ ହ୍ୟୁମାନ୍ ଲ୍ୟାଣ୍ଡସ୍କେପ୍ ଇଣ୍ଟରାକ୍ସନ୍ ବା ଏହି କଠିନ ଭୌଗୋଳିକ ପରିସ୍ଥିତିରେ ମଣିଷ କିପରି ଖାପ ଖୁଆଇ ଚଳୁଛି ତାହା ଜାଣିବା ସବୁଠାରୁ ରୋମାଞ୍ଚକର ହେବ। ଏକଦମ ସଠିକ୍ କଥା। ଏତେ ଉଚ୍ଚ ଏବଂ ଦୁର୍ଗମ ସ୍ଥାନରେ ବଞ୍ଚିବା କୌଣସି ସାଧାରଣ କଥା ନୁହେଁ। ଏହାକୁ ଆମେ ଦୁଇଟି ଭିନ୍ନ ସ୍ତରରେ ଦେଖିପାରିବା। ପ୍ରଥମଟି ହେଲା ପାହାଡ଼ ଉପର ଭାଗ ବା ଦ ହିଲ୍ ଟପ୍ସ, ଯାହାକୁ ଦ କଷ୍ଟ ଅଫ୍ ଆଲ୍ଟିଟ୍ୟୁଡ୍ ବୋଲି ମଧ୍ୟ କୁହାଯାଇପାରେ। ଉଚ୍ଚତର ମୂଲ୍ୟ। ହଁ, ସେଠାରେ ରହୁଥିବା ସ୍ଥାନୀୟ ଲୋକମାନେ ନିଜର ଜୀବିକା ପାଇଁ ମୁଖ୍ୟତଃ ଶିଫ୍ଟିଂ କଲ୍ଟିଭେସନ୍ ବା ପୋଡୁ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଏହାର ଭୌଗୋଳିକ ମୂଲ୍ୟ ବହୁତ ଅଧିକ। ଜଙ୍ଗଲ କାଟି ଏବଂ ପୋଡ଼ି ଚାଷ କରିବା ଦ୍ୱାରା ବ୍ୟାପକ ସବୁଜିମା ବା ଭେଜେଟେସନ୍ ଲସ୍ ହେଉଛି। ତାହେଲେ ତ ପରିବେଶ ପାଇଁ ବହୁତ ଖରାପ। ନିଶ୍ଚିତ ଭାବରେ। ଆଉ ତାହା ସିଧାସଳଖ ଇକୋଲୋଜିକାଲ ଡିଗ୍ରେଡେସନ୍ ବା ପରିବେଶ ଅବକ୍ଷୟ ଆଡ଼କୁ ଟାଣି ନେଉଛି। ମାଟି କ୍ଷୟ ବଢ଼ିଯାଉଛି ଏବଂ ପାହାଡ଼ ନିଜର ପ୍ରାକୃତିକ ସୁରକ୍ଷା ହରାଉଛି। ଏହା ଏକ ଗମ୍ଭୀର ସମସ୍ୟା। କିନ୍ତୁ ଅନ୍ୟପଟେ ଯଦି ଆମେ ସେହି ପାହାଡ଼ର ତଳଭାଗ ବା ଦ ଭ୍ୟାଲିଜ୍କୁ ଦେଖିବା, ସେଠାକାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମାନେ ଏହାକୁ ମୁଁ ଗୋଟିଏ ଭିଡିଓ ଗେମ୍ର ସର୍ଭାଇଭାଲ୍ ଲେଭଲ୍ ସହିତ ତୁଳନା କରିବି। ଭିଡିଓ ଗେମ୍? କେମିତି? ଯେମିତି ଗୋଟିଏ ଲେଭଲରୁ ଅନ୍ୟ ଲେଭଲକୁ ଗଲେ ରଣନୀତି ବଦଳାଇବାକୁ ପଡ଼େ, ଠିକ୍ ସେମିତି ଉପତ୍ୟକାରେ ଲୋକଙ୍କର ରଣନୀତି ବଦଳି ଯାଇଛି। ସେଠାରେ ସେମାନେ ଷ୍ଟ୍ରକ୍ଚରାଲ ଆଡାପ୍ଟେସନ୍ କରୁଛନ୍ତି ଏବଂ ଟେରେସ୍ କଲ୍ଟିଭେସନ୍ ବା ପାହାଚିଆ ଚାଷ କରୁଛନ୍ତି। ବାଃ, ଏହି ଉଦାହରଣଟି ପ୍ରକୃତରେ ସଠିକ୍। ଟେରେସ୍ କଲ୍ଟିଭେସନ୍ରେ ପାହାଡ଼ିଆ ଢାଲୁ ଅଞ୍ଚଳକୁ ପାହାଚ ଭଳି କାଟି ଚାଷ କରାଯାଏ। ଏହା ଏକ ସଷ୍ଟେନେବଲ୍ ଏଗ୍ରିକଲଚର ବା ସ୍ଥାୟୀ କୃଷିର ବହୁତ ଭଲ ଉଦାହରଣ। କାରଣ ସେମାନେ ପାଣିକୁ ଅଟକାଇ ପାରୁଛନ୍ତି। ହଁ, କାରଣ ଏଠାରେ ଲୋକମାନେ ଲ୍ୟାଣ୍ଡସ୍କେପ୍ର ମର୍ଫୋଲୋଜି ସହିତ ଲଢ଼ାଇ କରୁନାହାନ୍ତି, ବରଂ ତାକୁ ସଠିକ୍ ଭାବରେ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପାଣି ଅଟକି ରହେ ଏବଂ ମାଟି କ୍ଷୟ ମଧ୍ୟ ହୁଏ ନାହିଁ। ଗୋଟିଏ ପଟେ ପାହାଡ଼ ଉପରେ ପରିବେଶ ନଷ୍ଟ ହେଉଛି, ଆଉ ଅନ୍ୟପଟେ ଉପତ୍ୟକାରେ ପ୍ରକୃତି ସହ ସନ୍ତୁଳନ ରକ୍ଷା କରାଯାଉଛି। ଏହି ପାର୍ଥକ୍ୟକୁ ପରୀକ୍ଷାର୍ଥୀମାନେ ନିଜର ବିଶ୍ଳେଷଣରେ ନିଶ୍ଚୟ ସାମିଲ କରିବା ଆବଶ୍ୟକ। ବର୍ତ୍ତମାନ ଆମେ ଆଜିର ଏହି ଯାତ୍ରାର ସବୁଠାରୁ କ୍ରିଟିକାଲ ପର୍ଯ୍ୟାୟରେ ପହଞ୍ଚିଛୁ। ଏହାକୁ ଆମେ ଡେଟା ସିନ୍ଥେସିସ୍ କିମ୍ବା ଫାଇନାଲ ଏକ୍ଜାମ୍ ପ୍ରେପ୍ ଚେକଲିଷ୍ଟ ବୋଲି କହିପାରିବା। ହଁ, ପିଲାମାନଙ୍କ ପାଇଁ ଏଇଟା ସବୁଠାରୁ ଜରୁରୀ। ଅନେକ ଉଚ୍ଚତା ବିଷୟରେ କଥା ହେଲେ, କିନ୍ତୁ ପରୀକ୍ଷା ସମୟରେ ଏହି ନମ୍ବରଗୁଡ଼ିକ ହିଁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରେ। ତେଣୁ ଏକ ଟୋପୋଗ୍ରାଫିକାଲ ସିନ୍ଥେସିସ୍ ଏବଂ ଆଲ୍ଟିଟ୍ୟୁଡିମାଲ ହାଇରାର୍କିର ସାରାଂଶ ନିହାତି ଦରକାର। ଆସନ୍ତୁ ପ୍ରଥମେ ଏଲିଭେସନ୍ ରେଞ୍ଜେସ୍ଗୁଡ଼ିକୁ ରିକ୍ୟାପ୍ କରିନେବା। ନିଶ୍ଚୟ। ଯେଉଁମାନେ ପଢ଼ୁଛନ୍ତି ସେମାନେ ଧ୍ୟାନ ଦିଅନ୍ତୁ। ସମଗ୍ର ଅଞ୍ଚଳର ବେସ୍ ରିଜନର ଉଚ୍ଚତା 610 ମିଟରରୁ 1059 ମିଟର। ସିମ୍ଲିପାଳ ଏବଂ ମେଘାସାନି ଅଞ୍ଚଳ 600 ମିଟରରୁ 1050 ମିଟର। ଆଉ ତାପରେ ପୋତାଙ୍ଗୀ ଏବଂ ଚନ୍ଦ୍ରଗିଲିର ବେସ୍ ଏଲିଭେସନ୍ ହେଉଛି 900 ମିଟରରୁ 1350 ମିଟର। ଠିକ୍। ରିଭର ବେସିନ୍ସ ଦେଖାଯାଉଥିବା ସ୍ଥାନର ଥ୍ରେଶୋଲ୍ଡ 1200 ମିଟର ଏବଂ ଆବ୍ସୋଲ୍ୟୁଟ୍ ମ୍ୟାକ୍ସ ବା ସର୍ବୋଚ୍ଚ ବିନ୍ଦୁ ହେଲା ଦିଓମାଲି ପିକ୍, ଯାହାକି 1672 ମିଟର। କିନ୍ତୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଆସେ ଯେତେବେଳେ ପ୍ରଶ୍ନରେ ଅନେକ ଶୃଙ୍ଗର ନାମ ଦେଇ ତାକୁ ଡିସେଣ୍ଡିଂ ଅର୍ଡର ବା ବଡ଼ରୁ ସାନ କ୍ରମରେ ସଜାଇବାକୁ କୁହାଯାଏ। ହଁ, ସେଠି ପିଲାମାନେ ଫସିଯାଆନ୍ତି। ଏତେଗୁଡ଼ିଏ ନାଁ ମନେ ରଖିବାର କ'ଣ କୌଣସି ଆବଶ୍ୟକତା ଅଛି ସତରେ? ନିଶ୍ଚିତ ଭାବରେ ଆବଶ୍ୟକତା ଅଛି। ମାନେ ଏହା କେବଳ ମେମୋରାଇଜେସନ୍ ନୁହେଁ, ଏହି ଆଲ୍ଟିଚ୍ୟୁଡିନାଲ ହାଇରାର୍କି ବା ଉଚ୍ଚତାର କ୍ରମ ହିଁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜଳବାୟୁ, ଜଙ୍ଗଲ ଏବଂ ନଦୀର ଗତିପଥକୁ ନିର୍ଦ୍ଧାରଣ କରିଥାଏ। ତେଣୁ ଟପ୍ ଲିଷ୍ଟ ମନେ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତାହେଲେ ଆସନ୍ତୁ ଟପ୍ 6 ଶୃଙ୍ଗର ତାଲିକା ଦେଖିବା। ସର୍ବପ୍ରଥମେ ଡିଓମାଲି 1672 ମିଟର, ଦ୍ୱିତୀୟରେ ସିଙ୍କାରାମ, ଯାହାର ଉଚ୍ଚତା 1620 ମିଟର। ତାପରେ ଆସୁଛି ଗଲିକଣ୍ଡା। ହଁ, ତୃତୀୟରେ ଗଲିକୋଣ୍ଡା 1617 ମିଟର ସହିତ। ଆପଣ ଦେଖନ୍ତୁ, ସିଙ୍କାରାମ ଏବଂ ଗଲିକୋଣ୍ଡା ମଧ୍ୟରେ ପାର୍ଥକ୍ୟ ମାତ୍ର 3 ମିଟରର। ଏଇଭଳି କ୍ଲୋଜ୍ ଅପସନ୍ସ ପରୀକ୍ଷାରେ କନଫ୍ୟୁଜ୍ କରିପାରେ। ବାପ୍ରେ, ମାତ୍ର 3 ମିଟର। ହଁ, ତାପରେ ଚତୁର୍ଥ ସ୍ଥାନର ଅଛି ୟେନ୍ରିକା 1582 ମିଟର। ପଞ୍ଚମରେ ନିୟମଗିରି, ଯାହାର ଉଚ୍ଚତା 1515 ମିଟର୍ସ, ଏବଂ ଷଷ୍ଠରେ ମହେନ୍ଦ୍ରଗିରି, ଯାହା 1501 ମିଟର ଉଚ୍ଚ ଅଟେ। ବାକି ତାଲିକା ମଧ୍ୟ ବହୁତ ଲମ୍ବା ଅଛି, ଯାହାକୁ କ୍ରମାନ୍ୱୟରେ ନୋଟ୍ କରିନେବା ଦରକାର।
ଏହା ତଳକୁ ତଳ ଆସୁଛି ବାଦାମ ପାହାଡ଼ 1075 ମିଟର, ତାପରେ ବାଦାମଗଡ଼ 1074 ମିଟର, କୁନରାତିର 1064 ମିଟର। ତାପରେ ଆହୁରି ଅଛି ଗାନ୍ଧମାର୍ଦ୍ଦନ 660 ମିଟର, ନୃସିଂହନାଥ 986 ମିଟର, ଦେବାଗିରି 964 ମିଟର ଏବଂ ଶେଷରେ ରହିଛି ବାଲିଆ ପାହାଡ଼, ଯାହାର ଉଚ୍ଚତା 950 ମିଟର। ଏହି ସବୁ ତଥ୍ୟକୁ ସଠିକ୍ ଭାବରେ ବାରମ୍ବାର ରିଭାଇଜ୍ କଲେ ହିଁ ଏକ ପରିପୂର୍ଣ୍ଣ ପ୍ରସ୍ତୁତି ହୋଇପାରିବ ବୋଲି ମୁଁ ସବୁବେଳେ କହେ। ଏକଦମ ଠିକ୍ କଥା। ଆଉ ଯଦି ଆମେ ଏହି ସମଗ୍ର ଆଲୋଚନାକୁ ଗୋଟିଏ ଫ୍ରେମ୍ରେ ଦେଖିବା, ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ଓଡ଼ିଶାର ଏହି ମଧ୍ୟ ପାର୍ବତ୍ୟ ଅଞ୍ଚଳ କେବଳ କିଛି ସ୍ଥିର ପଥରର ସମାହାର ନୁହେଁ। ଏହା ହେଉଛି ଏକ ଜୀବନ୍ତ ଲ୍ୟାଣ୍ଡସ୍କେପ୍। ହଁ, ଗୋଟେ ଲିଭିଂ ସିଷ୍ଟମ ପରି। ଏହା ଓଡ଼ିଶାର ଏମିତି ଏକ ଜିଓଗ୍ରାଫିକ୍ ବ୍ୟାକବୋନ୍, ଯାହା ପଲିସାଇକ୍ଲିକ୍ ପ୍ରକ୍ରିୟାରେ ବାରମ୍ବାର ନିର୍ମାଣ ଏବଂ ଭଙ୍ଗା ଚକ୍ର ଦେଇ ଗତି କରିଛି। ଆଗ୍ନେୟଗିରିରୁ ସୃଷ୍ଟି ହୋଇଥିବା ଗମ୍ବୁଜ ଆକାରଠାରୁ ଆରମ୍ଭ କରି 6ଟି ବଡ଼ ନଦୀର ଲଗାତାର ଖୋଦେଇ କାର୍ଯ୍ୟ ଏବଂ ଶେଷରେ ଦେଓମାଳି ପରି ସୁଉଚ୍ଚ ଶୃଙ୍ଗ, ଏସବୁ ମିଶି ଆଜିର ଏହି ଜଟିଳ ଭୂଗୋଳକୁ ରୂପ ଦେଇଛନ୍ତି। ଏହି ସବୁ ତଥ୍ୟକୁ ଭଲ ଭାବରେ ବୁଝିଗଲା ପରେ ମୁଁ ନିଶ୍ଚିତ ଯେ ପରୀକ୍ଷା ଦେଉଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଡାଟା ଆଉ କେବଳ ଶୁଖିଲା ସଂଖ୍ୟା ହୋଇ ରହିବ ନାହିଁ। ଏହା ପଛରେ ଥିବା କାହାଣୀ ସେମାନେ ବୁଝିପାରିବେ। ନିଶ୍ଚୟ ବୁଝିବେ। କିନ୍ତୁ ଆଜିର ଏହି ଆଲୋଚନାକୁ ଶେଷ କରିବା ପୂର୍ବରୁ ଗୋଟେ ଗଭୀର ଚିନ୍ତାଧାରା ବା ଏକ ପ୍ରୋଭୋକେଟିଭ୍ ଥଟ୍ ସହିତ ଛାଡ଼ିଯିବାକୁ ଚାହୁଁଛି। ହଁ, କୁହନ୍ତୁ। ଆମେ ଆଲୋଚନା କଲେ ଯେ କିପରି ପ୍ରାକୃତିକ ନଦୀଗୁଡ଼ିକ ଲକ୍ଷ ଲକ୍ଷ ବର୍ଷ ଧରି ଧୈର୍ଯ୍ୟର ସହ ଏହି ପର୍ବତଗୁଡ଼ିକୁ କାର୍ଭ କରି ନିଜର ବାଟ ତିଆରି କରିଛନ୍ତି। ତାହା ପ୍ରକୃତିର ନିଜସ୍ୱ ଧୀର ପ୍ରକ୍ରିୟା ଥିଲା। କିନ୍ତୁ ଆଜି ମଣିଷ ଶିଫ୍ଟିଂ କଲ୍ଟିଭେସନ୍ ଭଳି କାର୍ଯ୍ୟ ମାଧ୍ୟମରେ ଏହି ଭୂଗୋଳକୁ ଅତି ଦ୍ରୁତ ଏବଂ ହିଂସ୍ର ଗତିରେ ପରିବର୍ତ୍ତନ କରୁଛି। ବହୁତ ଦ୍ରୁତ ଗତିରେ। ତେବେ ଟିକେ ଚିନ୍ତା କରାଯାଉ ଯେ ଆଗାମୀ 100 ବର୍ଷ ମଧ୍ୟରେ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଆହୁରି ତୀବ୍ର ହେବ ଏବଂ ମଣିଷର ହସ୍ତକ୍ଷେପ ବଢ଼ିବ, ସେତେବେଳେ ଏହି ପଲିସାଇକ୍ଲିକ୍ ଲ୍ୟାଣ୍ଡସ୍କେପ୍ କି ନୂଆ ରୂପ ନେବ? ସେହି ଭାଙ୍ଗିଥିବା ମେରୁଦଣ୍ଡ କ'ଣ ଆହୁରି ଦୁର୍ବଳ ହୋଇଯିବ, ନା ପ୍ରକୃତି ନିଜକୁ କିଛି ନୂଆ ରୂପରେ ଗଢ଼ିବ? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଉ ତାର ସିଧାସଳଖ ପ୍ରଭାବ ଓଡ଼ିଶାର ଭବିଷ୍ୟତ ଉପରେ କିପରି ପଡ଼ିବ, ଏହି ଦିଗ ଉପରେ ନିଶ୍ଚୟ ଅଧିକ ଅନୁସନ୍ଧାନ କରାଯିବା ଉଚିତ। ତେବେ ଆଜି ପାଇଁ ଏତିକି। ପରବର୍ତ୍ତୀ ଆଲୋଚନାରେ ପୁଣି ଏକ ନୂଆ ବିଷୟ ସହିତ ଭେଟ ହେବ। ଧନ୍ୟବାଦ। ଆଜିର ଏହି ବିଶେଷ ଗଭୀର ଆଲୋଚନାକୁ ସ୍ୱାଗତ। ମାନେ ଆଜିର ସେସନ୍ ଟିକେ ସ୍ୱତନ୍ତ୍ର ହେବାକୁ ଯାଉଛି। ହଁ, ଏକଦମ। ଆଜି ଆମେ ଏକ କମ୍ପିଟିଟିଭ୍ ବା ଅବଜେକ୍ଟିଭ୍ ଏକ୍ଜାମ୍ ଦୃଷ୍ଟିକୋଣରୁ ଭୂଗୋଳ ଉପରେ ଫୋକସ୍ କରିବା। ବିଲକୁଲ। ଆଉ ଆରମ୍ଭ କରିବା ପୂର୍ବରୁ ଆମେ ଟିକେ ମନେ ପକାଇଦେବା ଭଲ ଯେ ପୂର୍ବ କ୍ଲାସରେ ଆମେ ଦୁଇଟି ପ୍ରମୁଖ ଭୌଗୋଳିକ ବିଭାଗ ମାନେ କୋଷ୍ଟାଲ ପ୍ଲେନ୍ ଏବଂ ହାଇଲ୍ୟାଣ୍ଡସ୍ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିସାରିଛୁ। ଠିକ୍ କଥା। ସେ ଦୁଇଟା କଭର ହୋଇସାରିଛି। ତେଣୁ ଆଜି ଆମେ ବାକି ଥିବା 3ଟି ମୁଖ୍ୟ ବିଭାଗ ଉପରେ ସମ୍ପୂର୍ଣ୍ଣ ସ୍ଲାଇଡ୍ ବାଇ ସ୍ଲାଇଡ୍ ଧ୍ୟାନ ଦେବା, ଯାହାକି ପରୀକ୍ଷା ପାଇଁ ବହୁତ ଜରୁରୀ। ସେଗୁଡ଼ିକ ହେଲା ସେଣ୍ଟ୍ରାଲ ପ୍ଲାଟୋଜ୍, ଆଉ ତାପରେ ୱେଷ୍ଟର୍ଣ୍ଣ ରୋଲିଂ ଅପଲ୍ୟାଣ୍ଡସ୍ ଏବଂ ଶେଷରେ ରିଭର ଭ୍ୟାଲିଜ୍ ଆଣ୍ଡ ଫ୍ଲଡ୍ ପ୍ଲେନ୍ସ। ଆଜ୍ଞା, ଏବେ ଆଲୋଚନାକୁ ଆଗେଇ ନେବା ପାଇଁ ଆସନ୍ତୁ ମନେ ମନେ କଳ୍ପନା କରିବା ଯେ ଆମେ ଏବେ ଓଡ଼ିଶାର ସର୍ବୋଚ୍ଚ ଶିଖର ଦେଓମାଳି ବା ଦିଓମାଲିର ପୋଷାଳ ଉପରେ ଛିଡ଼ା ହୋଇଛୁ। ଆରେ ୱାଃ, ସିଧା ଦେଓମାଳି ଉପରେ? ହଁ, ମାନେ ଯାହାର ଉଚ୍ଚତା ହେଉଛି ପ୍ରାୟ 1672 ମିଟର। ଏବେ ଆମକୁ ଏହି ଅତ୍ୟଧିକ ଉଚ୍ଚତାରୁ ଧୀରେ ଧୀରେ ବଙ୍ଗୋପସାଗରର ସମତଳ ଅଞ୍ଚଳ ଆଡ଼କୁ ତଳକୁ ଯିବାର ଅଛି। ଆଚ୍ଛା, ମାନେ ଗୋଟେ ଡିଆରେ ତ ଆମେ ତଳକୁ ଖସି ପାରିବାନି? ବିଲକୁଲ ନୁହେଁ। ଆମକୁ ପ୍ରକୃତି ତିଆରି କରୁଥିବା ଏକ ବିଶାଳ ସିଡ଼ି କିମ୍ବା ପାହାଡ଼ ଦେଇ ତଳକୁ ଓହ୍ଲାଇବାକୁ ପଡ଼ିବ। ଏହାକୁ ଆମେ ଭୂଗୋଳ ଭାଷାରେ ଜିଓଗ୍ରାଫିକ୍ ଡିସେଣ୍ଟ ବୋଲି କହିଥାଉ। ଜିଓଗ୍ରାଫିକ୍ ଡିସେଣ୍ଟ ମାନେ ଉଚ୍ଚତାରୁ ଧୀରେ ଧୀରେ ତଳକୁ ଖସିବା? ଏକଦମ। 1672 ମିଟରରୁ ଆରମ୍ଭ କରି କିପରି ଉଚ୍ଚତା କମି କମି ସମତଳରେ ପହଞ୍ଚିଛି, ଆଜି ଆମେ ସେହି ସିଡ଼ିର ଗୋଟିଏ ପରେ ଗୋଟିଏ ପାହାଡ଼ ଓହ୍ଲାଇବା। ତାହେଲେ ଆସନ୍ତୁ ସେହି ସିଢ଼ିର ପ୍ରଥମ ପାହାଡ଼ରେ ପାଦ ଥାପିବା। ଉଚ୍ଚ ପର୍ବତମାଳା ବା ହାଇଲ୍ୟାଣ୍ଡସ୍ କୁ ପାର କଲା ପରେ ଆମେ ପ୍ରଥମେ ଯେଉଁ ଷ୍ଟେପ୍ରେ ପହଞ୍ଚୁଛୁ ତାହା ହେଉଛି ସେଣ୍ଟ୍ରାଲ ପ୍ଲାଟୋଜ୍। ହଁ, ଯାହାର ଏଲିଭେସନ୍ ବା ଉଚ୍ଚତା ହେଉଛି 305 ମିଟରରୁ 610 ମିଟର ମଧ୍ୟରେ। ମାନେ 1672ରୁ ଆମେ ସିଧା 610 ମିଟର ତଳକୁ ଆସିଗଲେଣି। ଆଚ୍ଛା, ଏହି ମାଳଭୂମି ଅଞ୍ଚଳଗୁଡ଼ିକୁ ପ୍ରକୃତିରେ ସୃଷ୍ଟି ହେଲା କେମିତି? ପରୀକ୍ଷା ପାଇଁ ଏହାର କେଉଁ ଦିଗ ଉପରେ ଆମକୁ ଫୋକସ୍ କରିବାକୁ ପଡ଼ିବ? ମାନେ ଏଇଟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।
ପ୍ରଥମତଃ ପରୀକ୍ଷାର୍ଥୀମାନେ ମନେ ରଖିବେ ଯେ ଏହି ସେଣ୍ଟ୍ରାଲ ପ୍ଲେଟୋସ୍ଗୁଡ଼ିକ ଇଷ୍ଟର୍ଣ୍ଣ ଘାଟ୍ସର ୱେଷ୍ଟର୍ଣ୍ଣ ସ୍ଲୋପ୍ସ ବା ପଶ୍ଚିମ ଢାଳରେ ଅବସ୍ଥିତ। ୱେଷ୍ଟର୍ଣ୍ଣ ସ୍ଲୋପ୍ସରେ। ଆଚ୍ଛା। ଆଉ ଏହି ଅଞ୍ଚଳଗୁଡ଼ିକ ପ୍ରାକୃତିକ ଶକ୍ତି ଦ୍ୱାରା ବହୁ ମାତ୍ରାରେ କ୍ଷୟ ବା ଇରୋଡେଡ୍ ହୋଇଛନ୍ତି। ମାନେ ଲକ୍ଷ ଲକ୍ଷ ବର୍ଷ ଧରି ବର୍ଷା ପାଣି ଓ ପବନ ଏହି ପଥରଗୁଡ଼ିକ କାଟି କାଟି ଏହି ବ୍ରଡ୍ ପ୍ଲାଟୋ ସୃଷ୍ଟି କରିଛନ୍ତି। ମାନେ ଏହା ଗୋଟିଏ କିମ୍ବା 2 ଦିନର କାମ ନୁହେଁ। ବିଲକୁଲ ନୁହେଁ। ଆଉ ଯଦି ଆମେ ସିଲାବସ୍ ଦେଖିବା ତେବେ ଏହାକୁ ମୁଖ୍ୟତଃ 2ଟି ବ୍ରଡ୍ ପ୍ଲାଟୋଜ୍ରେ ବିଭକ୍ତ କରାଯାଇଛି, ଯାହା ଭୌଗୋଳିକ ବିଭାଜକ ଭାବରେ କାମ କରେ। ଆଉ ଏହି 2ଟି ମଧ୍ୟରେ କମ୍ପାରେଟିଭ୍ ଷ୍ଟଡି ବା ତୁଳନାତ୍ମକ ଅଧ୍ୟୟନ ପରୀକ୍ଷା ପାଇଁ ବହୁତ ଜରୁରୀ, ଠିକ୍ ନା? ଏକଦମ ଠିକ୍। ତେବେ ଆସନ୍ତୁ ସ୍ଲାଇଡ୍ରୁ ତଥ୍ୟ ନେଇ ଉଭୟ ମାଳଭୂମିକୁ ତୁଳନା କରିବା। ପ୍ରଥମଟି ହେଉଛି ପାନପୋଷ କେଉଁଝର ପାଲ୍ଲାହାରା ପ୍ଲାଟୋ। ଯାହାକୁ ଅପର ବେତାରାନୀ କ୍ୟାଚମେଣ୍ଟ ବେସିନ୍ କୁହାଯାଏ। ହଁ, ଏବେ ଏହାର ଚୌହଦି ବା ସୀମାକୁ ଟିକେ ମନେ ରଖିବାକୁ ପଡ଼ିବ। ଏହାର ଉତ୍ତରରେ ଅଛି ସିଂଭୂମ ଓ ରାଞ୍ଚି ପ୍ଲାଟୋସ୍। ଆଚ୍ଛା, ଉତ୍ତରରେ ରାଞ୍ଚି ମାଳଭୂମି। ପଶ୍ଚିମରେ ରହିଛି ମଙ୍କାଦ ନଚା ମାଉଣ୍ଟେନ୍ ଏବଂ ପୂର୍ବରେ ଅଛି ଆମର ପରିଚିତ ସିମ୍ଲିପାଲ୍ ମାଉଣ୍ଟେନ୍। ମାନେ ଏହା ପାହାଡ଼ ଘେରା ଏକ ବିଶାଳ ଅଞ୍ଚଳ। ଆଉ ଏଠାରେ ଗୋଟେ ଖାସ୍ କଥା ହେଉଛି ଯେ ଏଠି ମନସୁନ୍ ଏବଂ ୱିଣ୍ଟର ମାନେ ଶୀତଦିନେ ଉଭୟ ସମୟରେ ପ୍ରବଳ ବର୍ଷା ହୁଏ। ୱାଃ, ଉଭୟ ସମୟରେ। ଏବେ ଦ୍ୱିତୀୟ ଭାଗକୁ ଯିବା। ତାହା ହେଉଛି ନବରଙ୍ଗପୁର ଜୟପୁର ରିଜନ୍। ହଁ, ଏଇଟା ପୁଣି ଅପର ସବରୀ ବେସିନ୍ରେ ଅବସ୍ଥିତ ଅଟେ। ଏହାର ସୀମା କ'ଣ ରହୁଛି? ଏହାର ପଶ୍ଚିମରେ ଅଛି ବାସ୍ତର ମାଉଣ୍ଟେନ୍ ଏବଂ ପୂର୍ବରେ ରହିଛି ଚନ୍ଦ୍ରଗିରି ଓ ପୋଟାଙ୍ଗୀ ମାଉଣ୍ଟେନ୍ସ। କିନ୍ତୁ ଏହାର ସବୁଠୁ ବଡ଼ ବିଶେଷତ୍ୱ କ'ଣ ଜାଣିଛନ୍ତି? କ'ଣ? ଏହା ହେଉଛି ଓଡ଼ିଶାର ସର୍ବାଧିକ ବର୍ଷିପାତ ଅଞ୍ଚଳ, ମାନେ ହାଇଏଷ୍ଟ ରେନଫଲ୍ ରିଜନ୍। ଏଠାରେ ବାର୍ଷିକ ସାଧାରଣତଃ 178 ସେଣ୍ଟିମିଟରରୁ ଅଧିକ ବର୍ଷା ହୁଏ। 178 ସେଣ୍ଟିମିଟର। ସତରେ ଏହା ଏକ ବିରାଟ ସଂଖ୍ୟା। କିନ୍ତୁ ମୋ ମନରେ ଏଠି ଗୋଟେ ପ୍ରଶ୍ନ ଆସୁଛି। ହଁ, ପଚାରନ୍ତୁ। ମାନେ ଆମେ ଦେଖିଲେ ଯେ ପାନପୋଷ ଅଞ୍ଚଳରେ ବି ବହୁତ ବର୍ଷା ହେଉଛି, ଆଉ ନବରଙ୍ଗପୁର ଜୟପୁରରେ ବି ହେଉଛି। ତେବେ କେବଳ ନବରଙ୍ଗପୁର ଜୟପୁର ଅଞ୍ଚଳରେ ହିଁ କାହିଁକି ଏତେ ଉନ୍ନତ ମାନର ଧାନ, ମାନେ ଫାଇନ୍ ଭେରାଇଟି ଅଫ୍ ରାଇସ୍ ଚାଷ କରାଯାଏ? ଆଚ୍ଛା, ବଢ଼ିଆ ପ୍ରଶ୍ନ। କ'ଣ ଏହା ମାଟିର ଗୁଣ, ନା ସେହି 178 ସେଣ୍ଟିମିଟର ବର୍ଷାର କିଛି ଯାଦୁ ଅଛି? କାରଣ ଅବଜେକ୍ଟିଭ୍ କ୍ୱେଶ୍ଚିନ୍ରେ ଏମିତି ଟ୍ରିକି ପ୍ରଶ୍ନ ଆସିପାରେ। ନିଶ୍ଚିତ ଭାବରେ ଆସିବ। ମାନେ କଥାଟା ହେଲା ଏହି 178 ସେଣ୍ଟିମିଟରର ବିଶେଷ ବର୍ଷା ଏବଂ ଅପର ସବାରୀର ଯେଉଁ ଭୌଗୋଳିକ ଅବସ୍ଥିତି ଅଛି ନା, ସେଇଟା ସିଧାସଳଖ ଭାବେ ଏହି ଉନ୍ନତ ଚାଷ ପାଇଁ ଦାୟୀ। କେବଳ ବର୍ଷା ନୁହେଁ, ଅପର ସବାରୀ ବେସିନ୍ର ଆକୃତି ଏପରି ଯେ ଏହା ଏକ ଗିନା ବା ବାଉଲ୍ ପରି, ଏବଂ ଚାରିପାଖରେ ଚନ୍ଦ୍ରଗିରି ଓ ପଟାଙ୍ଗୀ ପରି ଉଚ୍ଚ ପାହାଡ଼ ରହିଛି। ଓହୋ, ମାନେ ସେହି ପାଣିଟା ସହଜରେ ତଳକୁ ଖସିଯାଏନି। ଏକ୍ସାକ୍ଟ। ସେଠାରେ ଆର୍ଦ୍ରତା ଧରି ରଖିବାର କ୍ଷମତା ଅଧିକ, ଯାହାକି ସେହି ଫାଇନ୍ ଭେରାଇଟି ଅଫ୍ ରାଇସ୍ ଚାଷ ପାଇଁ ଏକ ସ୍ୱତନ୍ତ୍ର ମାଇକ୍ରୋକ୍ଲାଇମେଟ୍ ଦେଇଥାଏ। ଅବଜେକ୍ଟିଭ୍ କ୍ୱେଶ୍ଚନ୍ ପାଇଁ ପରୀକ୍ଷାର୍ଥୀମାନେ ନିଶ୍ଚିତ ମନେ ରଖିବେ ଯେ ଅପର ସବାରୀର ଭୌଗୋଳିକ ଆକୃତି ହିଁ ଏହାର ମୁଖ୍ୟ କାରଣ। ଆଚ୍ଛା, ବୁଝିଲି। ତାହେଲେ ସେଣ୍ଟ୍ରାଲ ପ୍ଲାଟୋଜ୍ର କାହାଣୀ ପରେ ଆମେ ସିଡ଼ିର ଆଉ ଟିକେ ତଳକୁ ଯିବା। ହଁ, ତଳ ପାହାଚକୁ। 153 ମିଟରରୁ 305 ମିଟର ହୋଇଯାଏ। ସତ କହିଲେ ଆପଣଙ୍କର ଏହି ରାମ୍ପ ବା ରାମ୍ପର ଉଦାହରଣଟି ବହୁତ ସଠିକ୍, କାରଣ ରୋଲିଂ ଶବ୍ଦର ଅର୍ଥ ହିଁ ହେଉଛି ଏହା ସମ୍ପୂର୍ଣ୍ଣ ସମତଳ ନୁହେଁ କି ପାହାଡ଼ିଆ ନୁହେଁ। ଟିକେ ତରଙ୍ଗାୟିତ ବା ଢେଉ ଖେଳିଲା ପରି। ହଁ, ବିଲକୁଲ। ଏହା ପ୍ରକୃତରେ ଏକ ଟ୍ରାନ୍ଜିସନ୍ ଜୋନ୍ ଅଟେ, ଯାହା ଉପରର ହାଇ ପ୍ଲେଟୋସ୍ ଏବଂ ତଳର ଲୋଅର ରିଭର ଭ୍ୟାଲିଜ୍ ମଧ୍ୟରେ ଏକ ଲିଙ୍କ କିମ୍ବା ସେତୁ ତିଆରି କରେ। ଆଉ ପରୀକ୍ଷା ପାଇଁ ଏହି ସେକ୍ସନରୁ କେମିତି ପ୍ରଶ୍ନ ଆସେ? ମାନେ ପରୀକ୍ଷାରେ ମ୍ୟାଚ୍ ଦ ଫଲୋଇଂ ବା ମିଳକ କରର ପ୍ରଶ୍ନ ପାଇଁ ସ୍ଲାଇଡ୍ର ଏହି ବିଭାଗଟି ସବୁଠାରୁ ମୂଲ୍ୟବାନ। ଆଚ୍ଛା, କାହିଁକି? କାରଣ ଏହି ସମ୍ପୂର୍ଣ୍ଣ ରୋଲିଂ ଅପଲ୍ୟାଣ୍ଡସ୍କୁ ବିଭିନ୍ନ ଛୋଟ ଛୋଟ ମର୍ଫୋଲୋଜିକାଲ ୟୁନିଟ୍ସରେ ଭାଗ କରାଯାଇଛି ଏବଂ ପ୍ରତ୍ୟେକ ୟୁନିଟ୍କୁ ତାର ଡିଫାଇନିଂ ରିଭର ବେସିନ୍ସ ବା ନଦୀ ଅବବାହିକା ଅନୁସାରେ ନାମିତ କରାଯାଇଛି। ଓହୋ, ମାନେ ନଦୀର ନାମ ଅନୁସାରେ ଅଞ୍ଚଳର ପରିଚୟ। ଏକଦମ। ଆସନ୍ତୁ ସେହି ତାଲିକାକୁ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା। ପ୍ରଥମେ ଆସୁଛି ରାଜଗାଙ୍ଗପୁର ପାନପୋଷ ଅପଲ୍ୟାଣ୍ଡସ୍। ଏହା କେଉଁ ନଦୀ ସହ ଯୋଡ଼ି ହୋଇଛି? ଏହା କୋଏଲ ଏବଂ ସାଙ୍କ୍ ନଦୀ ବେସିନ୍ ସହ ଯୋଡ଼ି ହୋଇଛି। ଠିକ୍ ଅଛି। ତାପରେ ଅଛି ଝାରସୁଗୁଡ଼ା ଅପଲ୍ୟାଣ୍ଡସ୍। ହଁ, ଝାରସୁଗୁଡ଼ା ଅପଲ୍ୟାଣ୍ଡସ୍ର ସମ୍ପର୍କ ହେଉଛି ଆଇବ୍ ବେସିନ୍ ସହିତ। ବଢ଼ିଆ। ଆଉ ବାରଗଡ଼ା ଅପଲ୍ୟାଣ୍ଡସ୍? ବରଗଡ଼ ଅଞ୍ଚଳଟା ଜିରା
ଏବଂ ଝାଉନ୍ ବେସିନ୍ସ ଉପରେ ନିର୍ଭର କରେ। ଆଚ୍ଛା, ଆଉ ତାପରେ ଥିବା ବାଲାଙ୍ଗୀର, ତିତଲିଗଡ଼, ପଟନାଘରା ଉପଲ୍ୟାଣ୍ଡସ୍। ଏଠାରେ ଟିକେ ଧ୍ୟାନ ଦେବେ। ବଲାଙ୍ଗୀର ଅଞ୍ଚଳଟା ନର୍ଦର୍ନ ତେଲ ବେସିନ୍ ମାନେ ଉତ୍ତର ତେଲ ଅବବାହିକା ସହ ଜଡ଼ିତ। ମାନେ ତେଲ ନଦୀର ଗୋଟେ ଭାଗ। ଆଉ ଭବାନୀପଟନା ଅପଲ୍ୟାଣ୍ଡସ୍ ତାହେଲେ ସଦର୍ନ ତେଲ ବେସିନ୍ ସହ ଯୋଡ଼ି ହେବ। ବିଲକୁଲ ଠିକ୍ ଧରିଲେ। ଭବାନୀପଟନା ସାଉଦର୍ନ ତେଲ ବେସିନ୍ ଅଧୀନରେ ଯାଉଛି ଏବଂ ଶେଷରେ ରହିଲା ମଲକାଙ୍ଗିରି ଅପଲ୍ୟାଣ୍ଡସ୍। ଯାହାକି ସବାରୀ ବେସିନ୍ ସହ ସମ୍ପୃକ୍ତ, ଠିକ୍ ନା? ହଁ, ଏକଦମ ସଠିକ୍। ମାନେ ଏକ କମ୍ପିଟିଟିଭ୍ ଟ୍ୟୁଟର ଭାବରେ ମୁଁ ଏଠି ଟିକେ ଜୋର ଦେଇ କହିବାକୁ ଚାହିଁବି ଯେ ପରୀକ୍ଷାର୍ଥୀମାନେ ଏହି ନିର୍ଦ୍ଦିଷ୍ଟ ଯୋଡ଼ିଗୁଡ଼ିକୁ କିମ୍ବା ପେୟର୍ସକୁ ଏକ ଚାର୍ଟ କରି ମନେ ରଖିବା ସବୁଠାରୁ ଭଲ ଉପାୟ ଅଟେ। ସତରେ ଗୋଟିଏ ଚାର୍ଟ ବନେଇଦେଲେ ରିଭିଜନ ପାଇଁ ବହୁତ ସହଜ ହୋଇଯିବ। ଆଜ୍ଞା, ତେବେ ଆମେ ରାମ୍ପ ଦେଇ ଆହୁରି ତଳକୁ ଖସି ଆସିଲେଣି। ଆଲୋଚନାକୁ ଏବେ ସିଢ଼ିର ସର୍ବନିମ୍ନ ଏବଂ ସବୁଠାରୁ ସମତଳ ବା ଫ୍ଲାଟେଷ୍ଟ ସ୍ଥାନକୁ ନେଇଯିବା, ଯାହା ହେଉଛି ରିଭର ଭ୍ୟାଲିଜ୍ ଆଣ୍ଡ ଫ୍ଲଡ୍ ପ୍ଲେନ୍ସ, ହଁ, ଏବେ ଆମେ ଏକଦମ ସମତଳ ଅଞ୍ଚଳରେ ପହଞ୍ଚିଗଲୁ। ଯାହାର ଏଲିଭେସନ୍ ହେଉଛି ମାତ୍ର 75 ମିଟରରୁ 150 ମିଟର। ମାନେ ଆମେ 1972ରୁ ଆରମ୍ଭ କରିଥିଲେ ଆଉ ଏବେ ମାତ୍ର 75 ମିଟରରେ। କିନ୍ତୁ ଏହି ବିଶାଳ ସମତଳ ଉପତ୍ୟକା ସୃଷ୍ଟି ହେଲା କିପରି? ଏହାକୁ ବୁଝିବା ପାଇଁ ଆମକୁ ଇଭଲ୍ୟୁସନ୍ ଅଫ୍ ଭ୍ୟାଲି ମର୍ଫୋଲୋଜି ବିଷୟରେ ଜାଣିବାକୁ ହେବ। ମାନେ ଉପତ୍ୟକାଗୁଡ଼ିକ କିପରି ବିବର୍ତ୍ତନ ହୋଇଛି। ଆଚ୍ଛା, କେମିତି ହୋଇଛି? ହଜାର ହଜାର ବର୍ଷ ଧରି ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର କ୍ରମାଗତ କ୍ଷୟ ବା ଇରୋଜନ ଫଳରେ ହିଁ ଏହି ଉପତ୍ୟକା ସୃଷ୍ଟି ହୋଇଛି। ଆପଣ ଦେଖନ୍ତୁ ନଦୀର ଗତିପଥ କେମିତି ବଦଳେ। ଯେତେବେଳେ ନଦୀ ଉପରେ ଥାଏ, ମାନେ ଅପର ରିଚେଜରେ, ହଁ, ପାହାଡ଼ ଉପରେ ତାର ବେଗ ବହୁତ ଅଧିକ ଥାଏ। ଏକଦମ ସେଠାରେ ସେ ସିଧା ତଳକୁ ପଥର କାଟେ। ତେଣୁ ଉପତ୍ୟକା ନ୍ୟାରୋ ଓ ଡିପ୍ ଥାଏ, ମାନେ ସଂକୀର୍ଣ୍ଣ ଆଉ ଗଭୀର। ତାପରେ ମଝି ରାସ୍ତାରେ ବା ମିଡଲ ପାର୍ଟରେ ଏହା ଅଳ୍ପ ୱାଇଡ୍ ହୁଏ। ଆଉ ଶେଷରେ ଯେତେବେଳେ ତଳେ ପହଞ୍ଚେ, ଶେଷରେ ବା ଲୋଅର ପାର୍ଟରେ ଏହା ସବୁଠାରୁ ଅଧିକ ପ୍ରଶସ୍ତ ହୋଇ ରାଜ୍ୟର ସମତଳ ଭୂମି କିମ୍ବା ପ୍ଲେନ୍ସ ସହିତ ସମ୍ପୂର୍ଣ୍ଣ ମିଶିଯାଏ। ଉଦାହରଣ ସ୍ୱରୂପ ଆମର ମହାନଦୀ, ବ୍ରହ୍ମଣୀ ଏବଂ ବଂଶଧାରା ନଦୀର ଉପତ୍ୟକାଗୁଡ଼ିକ। ବହୁତ ବଢ଼ିଆ ଭାବରେ ବୁଝାଇଲେ। କିନ୍ତୁ ଏଠି ମୁଁ ଟିକେ ପୁshବ୍ୟାକ୍ ଦେବାକୁ ଚାହୁଁଛି। ହଁ, କୁହନ୍ତୁ। ମାନେ ଆମେ ଦେଖିଲେ ଯେ ନଦୀଗୁଡ଼ିକ କେବଳ ପଥର କାଟି କାଟି ଏହି ଉପତ୍ୟକା ସୃଷ୍ଟି କରିଛନ୍ତି। କିନ୍ତୁ ପ୍ରକୃତରେ ଏହାର ଫାଇଦା କ'ଣ? ଏଇ ଯୋଉ ତଳମୁଖୀ ପ୍ରବାହ ବା ଖସିବା ପ୍ରକ୍ରିୟା, ତାହାର ମଣିଷ ବା ଅର୍ଥନୀତି ପାଇଁ କ'ଣ ଗୁରୁତ୍ୱ ବହନ କରେ? ଖାଲି ସମତଳ ଜାଗାକେ ମିଳିଗଲା ବୋଲି? ଆରେ ନା ନା, ଖାଲି ସମତଳ ଜାଗା ନୁହେଁ। ମୁଁ ଏଠି ଦୃଢ଼ତାର ସହ କହିବି ଯେ ଏହି ଫ୍ଲଡ୍ ପ୍ଲେନ୍ସଗୁଡ଼ିକ ହେଉଛି ଓଡ଼ିଶାର ଆଗ୍ରିକଲଚରାଲ ହାର୍ଟଲ୍ୟାଣ୍ଡ। କୃଷିର ହୃଦପିଣ୍ଡ? ହଁ, ସତରେ? ବିଲକୁଲ। ଆପଣ ଭାବନ୍ତୁ, ନଦୀ ଉପରୁ ଯେତେବେଳେ ତଳକୁ ଆସେ, ସେ କେବଳ ପାଣି ଆଣେ ନାହିଁ, ସେ ପାହାଡ଼ରୁ ବିଭିନ୍ନ ଖଣିଜ ଲବଣ ଓ ପଟୁମାଟି ସାଥିରେ ନେଇକି ଆସେ। ଆଉ ତାକୁ ଏହି ସମତଳ ଅଞ୍ଚଳରେ ବିଛାଇ ଦିଏ। ହଁ, ନଦୀ ଦ୍ୱାରା ଆସିଥିବା ଏହି ମାଟି ଅତ୍ୟନ୍ତ ଉର୍ବର ବା ଭେରି ଫର୍ଟାଇଲ୍ ଅଟେ। ତେଣୁ ରାଜ୍ୟର ଅଧିକାଂଶ କୃଷିକାର୍ଯ୍ୟ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ଏକ୍ସକ୍ଲୁସିଭଲି ଏହି ଫ୍ଲଡ୍ ପ୍ଲେନ୍ସରେ ହିଁ ହୋଇଥାଏ। ମାନେ ଏହା ନଥିଲେ ଓଡ଼ିଶାର କୃଷି ଅର୍ଥନୀତି ସମ୍ଭବ ହୋଇନଥାନ୍ତା। ବାଃ, ଏବେ ପୁରା ଚିତ୍ରଟା ସ୍ପଷ୍ଟ ହୋଇଗଲା। ମାନେ ନଦୀ ଗୋଟେ ପଟେ ପଥର କାଟୁଛି ଆଉ ଅନ୍ୟପଟେ ଆମ ପାଇଁ ସୁନା ଫଳାଉଥିବା ମାଟି ଆଣି ଦଉଛି। ଏକଦମ ସଠିକ୍ କହିଲେ। ତେବେ ଆସନ୍ତୁ ଆଜିର ଏହି ସମ୍ପୂର୍ଣ୍ଣ ସେସନର ଏକ ସଂକ୍ଷିପ୍ତ ସାରାଂଶ ବା ରିକ୍ୟାପ୍ କରିନେବା, ଯାହା ଅବଜେକ୍ଟିଭ୍ ପରୀକ୍ଷା ପାଇଁ ରିଭିଜନ ଭାବେ କାମ କରିବ। ନିଶ୍ଚିତ ଭାବେ। ଆମେ କହିପାରିବା ଯେ ଫ୍ରମ୍ ଦ 160-72 ମିଟର ପିକ୍ସ ଅଫ୍ ଦେଓମାଲି ଡାଉନ୍ ଟୁ ଦ ଫର୍ଟାଇଲ୍ ପ୍ଲେନ୍ସ, ଦ ଫ୍ଲୋ ଅଫ୍ ୱାଟର ଡିକ୍ଟେଟ୍ସ ଦ ଜୋଗ୍ରାଫି, ଆଗ୍ରିକଲଚର ଆଣ୍ଡ ଲାଇଫ୍ ଅଫ୍ ଓଡ଼ିଶା। ମାନେ ଉଚ୍ଚତାରୁ ନିମ୍ନକୁ ଭୌଗୋଳିକ ଅବସ୍ଥା ବଦଳିଛି। 1672 ମିଟରରୁ ଆରମ୍ଭ କରି ଆମେ ଦେଖିଲେ ସେଣ୍ଟ୍ରାଲ ପ୍ଲାଟୋଜ୍, ଯୋଉଠି ଉଚ୍ଚତା 305ରୁ 610 ମିଟର ଥିଲା। ଆଉ ସେଠି ଆମେ ନବରଙ୍ଗପୁରର ଅଧିକ ବର୍ଷା ଆଉ ଧାନ ଚାଷ ବିଷୟରେ ଜାଣିଲେ। ତାପରେ ଆମେ ଖସିଲେ 153 ମିଟରରୁ 305 ମିଟର ଉଚ୍ଚତା ଥିବା ୱେଷ୍ଟର୍ଣ୍ଣ ରୋଲିଂ ଅପଲ୍ୟାଣ୍ଡସ୍କୁ, ଯୋଉଠି ନଦୀ ବେସିନ୍ ସହ ମିଳକ ଥିବା 6ଟି ଗୁରୁତ୍ୱପୂର୍ଣ୍ଣ ୟୁନିଟ୍ ବିଷୟରେ ପଢ଼ିଲେ। ଆଉ ଶେଷରେ ଆମେ ପହଞ୍ଚିଲେ ମାତ୍ର 75ରୁ 150 ମିଟର ଉଚ୍ଚତା ବିଶିଷ୍ଟ ସବୁଠାରୁ ଉର୍ବର ଅଞ୍ଚଳ ରିଭର ଭ୍ୟାଲିଜ୍ ଆଣ୍ଡ ଫ୍ଲଡ୍ ପ୍ଲେନ୍ସରେ। ସତରେ ଏହା ଏକ ଅଦ୍ଭୁତ ଯାତ୍ରା ଥିଲା। ହଁ, କିନ୍ତୁ ଆଲୋଚନା ଶେଷ କରିବା ପୂର୍ବରୁ ମୁଁ ଆମ ଶ୍ରୋତାମାନଙ୍କ ପାଇଁ ଏକ ନୂଆ
ଏବଂ ଟିକେ ଚିନ୍ତାଜନକ ବା ପ୍ରୋଭୋକେଟିଭ୍ ପ୍ରଶ୍ନ ଛାଡ଼ିବାକୁ ଚାହୁଁଛି। ଆଚ୍ଛା, କ'ଣ ସେଇ ପ୍ରଶ୍ନ? ଆମେ ଆଜି ଦେଖିଲେ ଯେ ଉପର ପ୍ଲାଟୋରୁ ନେଇ ତଳ ଫ୍ଲଡ୍ ପ୍ଲେନ୍ସ ପର୍ଯ୍ୟନ୍ତ ଏହି ନଦୀ ଏବଂ ଜଳପ୍ରବାହ ହିଁ ଆମ ଭୌଗୋଳିକ ଶରୀରର ଶିରାପ୍ରଶିରା ପରି କାମ କରୁଛି। ହଁ, ସେଇଟା ତ ସ୍ପଷ୍ଟ। କିନ୍ତୁ ଟିକେ ଭାବନ୍ତୁ, ଯଦି ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ୍ ଚେଞ୍ଜ ଯୋଗୁଁ ନଦୀଗୁଡ଼ିକର ଏହି ପ୍ରବାହ କମିଯାଏ କିମ୍ବା ସେମାନଙ୍କର ପଥର କ୍ଷୟ ବା ଇରୋଜନ କରିବା କ୍ଷମତା ହ୍ରାସ ପାଏ କିମ୍ବା ବଦଳିଯାଏ। ବାପ୍ରେ, ସେଇଟା ତ ବହୁତ ଭୟଙ୍କର ସ୍ଥିତି ହେବ। ହଁ, ତେବେ କ'ଣ ଓଡ଼ିଶାର ଏହି ଭୌଗୋଳିକ ନକ୍ସା ଏବଂ କୃଷି ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ବଦଳିଯିବ ନାହିଁ କି? ଯେଉଁ ପଟୁମାଟି ଉପରେ ଆମେ ନିର୍ଭର କରୁଛୁ, ତାହା ଯଦି ଆଉ ନ ଆସେ, ତେବେ ଆମର ଭବିଷ୍ୟତ କ'ଣ ହେବ? ସତରେ ଏହା ଏକ ବହୁତ ଗଭୀର ପ୍ରଶ୍ନ। ପ୍ରକୃତିର ନିୟମରେ ଟିକେ ପରିବର୍ତ୍ତନ ଆମ ସମଗ୍ର ସଭ୍ୟତା ଉପରେ କେତେ ବଡ଼ ପ୍ରଭାବ ପକାଇପାରେ, ତାହା ଆମ ସମସ୍ତଙ୍କୁ ଭାବିବାକୁ ପଡ଼ିବ। ଏହି ଚିନ୍ତାଧାରା ଏବଂ ପ୍ରଶ୍ନ ସହ ଆମେ ଆଜିର ଏହି ଗଭୀର ଆଲୋଚନାକୁ ଏଠାରେ ବିରାମ ଦେଉଛୁ। ଧନ୍ୟବାଦ ସମସ୍ତଙ୍କୁ। ସ୍ୱାଗତ ଆମର ଆଜିର ଏହି ଡିଟେଲ୍ଡ କ୍ଲାସ୍କୁ। ମାନେ, ଆମେ ଆମର ପୂର୍ବ କ୍ଲାସ୍ର ଅଲରେଡି ସମସ୍ତ 5ଟି ଫିଜିଓଗ୍ରାଫି ବିଷୟରେ ବହୁତ ଭଲ ଭାବରେ ଆଲୋଚନା କରିସାରିଛେ। ହଁ, ସେଇ ସେସନଟା ବହୁତ କମ୍ପ୍ରିହେନ୍ସିଭ୍ ଥିଲା ଆମ ଷ୍ଟୁଡେଣ୍ଟସ୍ମାନଙ୍କ ପାଇଁ। ଏକଦମ। ଆଉ ଆଜିର କ୍ଲାସ୍ରେ ଆମେ ଓଡ଼ିଶାର ବାକି ଥିବା ଗୁରୁତ୍ୱପୂର୍ଣ୍ଣ ଲେକ୍ସ ଆଉ ପୋର୍ଟସ୍ ବିଷୟରେ ଦେଖିବା। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟିଟିଭ୍ ଏକ୍ଜାମ୍ ପାଇଁ ଅବଜେକ୍ଟିଭ୍ ମ୍ୟାନରରେ ପ୍ରିପେୟାର ହେଉଛନ୍ତି, ସେମାନଙ୍କ ପାଇଁ ଏଇଟା ଗୋଟେ କମ୍ପ୍ଲିଟ୍ ମାଷ୍ଟର କ୍ଲାସ୍ ହେବାକୁ ଯାଉଛି। ବିଲକୁଲ। ଆଉ ଆଜି ଯୋଉ ବିଷୟରେ ଆମେ ଆଲୋଚନା କରିବା, ଯାହାକୁ ଆମେ ହାଇଡ୍ରୋଜିଓଗ୍ରାଫି ବୋଲି କହୁ, ରାଇଟ୍, ହାଇଡ୍ରୋଜିଓଗ୍ରାଫି। ହଁ, ତାହା କେବଳ ପାଣି ବା ଜଳ ବିଷୟରେ ନୁହଁ। ଏହାକୁ ବୁଝିବାକୁ ହେଲେ ଆମକୁ 3ଟି ମୁଖ୍ୟ ସ୍ତମ୍ଭ ଉପରେ ଫୋକସ୍ କରିବାକୁ ପଡ଼ିବ। ପ୍ରଥମଟି ହେଲା ନ୍ୟାଚୁରାଲ ଲେକ୍ସ, ଦ୍ୱିତୀୟଟି ଆର୍ଟିଫିସିଆଲ ଲେକ୍ସ ଆଣ୍ଡ ରିଜର୍ଭୟର୍ସ, ଆଉ ତୃତୀୟଟି ହେଉଛି ଆମର ଷ୍ଟ୍ରାଟେଜିକ୍ ପୋର୍ଟସ୍। ଓକେ, ସୋ ଆମେ ଆମର ଆନାଲିସିସ୍ ପୁରା ସ୍ମୁଥ୍ ମ୍ୟାନରରେ ସ୍ଲାଇଡ୍ ବାଇ ସ୍ଲାଇଡ୍ କରିବା, ଯାହାଦ୍ୱାରା ପିଲାଙ୍କୁ ନୋଟ୍ସ ବନେଇବାକୁ ଇଜି ହେବ। ତେବେ ଷ୍ଟାର୍ଟ କରିବା ସ୍ଲାଇଡ୍ ନମ୍ବର 2ରୁ 7 ପର୍ଯ୍ୟନ୍ତ ଥିବା ଡାଟାରୁ, ଯୋଉଥିରେ ଆମର ନ୍ୟାଚୁରାଲ ଲେକ୍ସ ବା ପ୍ରାକୃତିକ ଜଳଭଣ୍ଡାର ବିଷୟରେ ମେନସନ୍ ଅଛି। ଆଚ୍ଛା, ଏଇ ନ୍ୟାଚୁରାଲ ଲେକ୍ସକୁ ଆମେ ମୁଖ୍ୟତଃ ବ୍ରାକିସ୍ ଆଉ ଫ୍ରେଶ୍ ୱାଟର, ଏଇ 2ଟି ଭାଗରେ ବିଭକ୍ତ କରିପାରିବା। ରାଇଟ୍, ଆଉ ଆମ ତାଲିକାରେ ଅନେକ ନାମ ଅଛି, ଲାଇକ୍ ଚିଲିକା, ଅଂଶୁପା, ସାର୍, ସମଗର ଏବଂ ଉଦୟନଖଣ୍ଡ। କିନ୍ତୁ ଏଇଠି ଗୋଟେ ଇଣ୍ଟରେଷ୍ଟିଂ ପଏଣ୍ଟ ଅଛି ପିଲାଙ୍କ ପାଇଁ। ସମଗର ଆଉ ଉଦୟନଖଣ୍ଡର ସର୍ଭେ ଡାଟା ବା ଏରିଆ ଏବେ ବି ପେଣ୍ଡିଂ ଅଛି। ହଁ, ଆକ୍ଚୁଆଲି ଏହି ପ୍ରାକୃତିକ ଜଳାଶୟଗୁଡ଼ିକର ସୀମା ନିର୍ଦ୍ଧାରଣ କରିବା ବେଳେବେଳେ ଟିକେ ଜଟିଳ ହୋଇଯାଏ। ଋତୁ ଅନୁସାରେ ଏମାନଙ୍କର ଆକାର ବଦଳୁଥାଏ। ସେଇଟା ତ ଅଛି, କିନ୍ତୁ ଯେତେବେଳେ ଆମେ ଲେକ୍ସ ବିଷୟରେ କଥା ହେଉଛେ, ଆମର କ୍ରାଉନ୍ ଜୁଏଲ୍ ଚିଲିକା ବିଷୟରେ ତ ପ୍ରଥମେ ଆସିବ ହିଁ ଆସିବ। ଏକ୍ଜାମ୍ ପାଇଁ ଏଇଟା ଗୋଟେ ହଟ୍ ଟପିକ୍। ଏକ୍ଜାକ୍ଟଲି। ଚିଲିକା ହେଉଛି ଗୋଟେ ବ୍ରାକ୍ୱିସ୍ ୱାଟର ଲଗୁନ୍, ଆଉ ଏହାର ଆୟତନ ହେଉଛି 515 ସ୍କ୍ୱାର କିଲୋମିଟର। ପିଲାମାନେ ଏଠି ନୋଟ୍ କରିବେ ଯେ ଏହା କେବଳ ଗୋଟିଏ ଜିଲ୍ଲା ନୁହେଁ, ବରଂ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ସ୍ପର୍ଶ କରେ। ଆଉ ସବୁଠାରୁ ବଡ଼ କଥା ହେଲା, ଏହା ଏସିଆର ସର୍ବବୃହତ୍ ବ୍ରାକିସ୍ ୱାଟର ଲଗୁନ୍ ଆଉ ଏକ ରାମସର ସାଇଟ୍ ବି ଅଟେ। ମାନେ ଏହାର ଇକୋଲୋଜିକାଲ ଭ୍ୟାଲ୍ୟୁ ବହୁତ ଅଧିକ। ସୋ ଚିଲିକା ଗଲା ବ୍ରାକିସ୍ ୱାଟର, କିନ୍ତୁ ଆମର ଫ୍ରେଶ୍ ୱାଟର ଇକୋସିଷ୍ଟମ୍ସ ବି କିଛି କମ୍ ନୁହେଁ। ଆମର ସୋର୍ସେସ୍ ଅନୁଯାୟୀ କଟକରେ ଥିବା ଅଂଶୁପା ଲେକ୍ର ଏରିଆ ହେଉଛି 42 ସ୍କ୍ୱାର କିଲୋମିଟର। ଆଉ ପୁରୀର ସାର୍ ଲେକ୍ ହେଲା 15 ସ୍କ୍ୱାର କିଲୋମିଟର। ଆଉ ଗୋଟେ ଅଛି ଗଞ୍ଜାମରେ ଥିବା ଭେଜିପୁଟ ଲେକ୍। କିନ୍ତୁ ଏଠି ଗୋଟେ କ୍ୟାଚ୍ ଅଛି ଏକ୍ଜାମ୍ ପାଇଁ। ଏହାର ଡାଟା ଦିଆଯାଇଛି 157, କିନ୍ତୁ ଏଟା ସ୍କ୍ୱାର କିଲୋମିଟର ନୁହେଁ। ସତରେ ଏଇଠି ପିଲାମାନେ ବହୁତ କନଫ୍ୟୁଜ ହୁଅନ୍ତି। ରାଇଟ୍, এই ଏରିଆ ୟୁନିଟଟା ଆକ୍ଚୁଆଲି ଏକର୍ସକୁ ବଦଳି ଯାଇଛି। ସୋ ଭେଜିପୁଟ ଲେକ୍ ହେଲା 157 ଏକର୍ସ। এই ୟୁନିଟ୍ ଚେଞ୍ଜ ଉପରେ ଏକ୍ଜାମ୍ରେ ଖାସ୍ ଧ୍ୟାନ ଦେବା ଦରକାର। ଆକ୍ଚୁଆଲି ଏକ୍ଜାମିନର ମାନେ ଏମିତି ଛୋଟ ଛୋଟ ଡିଟେଲ୍ସରେ ହିଁ ଟ୍ରିକ୍ କ୍ୱେଶ୍ଚନ୍ସ ପକାନ୍ତି। ବଟ୍ ହ୍ୱାଟ୍ସ ଫ୍ୟାସିନେଟିଂ ହିୟର ଇଜ୍, ମାନେ ଆକାର ଯେତେ ବି ହେଉ, ପରିବେଶ ପାଇଁ ଏହାର ଗୁରୁତ୍ୱ କମ୍ ନୁହେଁ। ଏକଦମ। ଆଉ ଏଇଠି ହିଁ ଗୋଟେ ବହୁତ ଇଣ୍ଟରେଷ୍ଟିଂ ପଏଣ୍ଟ ଆସୁଛି। ଆମେ ଦେଖିଲେ ଯେ ଅଂଶୁପା ଏତେ ବଡ଼, ମାନେ 42 ସ୍କ୍ୱାର କିଲୋମିଟର, କିନ୍ତୁ ଆମେ ଖୋର୍ଦ୍ଧାର ଟାମ୍ପାରା ଲେକ୍ କଥା ଯଦି ଦେଖିବା, ତାହା କେବଳ 5 ଏକର୍ସ। ହଁ, ମାତ୍ର 5 ଏକର। ଆଉ ନନ୍ଦନକାନନର କାଞ୍ଜିଆ ଲେକ୍ ବି ମାତ୍ର 134 ଏକର୍ସ। ତ ମୋ ପ୍ରଶ୍ନ ହେଲା, ଯଦି ସେଗୁଡ଼ିକ ଏତେ ଛୋଟ, ତେବେ ଜିଓଗ୍ରାଫିକ୍ ପଏଣ୍ଟ ଅଫ୍ ଭ୍ୟୁରୁ ସେଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ। ମାନେ ଭୌଗୋଳିକ ଦୃଷ୍ଟିରୁ ଆକାର ହିଁ ସବୁକିଛି ନୁହେଁ। ତାମ୍ପରା ଲେକ୍ ଆକ୍ଚୁଆଲି ଗୋଟେ ମ୍ୟାନ୍ ମେଡ୍ ଲେକ୍। ଓହୋ, ମାନେ କୃତ୍ରିମ? ହଁ, କିନ୍ତୁ ସମୟ ସହିତ
ଏହାକୁ ଗୋଟେ ନ୍ୟାଚୁରାଲ ଇକୋଲୋଜିକାଲ ଫ୍ରେମୱାର୍କରେ ସାମିଲ କରାଯାଇଛି ଆଉ କାଞ୍ଜିଆ ହେଉଛି ଗୋଟେ ଫ୍ରେଶ ୱାଟର ଲେକ୍। ଏହି ଦୁଇଟି ଯାକ ଲେକ୍ର ଇକୋଲୋଜିକାଲ ସିଗ୍ନିଫିକାନ୍ସ ଏତେ ଅଧିକ ଯେ ଉଭୟଙ୍କ ପାଖରେ ସେୟାର୍ଡ ରାମସର ସାଇଟ୍ ଷ୍ଟାଟସ୍ ରହିଛି। ମାନେ ଆକାର ଛୋଟ ହେଲେ ବି ପରିବେଶ ପାଇଁ ମାନେ ବହୁତ ମୂଲ୍ୟବାନ। ତେବେ ଯଦି ଆମେ ସମରାଇଜ୍ କରିବା ଆମର ଏକ୍ଜାମ ପାଇଁ ସର୍ବମୋଟ 5ଟି ୱେଟଲ୍ୟାଣ୍ଡସ୍ ଅଫ୍ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ ବା ରାମସର ସାଇଟ୍ସ ଅଛି। ସେଗୁଡ଼ିକ ହେଲା ଚିଲିକା, ଅଂଶୁପା, ଟାମ୍ପରା, କାଞ୍ଜିଆ ଆଉ ପଞ୍ଚମଟି ହେଲା ହୀରାକୁଦ। ୱେଟ୍ ରିଲି? ହୀରାକୁଦ ତ ଗୋଟେ ଆର୍ଟିଫିସିଆଲ ରିଭର ରିଜର୍ଭର, ତାକୁ ରାମସର ଷ୍ଟାଟସ୍ କେମିତି ମିଳିଲା? ସେଇଟା ହିଁ ତ ଆଶ୍ଚର୍ଯ୍ୟର କଥା। ଏହା ଗୋଟେ ମ୍ୟାନମେଡ୍ ପ୍ରୋଜେକ୍ଟ ହୋଇଥିଲେ ବି ଏହାର ବିଶାଳ ଜଳରାଶି ହଜାର ହଜାର ବିଦେଶୀ ପକ୍ଷୀ ଆଉ ଜଳଚର ଜୀବଙ୍କ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ପାଲଟିଛି। ସେଥିପାଇଁ ଏହାକୁ ମଧ୍ୟ ଏହି ମାନ୍ୟତା ଦିଆଯାଇଛି। ବହୁତ ଇଣ୍ଟରେଷ୍ଟିଂ। ତ ଆମେ ବର୍ତ୍ତମାନ ସ୍ଲାଇଡ୍ 8ରୁ 11କୁ ମୁଭ୍ କରିବା। ଏଠି ଆମେ ପ୍ରକୃତିରୁ ଇଞ୍ଜିନିୟରିଂ ଦିଗକୁ ଯାଉଛେ, ମାନେ ହାର୍ନେସିଂ ହାଇଡ୍ରୋଲୋଜି, ନଦୀଗୁଡ଼ିକ ଉପରେ ନିର୍ମିତ ବୃହତ୍ ବନ୍ଧ, ଆଞ୍ଚଳିକ ଜଳାଶୟ ଆଉ ଅର୍ବାନ୍ ହାଇଡ୍ରୋଲୋଜି ବିଷୟରେ। ହଁ, ଓଡ଼ିଶାରେ ଇରିଗେସନ୍ ପ୍ରୋଜେକ୍ଟସ୍ ଆଉ ରିଭର ଡ୍ୟାମ୍ସର ଗୋଟେ ବହୁତ ବଡ଼ ନେଟୱାର୍କ ଅଛି। ରାଇଟ୍। ଆଉ ଯେତେବେଳେ ଆମେ ବନ୍ଧ କଥା ଆଲୋଚନା କରୁ, ନରାଜ ଆଉ ଜୋବ୍ରାର ନାମ ସର୍ବାଗ୍ରେ ଆସେ। ଜିଓଗ୍ରାଫିରେ ଏଗୁଡ଼ିକୁ ଖାଲି ବନ୍ଧ ନୁହେଁ ବରଂ ଗୁରୁତ୍ୱପୂର୍ଣ୍ଣ ଇନଫ୍ରାଷ୍ଟ୍ରକ୍ଚରାଲ ବେଞ୍ଚମାର୍କସ୍ ବୋଲି ଧରାଯାଏ। ବିଲକୁଲ। ଆଉ ଏବେ ଯଦି ଆମେ ଅବଜେକ୍ଟିଭ ଏକ୍ଜାମ ଷ୍ଟାଇଲରେ ଦେଖିବା, ନଦୀ ଆଉ ତା ଉପରେ ଥିବା ଇଞ୍ଜିନିୟରିଂ ପ୍ରୋଜେକ୍ଟସର ଲିଷ୍ଟଟା ପିଲାମାନେ ପୁରା କ୍ଲିୟର ରହିବା ଦରକାର। ମୁଁ ଗୋଟେ ପରେ ଗୋଟେ କହୁଛି। Sure. So starting with Mahanadi? ମହାନଦୀ ଉପରେ ଅଛି ହୀରାକୁଦ, ଯୋଉଟା ଆମେ ଜଷ୍ଟ ଡିସ୍କସ୍ କଲେ କି ତାହା ଗୋଟେ ରାମସର ସାଇଟ୍। ତାପରେ ବ୍ରାହ୍ମଣୀ ରିଭର ଉପରେ ଅଛି ରେଙ୍ଗାଲି ପ୍ରୋଜେକ୍ଟ, ଯାହାକି ଅନୁଗୁଳରେ ଅବସ୍ଥିତ। ଆଚ୍ଛା। ମନ୍ଦିରା ରିଭର ଉପରେ ଅଛି ମନ୍ଦିରା ରିଜର୍ଭୟର, ସମ୍ବଲପୁରରେ। ଆଉ ଦକ୍ଷିଣ ଓଡ଼ିଶାକୁ ଗଲେ ଇନ୍ଦ୍ରାବତୀ ରିଭର ଉପରେ ଇନ୍ଦ୍ରାବତୀ ପ୍ରୋଜେକ୍ଟ କଳାହାଣ୍ଡିରେ ଅଛି। ସିଲେରୁ ରିଭର ଉପରେ ବାଲିମେଳା ରିଜର୍ଭୟର, ମାଲକାନଗିରି। ଆଉ କୋଲାବ ରିଭର ଉପରେ କୋଲାବ ପ୍ରୋଜେକ୍ଟ, ଯୋଟା କୋରାପୁଟ ଡିଷ୍ଟ୍ରିକ୍ଟରେ ଅଛି। ଏକ୍ଜାକ୍ଟଲି, ଏଟା ହେଲା ଆମର ମେଜର ରିଭର ପ୍ରୋଜେକ୍ଟସର ଲିଷ୍ଟ। ଏହା ସହ କିଛି ରିଜନାଲ ଡ୍ୟାମ୍ସ ଅଫ୍ ଇରିଗେସନ ବେସିନ୍ସ ମଧ୍ୟ ଅଛି, ଯୋଟା ଏକ୍ଜାମରେ ଆସେ। ଯେମିତିକି ରାମିୟାଳ ରିଭର ଉପରେ ଦାଣ୍ଡାଧାର ଅଛି ଢେଙ୍କାନାଳରେ, ଆଉ ଋଷିକୁଲ୍ୟା ରିଭର ଉପରେ 2ଟି ମେନ୍ ପ୍ରୋଜେକ୍ଟ ଅଛି। ଗୋଟିଏ ହେଲା ସୋରଡାଘାଇ ଆଉ ଅନ୍ୟଟି ହେଲା ରସୁଲକୁଣ୍ଡା, ଯୋଟା ଗଞ୍ଜାମର ବେଲଗୁଣ୍ଠା ପାଖରେ ଅଛି। ରାଇଟ୍। ଆଉ ତା ଛଡ଼ା ଆମକୁ 3ଟି ମୁଖ୍ୟ ଆର୍ଟିଫିସିଆଲ ଲେକ୍ସ ଆଣ୍ଡ ଇରିଗେସନ ପ୍ରୋଜେକ୍ଟ ବି ମନେ ରଖିବାକୁ ହେବ। ସେଗୁଡ଼ିକୁ କ'ଣ କ'ଣ? ଗୋଟିଏ ହେଲା ଅପରଜୋଙ୍ଗ, ଯାହାକି ନୂଆପଡ଼ାରେ ଅଛି, ହଦଗଡ଼ ରିଜର୍ଭୟର କେନ୍ଦୁଝରରେ, ଆଉ ପଟେରୁ ରିଜର୍ଭୟର କୋରାପୁଟରେ। ଓକେ, ସୋ ଏଇ ଲିଷ୍ଟଟା ପିଲାମାନେ ଡାଇରେକ୍ଟଲି ମନେ ରଖିବେ ଅବଜେକ୍ଟିଭ ପଏଣ୍ଟ ଅଫ୍ ଭ୍ୟୁରୁ। ବଟ୍ ଏଇଠି ଆଉ ଗୋଟେ କନସେପ୍ଟ ଅଛି, ମାନେ ଖାଲି ବଡ଼ ବଡ଼ ନଦୀ ଉପରେ ତ ପ୍ରୋଜେକ୍ଟ ନାହିଁ। ବିଲକୁଲ ନୁହେଁ। ଇଫ୍ ୟୁ କନେକ୍ଟ ଦିସ୍ ଟୁ ଦ ବିଗର ପିକ୍ଚର, ଆମକୁ ଦେଖିବାକୁ ପଡ଼ିବ ଯେ ହିଲ୍ ରିଜର୍ଭୟର୍ସ ଆଉ ଅର୍ବାନ୍ ହାଇଡ୍ରୋଲୋଜି ମଧ୍ୟ ବହୁତ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ହିଲ୍ ରିଜର୍ଭୟର୍ସ ମାନେ ପାହାଡୀ ଅଞ୍ଚଳରେ ଯୋଉ ଜଳ ପରିଚାଳନା ହୁଏ? ହଁ, ଯେମିତିକି ଖୋର୍ଦ୍ଧା ଜିଲ୍ଲା ଥିବା ଡେରାସ ଆଉ ଝୁମୁକା। ଏଇ ଦୁଇଟି ଯାକ ହିଲ୍ ରିଜର୍ଭୟର୍ସର ଗୋଟେ ୟୁନିକ୍ କଥା ହେଲା ଯେ ସେମାନେ ସମ୍ପୂର୍ଣ୍ଣ ସମାନ ଭୌଗୋଳିକ ସ୍ଥାନ, ମାନେ ଏକ୍ଜାକ୍ଟ ଜିଓଗ୍ରାଫିକ୍ ଲୋକେସନ୍ ସେୟାର କରନ୍ତି, ଯାହାକି ହେଲା କଣ୍ଟାୱାଡ଼। ଓହୋ, ଦୁଇଟି ଯାକ ସେଇ କଣ୍ଟାୱାଡ଼ ଲୋକେସନରେ ହିଁ ଅଛି। ହଁ, ଆଉ ସେହିପରି ନୟାଗଡ଼ରେ ମଧ୍ୟ ଗୋଟେ ହିଲ୍ ରିଜର୍ଭୟର ଅଛି, ଯାହାର ନାମ ହେଉଛି ମୋହନପୁର। ସୋ ଏଟା ତ ଗଲା ପାହାଡ଼ିଆ ଅଞ୍ଚଳ। କିନ୍ତୁ ସହର ଭିତରେ ଅର୍ବାନ୍ ହାଇଡ୍ରୋଲୋଜିର ଗୋଟେ ବହୁତ ବଢ଼ିଆ ଏକ୍ଜାମ୍ପଲ୍ ଅଛି। ଆମେ ସମସ୍ତେ ଭୁବନେଶ୍ୱରର ବିଡିଏ ସିଟି ସେଣ୍ଟର, ମାନେ ଯାହାକୁ ଆମେ ନିକୋ ପାର୍କ କହୁ, ତାକୁ ଦେଖିଛେ। ହଁ, ସମସ୍ତେ ପ୍ରାୟ ଯାଇଥିବେ। କିନ୍ତୁ ଅନେକ ଲୋକ ଜାଣିନାହାନ୍ତି ଯେ ସେଠି ଭିତରେ ଥିବା ପାଣିର ସ୍ରୋତଟା ଗୋଟେ ନ୍ୟାଚୁରାଲ ଷ୍ଟ୍ରିମ୍ ଥିଲା। ସହରର ଏତେ ବଡ଼ କଂକ୍ରିଟ୍ ଜଙ୍ଗଲ ଭିତରେ ଗୋଟେ ପ୍ରାକୃତିକ ଝରଣାକୁ ଆମେ ଗୋଟେ ଇଞ୍ଜିନିୟର୍ଡ ଫ୍ରେମୱାର୍କ ଭିତରେ ସୁରକ୍ଷିତ ରଖିପାରିଛେ। ଏକଦମ ଆଧୁନିକ ଇଞ୍ଜିନିୟରିଂ ଆଉ ପ୍ରକୃତିର ଏମିତି ମିଶ୍ରଣ ପ୍ରକୃତିରେ ଚମତ୍କାର। ସୋ ନାଓ ଆମେ ପାହାଡ଼ ଆଉ ସହରରୁ ବାହାରି ସିଧା ସମୁଦ୍ରକୂଳକୁ ଯିବା, ମାନେ ସ୍ଲାଇଡ୍ 12ରୁ 14, ଦ କୋଷ୍ଟାଲ ଗେଟୱେଜ୍ ଅଫ୍ ଓଡ଼ିଶା, ଓଡ଼ିଶାର ବନ୍ଦରଗୁଡ଼ିକ। ଆମର ଡାଟା ଅନୁଯାୟୀ ଏହାକୁ 3ଟି ଭାଗରେ ବିଭକ୍ତ କରାଯାଇଛି: ମେଜର, ଡିପ୍ ୱାଟର ଆଉ ମିଡିୟମ୍ ସାଇଜ୍ଡ ପୋର୍ଟସ୍।
ଆଉ ଏଥିରେ ସବୁଠୁ ବଡ଼ ନାମ ହେଉଛି ପାରାଦୀପ ପୋର୍ଟ, ଯାହା ଜଗତସିଂହପୁର ଡିଷ୍ଟ୍ରିକ୍ଟରେ ଅଛି। ରାଇଟ୍। ପିଲାମାନେ ଏଠି ଗୋଟେ ପ୍ରମୁଖ ବିଷୟ ମନେ ରଖିବେ ଯେ ପାରାଦୀପ କେବଳ ଗୋଟେ ମେଜର ପୋର୍ଟ ନୁହେଁ, ଏହା ହେଉଛି ଇଣ୍ଡିଆଜ୍ ଡିପେଷ୍ଟ ନ୍ୟାଚୁରାଲ ପୋର୍ଟ, ମାନେ ଭାରତର ଗଭୀରତମ ପ୍ରାକୃତିକ ବନ୍ଦର। ଏଠାରେ ମୁଖ୍ୟତଃ ଆଇରନ୍ ଓର୍, କୋଲ୍, ଫର୍ଟିଲାଇଜର୍ସ ଆଉ ପେଟ୍ରୋଲିୟମ ପ୍ରଡକ୍ଟସର ପରିବହନ ବହୁତ ସହଜରେ ହୁଏ। ହଁ, କାରଣ ଏହାର ପ୍ରାକୃତିକ ଗଭୀରତା ଯୋଗୁଁ ବଡ଼ ବଡ଼ ଜାହାଜଗୁଡ଼ିକ ସିଧା ଭିତରକୁ ଆସିପାରନ୍ତି, ଯାହାକି ଲଜିଷ୍ଟିକ୍ସ ପାଇଁ ବହୁତ ଫାଇଦା ଦିଏ। ତାପରେ ଆମେ ଆସିବା ଆମର ଡିପ୍ ୱାଟର ପୋର୍ଟକୁ, ଯୋଉଟା ହେଲା ଧାମରା ପୋର୍ଟ। ଯାହା ଭଦ୍ରକ ଜିଲ୍ଲାରେ ଅବସ୍ଥିତ। କିନ୍ତୁ ଏଇଠି ଗୋଟେ ସିଲି ମିଷ୍ଟେକ୍ ପ୍ରାୟତଃ ଦେଖାଯାଏ ନା। ଏକଦମ। କିଛି ସ୍ଥାନୀୟ ବହିରେ ଏବଂ ପିଲାମାନେ ମଧ୍ୟ ଭୁଲରେ ଏହାକୁ ଧର୍ମା ବୋଲି ପଢ଼ିଦିଅନ୍ତି ବା ଲେଖିଦିଅନ୍ତି। କିନ୍ତୁ ସ୍ପେଲିଂ ଆଉ ପ୍ରୋନାଉନ୍ସିଏସନ୍ ଉପରେ ଧ୍ୟାନ ଦେବେ, ଏହା ହେଉଛି ଧାମରା। ରାଇଟ୍, ଧାମରା ପୋର୍ଟ। ହଁ, ଆଉ ଏହାର ସବୁଠୁ ଇଣ୍ଟରେଷ୍ଟିଂ ଫିଚର ହେଲା ଏହା ଗୋଟେ ଡୁଅଲ ପର୍ପଜ୍ ହବ୍। ଡୁଅଲ ପର୍ପଜ୍ ମାନେ ଗୋଟିଏ ପଟେ ଏଠାରେ ଲୋକାଲ ଫିଶିଂ ଆକ୍ଟିଭିଟିଜ୍ ବା ମାଛଧରା କାର୍ଯ୍ୟ ବହୁଳ ମାତ୍ରାରେ ଚାଲୁ ରୁହେ, ଆଉ ଅନ୍ୟପଟେ ବଡ଼ ବଡ଼ ଜାହାଜରେ କୋଇଲା, ଲୁହାପଥର ଭଳି ବଲ୍କ କାର୍ଗୋ ମଧ୍ୟ ଡିପ୍ ୱାଟର ଲଜିଷ୍ଟିକ୍ସ ମାଧ୍ୟମରେ ପରିଚାଳିତ ହୁଏ। ମାନେ ପାରମ୍ପରିକ ଜୀବିକା ଆଉ ଆଧୁନିକ ବାଣିଜ୍ୟ ଉଭୟ ଏକାଠି ଚାଲିଛି। ଏଇଟା ତ ଗୋଟେ ବହୁତ ବଢ଼ିଆ ବ୍ୟାଲେନ୍ସ। ଏହା ବ୍ୟତୀତ ଆମ ରାଜ୍ୟରେ 2ଟି ମିଡିୟମ୍ ସାଇଜ୍ଡ ଟ୍ରେଡ୍ ଗେଟୱେଜ୍ ବି ଅଛି, ଯୋଉଟା ପିଲାଙ୍କୁ ମନେ ରଖିବାକୁ ପଡ଼ିବ। ଗୋଟିଏ ହେଲା ଗଞ୍ଜାମ ଡିଷ୍ଟ୍ରିକ୍ଟର ଗୋପାଳପୁର ପୋର୍ଟ, ଯାହାକି ଜେନେରାଲ କାର୍ଗୋ ଏବଂ ଟ୍ରେଡ୍ ପାଇଁ ଏକ କମର୍ସିଆଲ ପୋର୍ଟ ଅଟେ। ଆଉ ଅନ୍ୟଟି ହେଲା ଚାନ୍ଦବାଲି ପୋର୍ଟ, ଯାହାକି ଭଦ୍ରକ ଡିଷ୍ଟ୍ରିକ୍ଟରେ ଅଛି। ଏହା ଗୋଟେ ଭାଇଟାଲ ଟ୍ରେଡ୍ ଗେଟୱେ ଭାବରେ କାର୍ଗୋ ଟ୍ରାଫିକକୁ ସୁବିଧା ଯୋଗାଇଥାଏ। ଯେତେ ସବୁ ତଥ୍ୟ ଆଲୋଚନା କଲେ, ତାକୁ ଏକାଠି କଲେ ଓଡ଼ିଶାର ହାଇଡ୍ରୋଲଜିକାଲ ମେଟ୍ରିକ୍ସର 3ଟି ମେନ୍ ପଏଣ୍ଟସ୍ ବାହାରିବ। ଏକ୍ଜାକ୍ଟଲି, 3ଟି ପଏଣ୍ଟ। ପ୍ରଥମଟି ହେଲା ଇକୋଲୋଜିକାଲ ଡମିନାନ୍ସ, ମାନେ ଆମର 5ଟି ରାମସର ୱେଟଲ୍ୟାଣ୍ଡସ୍ ଚିଲିକାରୁ ଆରମ୍ଭ କରି ହୀରାକୁଦ ପର୍ଯ୍ୟନ୍ତ। ଦ୍ୱିତୀୟଟି ହେଲା ଇଞ୍ଜିନିୟରିଂ ସ୍କେଲ୍, ମହାନଦୀରୁ ଋଷିକୁଲ୍ୟା ପର୍ଯ୍ୟନ୍ତ 16ରୁ ଅଧିକ ମେଜର ଆର୍ଟିଫିସିଆଲ ରିଜର୍ଭୟର୍ସ ଆଣ୍ଡ ଡ୍ୟାମ୍ସର ଗୋଟେ ବିଶାଳ ନେଟୱାର୍କ। ଆଉ ତୃତୀୟଟି ହେଲା ଆମର ମେରିଟାଇମ୍ ଟ୍ରେଡ୍, ଏକ ତ୍ରିସ୍ତରୀୟ ବା ଟାୟାର୍ଡ କୂଳବର୍ତ୍ତୀ ଅର୍ଥନୀତି, ଯାହାର ମେନ୍ ଫୋକସ୍ ପଏଣ୍ଟ ହେଉଛି ଭାରତର ଗଭୀରତମ ପ୍ରାକୃତିକ ବନ୍ଦର ପାରାଦୀପ। ଏକଦମ ଠିକ୍। ତ ଏଇଠି ଆମର ଅବଜେକ୍ଟିଭ ଆନାଲିସିସ୍ କମ୍ପ୍ଲିଟ୍ ହେଲା। ପିଲାମାନେ ଏସବୁ ଫ୍ୟାକ୍ଟସକୁ ନିଶ୍ଚୟ ରିଭାଇଜ୍ କରିବେ। ହଁ, ରିଭିଜନ ବହୁତ ଜରୁରୀ। କିନ୍ତୁ ଆଜିର ଏହି କ୍ଲାସ୍କୁ ଶେଷ କରିବା ପୂର୍ବରୁ ଆମେ ଆଲୋଚନା କରିଥିବା ଡାଟା ଭିତରୁ ଗୋଟେ ବହୁତ ଗଭୀର ଚିନ୍ତା ମୋ ମନକୁ ଆସୁଛି, ଯୋଉଟା ମୁଁ ପିଲାଙ୍କୁ ଭାବିବାକୁ ଦେବି। ଆଚ୍ଛା, ସେଇଟା କ'ଣ? ଦେଖନ୍ତୁ, ଆମେ ଟାମ୍ପୁରା ଆଉ ନିକୋ ପାର୍କରେ ଦେଖିଲେ ଯେ ମଣିଷ ତିଆରି ଢାଞ୍ଚା ଭିତରେ ପ୍ରାକୃତିକ ଜଳାଶୟ ଗଢ଼ି ଉଠୁଛି ବା ବଞ୍ଚି ରହୁଛି। ଆଜିକାଲି କ୍ଲାଇମେଟ୍ ଚେଞ୍ଜ ଯେଉଁ ହାରରେ ବଢ଼ୁଛି, ଆଗାମୀ ଦିନରେ କ'ଣ ଏମିତି ଏକ ସମୟ ଆସିବ ଯେତେବେଳେ ଆମର ସମସ୍ତ ପ୍ରାକୃତିକ ହ୍ରଦଗୁଡ଼ିକୁ, ମାନେ ଚିଲିକା ଭଳି ବଡ଼ ହ୍ରଦକୁ ବି ବଞ୍ଚାଇ ରଖିବା ପାଇଁ ଆମକୁ ବାଧ୍ୟ ହୋଇ ଆର୍ଟିଫିସିଆଲ ଇଞ୍ଜିନିୟରିଂର ସାହାରା ନେବାକୁ ପଡ଼ିବ। ଓହୋ, ମାନେ ନ୍ୟାଚୁରାଲ ଲେକ୍ସକୁ ବଞ୍ଚାଇବା ପାଇଁ ମେସିନ୍ସ ଆଉ ଡ୍ୟାମ୍ସର ଦରକାର ପଡ଼ିବ। ହଁ, କ'ଣ ପ୍ରାକୃତିକ ଏବଂ କୃତ୍ରିମ ମଧ୍ୟରେ ଥିବା ଏହି ସୀମାରେଖା ଆଗକୁ ସବୁଦିନ ପାଇଁ ଲିଭିଯିବ? ଏହା ଗୋଟେ ଏମିତି ପ୍ରଶ୍ନ ଯାହା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ। ଏହା ସତରେ ବହୁତ ଚିନ୍ତାମୂଳକ। ପ୍ରକୃତି ଆଉ ଆମ ଇଞ୍ଜିନିୟରିଂ ଭିତରେ ଏଇ ଯୋଉ ସମ୍ପର୍କ, ତାହା କେଉଁ ଆଡ଼କୁ ଯିବା, ତାହା ସମୟ ହିଁ କହିବ। ତେବେ ଛାତ୍ରଛାତ୍ରୀମାନେ ଏହି ପ୍ରଶ୍ନର ଉପରେ ଚିନ୍ତା କରନ୍ତୁ ଏବଂ ନିଜର ପ୍ରିପାରେସନ୍ ଜାରି ରଖନ୍ତୁ। ଆଗାମୀ ଏକ୍ଜାମ୍ ପାଇଁ ସମସ୍ତଙ୍କୁ ଅଲ୍ ଦି ବେଷ୍ଟ।